ओके। नमस्कार, गुड मॉर्निंग। समस्त कैमरा ऑन करंतु। कैमरा ऑन करंतु। आबे प्रथमे समस्तଙ୍କର इंट्रोडक्शन नै जिवा। ओके, तापरे आमे आगो आगो जिवा। राइट, आज आमे जो भी बयस रे हेताउ, राइट, आज गोटे किछि पाठ्यक्रम शिखिबा पे आमे एठी योगदान करचंदी। राइट, आमे एठी भाबियान जे मोर बयस एतिकी अछि कि मु जने टीचर अछि। ओके, ଆଉ ଏଇସବୁ ଯଦି ଚିନ୍ତାଧାରା ଯଦି ବସିକି ରହିଯିବା ତାହେଲେ ଆମକୁ ଟିକେ ଚ୍ୟାଲେଞ୍ଜେସ୍ ଆସିବ। ରାଇଟ୍, ମଧୁସୂଦନ ତ୍ରିପାଠୀ ଡ୍ରେସ୍ କୋଡରେ ବସନ୍ତୁ, କୁଳମଣି ବେହେରା ଡ୍ରେସ୍ କୋଡରେ ବସନ୍ତୁ, କିଛି ବ୍ୟବହାର କରନ୍ତୁ, ଏମିତି ବସନ୍ତୁନି। ଇଏ ଗୋଟେ ଏତିକି ଜିନିଷ ଆମକୁ ମେଣ୍ଟେନ କରିବାକୁ ପଡିବ। ଓକେ, ତ ତ ଆମକୁ ଆଜି ଛୋଟ ପିଲା ହେଇଯିବାର ଅଛି ଯେ ଆଜି ଆମେ କିଛି ନୂଆ ପାଠ୍ୟକ୍ରମ ଶିଖୁଛେ। ରାଇଟ୍, ଆଉ ରିସିଭିଂ ମୋଡରେ ବସିବାର ଅଛି। ଯେତେବେଳେ ଆପଣ ରିସିଭିଂ ମୋଡରେ ବସିବେ ତାହେଲେ ମୁଁ ଗିଭିଂ ମୋଡରେ ରହିବି ସବୁବେଳେ। ରାଇଟ୍, ଆଉ ଯଦି ଆପଣ ସେଇ ମୋଡରେ ମୁଭମେଣ୍ଟରେ ବସି ପାରିବେନି ତାହେଲେ ଆପଣ ମୋଠୁ ଏନର୍ଜି ରିସିଭ କରିପାରିବେ ନାହିଁ। ରାଇଟ୍, ତ ସେଥିପାଇଁ ଆପଣଙ୍କୁ ସରେଣ୍ଡର ହେବାର ଅଛି। ଦେଖନ୍ତୁ, ଜୀବନରେ ଯାହାଠୁ ବି ଆମେ ଯାହା ବି ଶିଖୁଛେ ନା ରିସିଭିଂ ମୋଡରେ ରହିଲେ ଆମେ ଶିଖିପାରିବା। ରାଇଟ୍, ଯଦି ଆମେ ଆମର କହିବା ଆମେ ଆମ ପାଖରେ ବହୁତ ପଇସା ଅଛି, ଆମେ ଭଲ ଷ୍ଟାଣ୍ଡାର୍ଡରେ ଅଛୁ, ଭଲ ଚାକିରି କରୁଛୁ, ମୁଁ କାହିଁକି କିଛି ଶିଖିବି, ଏଇ ପ୍ରକାର ଆପଣ ମାନେ ନାହାନ୍ତି। ମୁଁ ଜାଣିଛି, କାହିଁକି ନା ଆପଣ ଶିଖିବା ପାଇଁ ଆଗକୁ ଆସିଛନ୍ତି, ମାନେ ଏଇ ଜିନିଷ ଆପଣଙ୍କ ପାଖରେ ନାହିଁ, ଯାହାଦ୍ୱାରା କି ଆଜି ଶିଖିବା ପାଇଁ ଉପସ୍ଥିତ ଅଛନ୍ତି। ବଟ୍ ଫିର ବି ମୁଁ ଆପଣଙ୍କୁ କହିଦେବି, ସବକନସିୟସ ମାଇଣ୍ଡରେ କୋଉଠି ନା କୋଉଠି ଟିକେ ରହିଥାଏ। ପରବର୍ତ୍ତୀ ସମୟରେ ସେ କଣ ନା ଟପ୍ ଅଫ୍ ହୁଏ, ସେତେବେଳେ ଆମକୁ ଟିକେ ଅସୁବିଧା କ୍ରିଏଟ ହୁଏ। ହୁଁ, ତ ଆମେ ଯିବା ଏବେ ଜଣେ ଜଣେ କରିକିରି ସମସ୍ତଙ୍କର ଇଣ୍ଟ୍ରୋଡକ୍ସନ ନେଇଯିବା। ଯୋଉମାନେ ପୁରୁଣା ଷ୍ଟୁଡେଣ୍ଟ ଅଛନ୍ତି, ମୁଁ ଜାଣିପାରୁଛି, ସେମାନଙ୍କୁ ମୁଁ ଲାଷ୍ଟରେ ସୁଯୋଗ ଦେବି। ପ୍ରଥମେ ନୂଆ ଯୋଉମାନେ ଅଛନ୍ତି ସେମାନଙ୍କ ସହିତ ଇଣ୍ଟ୍ରୋଡକ୍ସନ ନେବା। ସମସ୍ତେ କ୍ୟାମେରା ଅନ୍ କରିବେ। ରାଇଟ୍, ପାଠ୍ୟକ୍ରମ ପୁରା ଫାର୍ଷ୍ଟ ରୁ ଷ୍ଟାର୍ଟିଂ ଏଣ୍ଡିଂ ପର୍ଯ୍ୟନ୍ତ ଆପଣଙ୍କୁ କ୍ୟାମେରା ଅନ୍ କରିବାକୁ ପଡିବ। ନହେଲେ ମୋର ଏନର୍ଜି ଆପଣ ନେଇପାରିବେନି। ଯୋଉ ଉଦ୍ଦେଶ୍ୟ ନେଇ ମୋ ସାମ୍ନାରେ ବସିଛନ୍ତି, କୌଣସି ଉଦ୍ଦେଶ୍ୟ ଆପଣଙ୍କର ଫଳପ୍ରଦ ହେଇପାରିବ ନାହିଁ। ରାଇଟ୍, ପାଠ୍ୟକ୍ରମକୁ ମୁଁ ଚାହିଁଥିଲେ ରେକର୍ଡିଂ କରିକି ଦେଇ ଦେଇଥାନ୍ତି। ଆପଣ ଏନରୋଲମେଣ୍ଟ କଲେ, ଯାଆନ୍ତୁ ରେକର୍ଡିଂ ଦେଖନ୍ତୁ। ଏମିତି ହଜାର ହଜାର ଲୋକ କରୁଛନ୍ତି, ଲକ୍ଷ ଲକ୍ଷ ଲୋକ କରୁଛନ୍ତି। କିନ୍ତୁ ମୋର ଉଦ୍ଦେଶ୍ୟ ହେଲା ଯେ ଆପଣ ମାନେ ଯେମିତି ମୋ ଲାଇଫରେ କିଛି ଭ୍ୟାଲ୍ୟୁ ଆଡ କରିଛନ୍ତି, ଚେଷ୍ଟା ମୁଁ କରିବି ଆପଣଙ୍କ ଲାଇଫରେ ବହୁତ ଭ୍ୟାଲ୍ୟୁ ଆଡ କରିବା ପାଇଁ, ଯୋଉଟା କି ମୋ ସାମ୍ନାରେ ପ୍ରାକ୍ଟିକାଲ ଲାଇଫ କ୍ଲାसेସରେ। ରାଇଟ୍, ତ ମୁଁ ଚାହିଁଥିଲେ ତାକୁ ରେକର୍ଡିଂ ପ୍ରୋସେସ କରିଥାନ୍ତି, କିନ୍ତୁ ମୁଁ ଚାହୁଁନି। ମୁଁ ଚାହୁଁଛି ଯେ ଲମ୍ବା ସମୟ 6 ଦିନର ପୁରା 3 3 ଘଣ୍ଟା ପ୍ରତ୍ୟେକ ଦିନ କ୍ଲାସ କରିକି ଆପଣଙ୍କର ଲାଇଫରେ କିଛି ଭ୍ୟାଲ୍ୟୁ ଆଡ କରିବା ପାଇଁ ମୋର ଉଦ୍ଦେଶ୍ୟ ହେଲା ଗୋଟେ। ରାଇଟ୍, ପୁରା କ୍ଲିयर, କୌଣସି ଆଉ କିଛି ମାନେ ସେକେଣ୍ଡ ଜିନିଷ କିଛି ନାହିଁ। ଯାହା କହିଲି ଏକ୍ଜାକ୍ଟଲି ସେ ଜିନିଷ ମୋର ଉଦ୍ଦେଶ୍ୟ। ତ ଦେଖିବେ ଏଇ ପ୍ରକ୍ରିୟାରେ ମୁଁ ଟିକେ ଅଲଗା ପ୍ରକାର ୱେରେ ଆପଣ ମାନଙ୍କ ସହିତ ପାଠ୍ୟକ୍ରମ କରିବି। ରାଇଟ୍, ତାକୁ ଟିକେ ଆପଣ ଚେଷ୍ଟା କରିବେ ଫଲୋ କରିବା ପାଇଁ। ଓକେ, କାହିଁକିନା ଆମେ ଛୋଟ ପିଲା ହେଇକି ଶିଖିବା ଯଦି ସବୁ ଜିନିଷ ଆମେ ଅତି ସହଜରେ ଫଲୋ କରିପାରିବା। ବଟ୍ କୋଉଠି ନା କୋଉଠି ଆପଣଙ୍କୁ ଟିକେ ଇଗୋ ହଟ୍ ଯଦି କରିବ, ତାକୁ ଟିକେ ଭୁଲି ଯିବାର ଅଛି ଏଇ ପାଠ୍ୟକ୍ରମ ଭିତରେ। ରାଇଟ୍, ତ ଯିବା। ଆଜି ମୁଁ କହିଦଉଛି, ଆଜି ଟିକେ ଲମ୍ବା ସମୟ ରହିପାରେ କ୍ଲାସ୍, କାହିଁକି ନା ଇଣ୍ଟ୍ରୋଡକ୍ସନ ରହିବ, 3ଟି ମେଡିଟେସନ ରହିବ, ତା ସହିତ ପାଠ୍ୟକ୍ରମ ରହିବ। ତ ଆଜି ଟିକେ ଲମ୍ବା ହେଇଯାଇପାରେ, ତେଣୁ ମୁଁ ପ୍ରଥମରୁ କହିଦଉଛି। ତେଣୁ ସେ ଅନୁସାରେ ଆପଣ ଟିକେ ନିଜକୁ ଆଡଜଷ୍ଟ କରିଦିଅନ୍ତୁ। ପାଖାପାଖି 4 ଘଣ୍ଟା ବି ହେଇପାରେ ଆଜି। ଓକେ, ଚେଷ୍ଟା କରିବି ଟିକେ ଶୀଘ୍ର ସାରିବା ପାଇଁ। ତ ଯିବା, ଆମେ ପ୍ରଥମରୁ ଷ୍ଟାର୍ଟ କରିବା ଜଣ ଜଣ କରିକିରି। ରାଇଟ୍, କଣ କରିବା? ଆପଣଙ୍କର ନାଁ କହିବେ, ଆପଣ କୋଉ ଜାଗାରୁ କହୁଛନ୍ତି କହିବେ, ଆପଣଙ୍କର ପ୍ରଫେସନ କଣ କହିବେ, କଣ ଉଦ୍ଦେଶ୍ୟ ନେଇକି ଆପଣ ଏଠାରେ ଜଏନ କରୁଛନ୍ତି। ଏ 4ଟି ଜିନିଷ ଆପଣ ମାନେ ସମସ୍ତଙ୍କ ଆଗରେ ମତ ରଖିବେ। ରାଇଟ୍, ତାପରେ ଆମେ ନେକ୍ସଟ ଷ୍ଟେପ କୁ ଯିବା। ଓକେ, ଚାଲନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।
always blessing. Blessing always. Thank you so much. ओके, बहुत सुंदर भाବରେ कले। दुई चार जनकर टिके एक्सप्रेशन मु ठीक देखि पारुनथली। ज्योत्सना राव फिजिकली एक्सप्रेशन मु देखि पारुनथली, जहाँ फिलिंग रो सहित कुआ जाउतला हक करिया पई फिजिकली एक्टिविटी आसु नथला। काहेकि मन कोड अलगा आडे थिला। नहीं। ताहले जहाँ गाइडेड करा जाउतला काहेकि ताको फॉलो काहे करा जाउनी? ताको टिके ध्यान करिवे नेक्स्ट टाइम। ओके ओके। संजय सिंह अनम्यूट करंतु। सर कुहतु आपण मेडिटेशन रे स्ट्रेस अनुभव करथिले या ध्यान अलगा कुआडे थिला? मैं स्ट्रेस अनुभव करती सर, ध्यान अलगा करने तो आज्ञा आज्ञा। ध्यान ठीक थिला आज्ञा। किंतु एक्सप्रेशन नथिला, आपण हाथ मुंडू को जाउतला, आपण बार बार ये जो ब्लूटूथ टा ऑफ हो गया सर तो ओके। आपण समस्त रिक्वेस्ट रहबो मेडिटेशन समय रे आपणकर कैमरा आपणकर शरीर मते देखा जिया दरकार, जाद्वारा कि ओहो आपण को जगह रे कोठी भूल भाल करछंदी मु से प्रक्रिया को फॉलो कर परिबी आ परे आज्ञा आपन को गाइड कर परिबी। आज्ञा ठीक आज्ञा अछि ना? तेणु चेष्टा आज्ञा करंतु आपणकर चेहरा को और शरीर को मते देखेबा पे, ठीक है जदि सर। कि आपण कोठी भूल करछनी कोठी ठीक करछनी। मु जदि करबिनी आपन को गाइड करबिनी करिवे कि कोन? मते 6 दिन आज्ञा आज्ञा समय मिलछ, मात्र 6 दिन आज्ञा समय मिलछ। आज्ञा राइट? ए 6 दिन रे को मु चेष्टा करछि पूरा परफेक्ट करिया पे। तो मते खाली एतिकी रे हेल्प करंतु ए 6 दिन प्रक्रिया रे मु जहा कहूची टिके फॉलो करंतु। राइट? चलन बहुत धन्यवाद, बहुत बहुत। प्रशांत पात्र सर अनम्यूट करंतु। ଆପଣଙ୍କର କ୍ୟାମେରା ମତେ ଛାତ ଦେଖଉଥିଲେ। ରାଇଟ? ଆପଣଙ୍କୁ ମତେ ଦେଖିବା ଦରକାର ଆପଣ ଠିକ ରେ କରୁଛନ୍ତି କି ନାହିଁ, ପ୍ରୋସେସ ରେ ଅଛନ୍ତି କି ନାହିଁ, ମୁଁ କେମିତି ଜାଣିବି? नेक्स्ट। ଓକେ, ତାକୁ ଟିକେ ଫଲୋ କରନ୍ତୁ। ଓକେ, ସୌଭାଗ୍ୟ କେତନ ଅନମ୍ୟୁଟ କରନ୍ତୁ। ସୌଭାଗ୍ୟ କେତନ କୁଆଡେ ଗଲେ? କୁଆଡେ ଗଲେ? ଓକେ, ଅନମ୍ୟୁଟ କରନ୍ତୁ, ଭିଡିଓ ଅନ୍ କରନ୍ତୁ। सर ମୁଁ ଆପଣଙ୍କୁ हेलो। ଦେଖି पाରୁନି। सर ମୁଁ ଆକ୍ଚୁଆଲି ଆଜି ଭୁବନେଶ୍ୱର କନଭେ अर्जेंट ଥିଲା ମୁଁ ମ୍ୟାଡମ କହିଥିଲି ମ୍ୟାମ କହିଲେ ଯେ ନାଇଁ ତୁମେ ଆଟେଣ୍ଡ କରିନିଅ ରେକର୍डिंग वगैरह ଯାହା ଅଛି ଆମେ ସେଣ୍ଡ କରିବୁ ତ ମୁଁ ଓକେ ସାର୍ ଅଛି। ଶୁଣୁଛି ସବୁ ବଟ୍ ଅନ୍ ଟ୍ରାଭେଲ ଅଛି ସାର୍ अर्जेंट ଓକେ केस वाला तो मेडिकल। ଠିକ ଅଛି, ଯେ ଟ୍ରାଭେଲ ଫ୍ରି ଅଛନ୍ତି କିଛି ଅସୁବିଧା ନାହିଁ, ଆରାମସେ ବସି ଯାଆନ୍ତୁ, ଇୟର ଫୋନ ଲଗେଇ ଦିଅନ୍ତୁ। ରାଇଟ? आज କିଛି ଅସୁବିଧା स्टैंडिंग ନାହିଁ। सर। ओके ଷ୍ଟାଣ୍ଡିଂ ओके ଅଛି। ଓକେ, स्टैंडिंग पूरा फुल से जाओ। ओके ଟ୍ରାଏ କରନ୍ତୁ। ଏବେ नेक्स्ट ଆଉ ଗୋଟେ ମେଡିଟେସନ ହବ, ବସିଯିବେ ଯଦି ଆପଣଙ୍କୁ ଚ୍ୟାଲେଞ୍ଜେସ୍ କିଛି ନାହିଁ। सर ଇୟର ओके ଫୋନ सर फाइन ଲଗେଇଛନ୍ତି, ଅସୁବିଧା फाइन କିଛି ନାହିଁ। ଓକେ। राइट सर राइट थैंक यू। ଚାଲନ୍ତୁ। ଓକେ ଓକେ, ତ ମୋଟାମୋଟି ତିନି ଜଣଙ୍କର ମୁଁ ଭୁଲ ଦେଖି ପାରିଲି, ମୁଁ ଆପଣଙ୍କୁ ଗାଇଡ କରୁଛି ସେ ଅନୁସାରେ ଟିକେ ଫଲୋ କରନ୍ତୁ। ଏବେ ଜାଣିବା, ଏବେ ଟିକେ ଆପଣ ମାନଙ୍କର ଫିଡବ୍ୟାକ ନେବା ଏଇ ପ୍ରକ୍ରିୟାରେ। ନିଜ ସୋଲଙ୍କ ସହିତ ଯେତେବେଳେ ମିଶିଲେ କଣ ଏକ୍ସପିରିଏନ୍ସ ହେଲା, ଟିକେ ଜଣ ଜଣ ସହିତ ଟିକେ କଥା ହେଇଯିବା। ପବିତ୍ର ସାର୍ ଅନମ୍ୟୁଟ କରନ୍ତୁ। କୁହନ୍ତୁ ଆପଣଙ୍କର ଏକ୍ସପିରିଏନ୍ସ କୁହନ୍ତୁ। ବହୁତ ଭଲ ଲାଗିଲା, ଟିକେ ଇମୋସନ ହେଇ ପଡିଲି। ନିଜର ଦୁଃଖ ପ୍ରକାଶ କରିବା ପାଇଁ ବି ଚେଷ୍ଟା ଟିକେ କରୁଥିଲି। ଆଉ ଟିକେ ରେଞ୍ଜ କରି କୁହନ୍ତୁ, ଭଏସ ଆସୁନି। କେବେ ସୋଲ ସହିତ ମିଶିଥିଲେ, ନିଜ ଆତ୍ମା ସହିତ ମିଶିଥିଲେ? ଇମୋସନ, ହଁ ହଁ ଟିକେ ଇମୋସନ ହେଇ ପଡିଲି ତାଙ୍କ ସହିତ ମିଶିଲା ବେଳେ। ଆଉ କିନ୍ତୁ ଯେହେତୁ ଆମର ମେଡିଟେସନ କରିବାର ଯେହେତୁ ପ୍ରାକ୍ଟିସ ନାହିଁ, ମଝିରେ ମଝିରେ ମାଇଣ୍ଡ ଟିକେ ଡାଇଭର୍ଟ ହେଇଯାଉଥିଲା, ତ ଗୋଟେ କନସେନଟ୍ରେଟେଡଲି ମାନେ ବସି ହଉନଥିଲା। ତା ଭିତରେ ବହୁତ ବି ଚେଷ୍ଟା କଲେ ଏବଂ ବହୁତ ଇମୋସନ ବି ହେଇପଡି ଯେତେବେଳେ ତାଙ୍କ ସହିତ ମାନେ ଇଣ୍ଟରାକ୍ସନ ହେଲା,
ସେତେବେଳେ ଇମୋସନ ହେଇ ପଡିଲି, ବହୁତ ଭଲ ଲାଗିଲା। ଚାଲନ୍ତୁ ଦେଖନ୍ତୁ, ମନକୁ ଆମେ ଆଜି ପର୍ଯ୍ୟନ୍ତ କଣ୍ଟ୍ରୋଲ କରିନେ। ଆମ ନିଜର ରିମୋଟ କୁ ଆମେ ମନକୁ ଦେଇ ଦେଇଛେ। ମନ ଆମକୁ ଯେମିତି ରିମୋଟ ଚଲାଉଛି ଆମେ ସେମିତି ଚାଲୁଛେ। କିନ୍ତୁ ଯଦି ଆମେ ଆମ ଜୀବନରେ ସଫଳତା ହେବା ପାଇଁ ଚାହୁଁଛେ, ତାହେଲେ ମନର ରିମୋଟ ଆପଣଙ୍କ ହାତରେ ରହିବା ଦରକାର। ତାହେଲେ ଆପଣ ରିମୋଟ ଚଲେଇବେ, ମନ କାମ କରିବ। ଓକେ। ଆଉ ଯୋଉମାନେ ଆଜିକା ଡେଟରେ ଟପ୍ ଲେଭେଲରେ ଅଛନ୍ତି, ନିଜ ଜୀବନକୁ ସଫଳତା କରିପାରିଛନ୍ତି, କେବଳ ଗୋଟିଏ ଚାବିକାଠି ଅଛି, ନିଜ ମନକୁ, ମନର ରିମୋଟକୁ ନିଜ ହାତରେ ରଖିଛନ୍ତି, ନିଜ ରିମୋଟକୁ ମନକୁ ଦେଇନାହାନ୍ତି। ଆଉ ସେ ପ୍ରକ୍ରିୟା ଯଦି ଆପଣ ଶିଖିଦେଲେ, ଆପଣଙ୍କୁ ବେଶୀ ସମୟ ଲାଗିବନି ନିଜ ପରିବର୍ତ୍ତନ କରିବା ପାଇଁ ଜୀବନ। ମୁଁ ଚେଷ୍ଟା କରିବି ୟା ମାଧ୍ୟମରେ କିଛି ପରିମାଣରେ କଣ୍ଡିସନ କରିକି ଆପଣଙ୍କୁ ମନକୁ ସ୍ଥିର କରିବା ପାଇଁ। ଦେଖନ୍ତୁ, ଆପଣଙ୍କୁ 40 ବର୍ଷ, 50 ବର୍ଷ, 20 ବର୍ଷ ଏମିତି ବୟସ ହେଇକି ଆପଣଙ୍କର ଜୀବନରେ ଯାହା ସବୁ ଆପଣ ଦେଖିଛନ୍ତି, ଚାଲିଛନ୍ତି, ମନକୁ କେବେ କଣ୍ଟ୍ରୋଲ କରିନାହାନ୍ତି। ସଡନ ଯେତେବେଳେ ବସୁଛନ୍ତି ଆପଣ ମେଡିଟେସନ ରେ, ଆପଣଙ୍କୁ ବହୁତ ସାରା ଚ୍ୟାଲେଞ୍ଜେସ ଆସିବ। ମୁଁ ଜାଣିଛି, ନୋ ଡାଉଟ, ମାନେ ଏଥିରେ କିଛି ଡାଉଟ ନାହିଁ ମୋର। ଆଉ ମନକୁ କେହି ବି ରୋକି ପାରିବେ ନାହିଁ। ମନ ଗୋଟେ ହେଲା ଚଳନ୍ତ, ମାନେ ଯୋଉଟା ଆପଣ ନଦୀର ପାଣି ଯେମିତି ବହିକି ଯାଏ ନା, ମନ ସେମିତି ସବୁବେଳେ ବହିକି ଯାଏ। ତାକୁ ପ୍ରାକ୍ଟିସ ଦ୍ଵାରା ଆମେ କଣ୍ଟ୍ରୋଲ କରିପାରିବା। ପ୍ରାକ୍ଟିସ ଦ୍ଵାରା ହିଁ କଣ୍ଟ୍ରୋଲ କରିପାରିବା। ଆଜି ଯେ ମେଡିଟେସନ ପ୍ରକ୍ରିୟା ଆମେ ଜାଣିନଥିଲେ, ଆଜି କରୁଛେ, ସଡନ ଆମେ ତାକୁ ସେ ପ୍ରକ୍ରିୟାକୁ ଆଣିପାରିବନି। ତା ପାଇଁ ଟିକେ ସମୟ ଦରକାର ପଡିବ। ତେଣୁ ଯଦି ମନ ଯାଉଛି, ଅଧୀର ହେବା କିଛି ଦରକାର ନାହିଁ, ଷ୍ଟ୍ରେସ ନେବା କିଛି ନାହିଁ, ତାକୁ ନେଇକି ଆସନ୍ତୁ। ପୁଣି ମନ ଯିବ, ତାକୁ ନେଇକି ଆସନ୍ତୁ। ପୁଣି ମନ ଯାଉଥିବ, ପୁଣି ନେଇକି ଆସନ୍ତୁ। ଏହି ପ୍ରକ୍ରିୟାରେ ଯଦି ଆପଣ ପ୍ରାକ୍ଟିସ କରି କରି ଯାଉଥିବେ, ଅଟୋମେଟିକାଲି କନସେନ୍ଟ୍ରେସନ ଟା ଆପଣଙ୍କର ବଢିଯିବ। କଣ ମନ ନେଇକି ଆସିବେ? ସପୋଜ ମୁଁ ଆପଣଙ୍କୁ ଗାଇଡେଡ ମେଡିଟେସନ କରଉଛି, ସଡନ ଆପଣଙ୍କର ଧ୍ୟାନ ପଳେଇଲା, କାଲି ସକାଳେ କାହାକୁ ପେମେଣ୍ଟ ଦେବାର ଅଛି। ମାନେ ଆପଣଙ୍କର କନସେଣ୍ଟ ମାଇଣ୍ଡ କୁ ଆକ୍ଟିଭ କରନ୍ତୁ, ତୁରନ୍ତ ନେଇକି ଆସନ୍ତୁ ମନକୁ। ମୋର କଥା, ମୋର ଭଏସ କୁ ଫୋକସ କରନ୍ତୁ। ପୁଣି ମନ ଚାଲିଯିବ, ପୁଣି ଆଉ ଥରେ ତାକୁ ନେଇକି ଆସନ୍ତୁ। ଏଇ ପ୍ରକ୍ରିୟା କରନ୍ତୁ, କାହିଁକିନା ଇଏ ଆପଣଙ୍କର ହାବିଟ ହେଇଯାଇଛି। ମନ ଯେମିତି ଯେମିତି ମାଙ୍କଡ ଯେମିତି ଏଠିକି ସେଠିକି ସେଠିକି ଏଠିକି ଡେଇଁବାର ଯୋଉ ତାର ପ୍ରକୃତି, ସେ ପ୍ରକୃତି ଆମ ମନର ପ୍ରକୃତି ସେୟା। ସବୁବେଳେ ସେ ଜମ୍ପ କରିବ, ରାଇଟ। 60-70 ହଜାର ଦିନକୁ ସେ ଭାବିବ। ଏଟା ହେଲା ପ୍ରକ୍ରିୟା ମନର। ତେଣୁ ତାକୁ ଆମେ ଯେତେ କଣ୍ଟ୍ରୋଲ କରିକିରି ଆଣିପାରିବା, ଆମେ ମନକୁ ସେତେ ଶୀଘ୍ର କଣ୍ଟ୍ରୋଲ କରିପାରିବା, ରାଇଟ। ତ ଚାଲନ୍ତୁ, ହରପ୍ରିୟା ମ୍ୟାଡାମ କୁହନ୍ତୁ ଆପଣଙ୍କର ଏକ୍ସପିରିଏନ୍ସ। ଏକ୍ସପିରିଏନ୍ସ ତ ମୁଁ, ଆପଣ ଯେତେବେଳେ ପ୍ରଥମେ କହିଲେ ଆଖି ବୁଝିବା ପାଇଁ, ଏଇଟା ମୋର ସାଇକୋଲୋଜି କଣ କହିପାରିବିନି, ହଠାତ୍ ମତେ ଗୋଟେ ବ୍ଲାକ୍ ଭିତରେ ମାନେ ମୁଁ କଳା ଚଷମା ପିନ୍ଧିଛି ଏବଂ ଯୋଉ କୋଟ ପିନ୍ଧିକି ଗୋଟେ ୟଙ୍ଗ ସମୟର ଫଟୋଟା ଫାଷ୍ଟ ଦେଖାହେଲା। ତ ତାପରେ ମୋ ବାବା ମାଙ୍କୁ ଯେତେବେଳେ ଡାକିଲି, ମୁଁ ତ ସେମାନଙ୍କୁ ବହୁତ ଭଲ ପାଏ, ଆଉ ସେମାନେ ବହୁତ ଭଲ ପାଆନ୍ତି, ବଟ ତାଙ୍କର ଖୁସି ଦେଖିଲିନି। ଦୁଇ ଜଣ ଯାକ ଆଶୀର୍ବାଦ ମୋଡରେ ଦେଖିଲି। ବହୁତ ମାନେ କପଡାରେ ବୋଉ ପୋଛି ଦଉଛି ମୁହଁ ଟା ବୋଲି ମତେ ଲାଗିଲା, ମରିବା ପୂର୍ବରୁ ସେ ଯୋଉ ଟାଇପ ର। ଆଫ୍ଟର ଦ୍ୟାଟ ଗୋଟେ ବଲ୍ ଲାଇଟ୍ ଦେଖିଲି, ଏବଂ ଅପ୍ ଟୁ ଆପଣ କହିବା ପର୍ଯ୍ୟନ୍ତ ସେଟା ଫାଷ୍ଟରେ ଟିକେ ଲାଇଟ୍ କମ କମ ଆସିଥିଲା, ଏବଂ ଲାଷ୍ଟକୁ ମୁଁ ଅନୁଭବ କଲି ଯେ ଗୋଟେ ଲାଇଟ୍ ଟେ, ଆଉ କିଛି ଦେଖିନି। ବଟ୍ ତାପରେ ଆସ୍ତେ ଆସ୍ତେ ଆସ୍ତେ, ଆଉ ହଜବାଣ୍ଡ ଆଉ ମା ବାପା ତିନି ଜଣ ଯାକ କାହାକୁ ଖୁସି ଦେଖିଲିନି, ବଟ୍ ଦେ ହାଭ୍ ଗିଭିଂ ସମ୍ ବ୍ଲେସିଂ। ମାନେ ବହୁତ ଦୁଃଖରେ ଅଛନ୍ତି ସତେବା, ମୋର କୌଣସି ଗୋଟେ ପ୍ରୋବ୍ଲେମ ରେ ଯେମିତି ନନା ବୋଉ ଥାଆନ୍ତି, ମତେ ସେଇ ଟାଇପ ର ଲାଗିଲା ଯେ କେମିତି ସଲ୍ଭ କରିବ, କେମିତି କଣ ହବ। ତ ସେଇଟା ହିଁ ମୁଁ ଦେଖିଲି। ଆଉ ଚାଲ ସେଇଟା ମୋ ବହୁତ କହିପାରିବିନି, ବଟ୍ ଆଇ ଫିଲ୍। ଦେଖନ୍ତୁ, ଇମେଜ ଆମ ପାଖରେ ଯାହା ବ୍ରେନ ଭିତରେ ପଡିଛି, ଆମେ ଯେତେବେଳେ ମେଡିଟେସନ କରିବା ନା, ସେ ଇମେଜ ଯାକ ବାହାରିବ। ତେଣୁ ଆମର ମନ ଭିତରେ ଯୋଉ କିଛି ନକାରାତ୍ମକ ଇମେଜ ଅଛି ନା, ତାକୁ ହଟେଇବାର ଅଛି। ମୁଁ ହଟେଇବି ଆପଣଙ୍କର এই ଆଜ୍ଞା ପ୍ରକ୍ରିୟାରେ, ଆପଣଙ୍କର ସବୁ ଇମେଜ ହଟେଇବି। ଆପଣଙ୍କର ପିକ୍ଚର ଦେଖିବେ, ଆପଣ ଏକ୍ସପେକ୍ଟେସନ କରିନଥିବେ ଯେ ମୋର ପିକ୍ଚର ଏଇଆ ଅଛି ବୋଲି, ଆପଣ କେବେ ଅନୁଭବ କରିନଥିବେ। ଆଜି ମୁଁ କରେଇବି, ଏଇଟା ଲମ୍ବା ସମୟ ରହିବ, ରାଇଟ। ନା ମୋ
ଏଟା ମୁଁ ଦେଖିଲି ବଟ୍ ହ୍ୱାଇଟ୍ ଚଷମା ବ୍ଲାକ୍ ଚଷମା ପିନ୍ଧି ମତେ ସବୁବେଳେ ମୋ ହଜବେଣ୍ଡ କୁହନ୍ତି ଡନ୍ ତ ଜଷ୍ଟ ଲାଇକ୍ ଦ୍ୟାଟ୍। चलो बहुत सुंदर, बहुत सुंदर। थैंक यू, थैंक यू। ओके, चिन्मय साहू अनम्यूट करंतु। चिन्मय साहू ଆଜ୍ଞା ସାର୍ କୁହନ୍ତୁ। କୁହନ୍ତୁ ମେଡିଟେସନ ର ଏକ୍ସପିରିଏନ୍ସ। ଆପଣ ନିଜ ଆତ୍ମା ସହିତ ମିଶିଲେ, ମାଙ୍କ ସହିତ ମିଶିଲେ, ସମସ୍ତଙ୍କ ସହିତ ମିଶିଲେ, କଣ ଆଜ୍ଞା ଫିଲିଙ୍ଗସ ରହିଲା? ଫିଲିଙ୍ଗସ୍ ରହିଲା କି ମାନେ ଗୋଟେ ସୁଯୋଗ ମିଳିଛି ସମସ୍ତଙ୍କ ସହିତ କିଛି 5 ମିନିଟ ହଉ କି 10 ମିନିଟ ହଉ ଟିକେ ଟାଇମ ସ୍ପେଣ୍ଡ କରିବାକୁ। ଏମିତି ନିଜ ଆତ୍ମା ସହିତ ତ ବହୁତ କମ ଟାଇମ ମିଳେ। ମାନେ ଯେବେ ବହୁତ ମାନେ ଦୁଃଖରେ ମଣିଷ ରୁହେ ସେ ସେବେ ନିଜ ବିଷୟରେ ହିଁ ଭାବେ। ସେମିତି ନାଇଁ, ମୁଁ କହିବା କଥା ମତେ ଏବେ ଯେତେବେଳେ ଆତ୍ମା ସହିତ ମିଶିଲେ ଆପଣଙ୍କୁ ଅନୁଭବ ହେଲା ଯେ ମୁଁ ସମସ୍ତଙ୍କ ଆତ୍ମା ସହିତ ମିଶିଲି ଆଉ ସେମାନଙ୍କୁ କ୍ଷମା ପ୍ରାର୍ଥନା କଲି, ସେମାନଙ୍କୁ ଭଲ ପାଇଲି। ଆଜ୍ଞା ସାର୍ ଅନୁଭବ ହେଲା। ନିଜ ଆତ୍ମା ସହିତ ନିଜ ଆତ୍ମାକୁ ଯେତେବେଳେ ସରି କହିଲ, ମନ ଭିତରେ କଣ ଫିଲିଙ୍ଗସ ରହିଲା? ମନ ଭିତରେ ଫିଲିଙ୍ଗସ୍ ରହିଲା କି ସିଏ ମୋ ପାଇଁ ବହୁତ କିଛି କରୁଛନ୍ତି। ମୁଁ ତାଙ୍କ ପାଇଁ କିଛି ବି ମୁଁ ବି ତାଙ୍କ ପାଇଁ କିଛି କରିବା ଆବଶ୍ୟକ। ସେ ମୋ ପାଇଁ ବହୁତ କିଛି କରୁଛନ୍ତି। ମତେ ଖୁସି ଦଉଛନ୍ତି, ସିଏ ବି କଷ୍ଟ ସହୁଛନ୍ତି। ଏମିତି ଆଉ। ମତେ କହିପାରିବେ ଆତ୍ମାକୁ ଖୁସି ଦେବା ପାଇଁ କଣ କଲେ ଆତ୍ମା ଖୁସି ହବ? ଆତ୍ମାକୁ ଖୁସି ଦେବା ପାଇଁ ସେଇଟା ତ ମୁଁ କହିପାରିବିନି। କିନ୍ତୁ ଓକେ, ଶରୀରକୁ ଖୁସି କରିବା ପାଇଁ ଆମେ ଖାଉଛେ, ଆଜ୍ଞା ରାଇଟ? ଶରୀରକୁ ଆଜ୍ଞା ବଞ୍ଚେଇବା ପାଇଁ ଆମେ ଖାଉଛେ, ହଁ କିନ୍ତୁ ଆତ୍ମାକୁ ଖୁସି ଦେବା ପାଇଁ, ବଞ୍ଚେଇବା ପାଇଁ ହେଲେ ଆମକୁ ସ୍ପିରିଚୁଆଲ ଜର୍ଣ୍ଣି, ଏ ମେଡିଟେସନ, ଏସବୁ ଜିନିଷ ଦରକାର। ଆତ୍ମା ଯେତେବେଳେ ସେଇଥିରେ ଯାଇ ଖୁସି ହବ। ଆଜ୍ଞା ହଁ। ତେଣୁକରି ଆମେ ଜାଣିପାରୁନେ ଆମେ ଆତ୍ମା ସହିତ ବହୁତ କିଛି ଖରାପ କରୁଛେ, ବହୁତ କିଛି। ଆଜ୍ଞା ଆତ୍ମା ସହିତ ଯୋଡିବା ପାଇଁ ହେଲେ, ଆତ୍ମାକୁ ଶାନ୍ତି କରିବା ପାଇଁ ହେଲେ, ଆତ୍ମା ସହିତ ଯୋଗାଯୋଗରେ ରହିବା ପାଇଁ ହେଲେ, ପ୍ରଥମ ପ୍ରକ୍ରିୟା ହେଲା ମେଡିଟେସନ। ଯେତେ ମେଡିଟେସନ କରିବେ ଆପଣଙ୍କର ସୋଲ ସେତେ ପାୱାରଫୁଲ ହବ। ଆଜ୍ଞା ଆଉ ମେଡିଟେସନ ଏକାଗ୍ରତା। ମେଡିଟେସନ ଗୋଟେ ଏମିତିକା ପ୍ରକ୍ରିୟା, ଆପଣ ସବୁ କିଛି ଜିତି ପାରିବେ ମେଡିଟେସନ ପ୍ରକ୍ରିୟାରେ, ସବୁ କିଛି। ଆଉ କିଛି ଅସମ୍ଭବ ନାହିଁ। ଆଜ୍ଞା ସାର୍। ରାଇଟ, ମୁଁ ସେଥିପାଇଁ ପ୍ରକ୍ରିୟାରେ ମେଡିଟେସନ କୁ ରଖିଛି। ଦେଖନ୍ତୁ ମୋ ଜୀବନରେ ମୁଁ ବହୁତ ମେଡିଟେସନ କରିଛି। ମୁଁ ଏମିତି କି 15-15 ଦିନ ଘର ଛାଡିକି ବି ଜଙ୍ଗଲରେ ଯାଇ ବସିଛି, ମେଡିଟେସନ କରିଛି, ମୌନ ବ୍ରତ କରିକି। ସକାଳୁ 4ରୁ ରାତି 10 ଯାଏ ମେଡିଟେସନ କରୁଛି। ଆଜ୍ଞା ଓକେ, ତେଣୁକରି ମେଡିଟେସନ ମାଧ୍ୟମରେ ମୋ ଜୀବନ ପରିବର୍ତ୍ତନ ହେଇଛି। ତେଣୁ ମୁଁ ଯାହା ଶିଖିଛି, ମୁଁ ଯାହା ମୁଁ ଅନୁଭବ କରୁଛି, ଯାହା ମୁଁ ଅଙ୍ଗେ ନିଗେଇଛି, ତାକୁ ହିଁ ମୁଁ ଆପଣଙ୍କ ପାଖରେ ଉପସ୍ଥାପନା କରୁଛି। ରାଇଟ, ତ ଆଜ୍ଞା ଚେଷ୍ଟା କରନ୍ତୁ ତା ମାଧ୍ୟମରେ ଆପଣ ନିଜକୁ ପରିବର୍ତ୍ତନ କରିବା ପାଇଁ। ରାଇଟ, ମୁଁ ତ କହୁନି ଆପଣଙ୍କୁ ଲମ୍ବା ସମୟ ନେଇକି ଯାଆନ୍ତୁ, ମେଡିଟେସନ କରନ୍ତୁ, ବଟ୍ ଲାଇଫରେ ଗୋଟେ ପାର୍ଟ କରନ୍ତୁ ମେଡିଟେସନ କରିବା ପାଇଁ। ମେଡିଟେସନ ହେଲା ସୋଲକୁ ବଞ୍ଚେଇବା ପାଇଁ ହେଲେ ପ୍ରଥମେ ମେଡିଟେସନ ଦରକାର। ଓକେ, ସ୍ୱାଗତିକା କର, ଅନମ୍ୟୁଟ କରନ୍ତୁ। କୁହନ୍ତୁ ଆପଣଙ୍କର ଅନୁଭୂତି କୁହନ୍ତୁ। ଅନୁଭୂତି ଆପଣ ଯେମିତି କହିଲେ ମୁଁ ତ ସେମିତି ଫିଲ୍ କଲି। ମତେ ପୁରା କାନ୍ଦ ଲାଗିଗଲା। କାନ୍ଦ ଲାଗିଲା, ଭଲ ଲାଗିଲା? କୋଉଠି କୋଉଠି କାନ୍ଦିଲେ ଟିକେ କୁହନ୍ତୁ? ମାଙ୍କ ପାଖରେ, ବାପାଙ୍କ ପାଖରେ, ନା ନିଜ ପାଖରେ? ସମସ୍ତଙ୍କ ପାଖରେ। ସମସ୍ତଙ୍କ ପାଖରେ କାନ୍ଦିଲେ। ଓକେ ଓକେ, ଏମିତିକା ଏକ୍ସପିରିଏନ୍ସ କେବେ ନେଇଥିଲେ? ଓକେ, ଆଜି ଗୋଟେ ପାଦ ଆଗକୁ ଆସିଲେ, ଆଜି ବହୁତ ଜିନିଷ ଆପଣ ଆହୁରି ତ ଶିଖିବେ, କିନ୍ତୁ ଏବେ ପ୍ରଥମ ଦିନରେ ଯୋଉ ଟେଷ୍ଟ ପାଇଲେ, ଖୁସି ଅଛନ୍ତି ଆପଣ? ଆଜ୍ଞା ଆଜ୍ଞା, ଖୁସି ଅଛି। ଯାହା ହଉ ମୁଁ ସମସ୍ତଙ୍କୁ ଦେଖିକି ନିଜ ମନ କଥାଟା ଯୋଉଟା କହି ହୁଏନି, ସେଇଟା ମୁଁ କହିଲି ଏଇ ମେଡିଟେସନ ମାଧ୍ୟମରେ। ରାଇଟ ରାଇଟ, ମା କୁ କେବେ ଆଇ ଲଭ୍ ୟୁ କହିଥିଲେ? ମୁଁ କହିଛି, ବାକି ଏଇ ଫିଲ୍ଡରେ ନେଇକି କହିନି। ଯୋଉଟା କରିନାହାନ୍ତି, ମୁଁ ଆପଣଙ୍କୁ କରଉଛି ଏବେ। ବୁଝିଲେ ନା? ଦେଖନ୍ତୁ, ବହୁତ ଲୋକ ଅଛନ୍ତି ନିଜ ମା କୁ, ନିଜ ବାପାକୁ ହକ୍ କରିପାରୁନାହାନ୍ତି, କରିପାରୁନାହାନ୍ତି।
ମୁଁ କହିବି ସମସ୍ତଙ୍କୁ କହିବି ଥରେ ଟିକେ ଯାଇକି ମାକୁ କିମ୍ବା ବାପାକୁ ଯାଇକି ହକ୍ କରିଦିଅନ୍ତୁ। ଦେଖିବେ ଆଶ୍ଚର୍ଯ୍ୟ ହେଇଯିବେ, ସେ ବାପା ହଉ କି ମା ହଉ। କେବେ ମୋ ସହିତ ଏମିତି ହେଇନି, ଆଜି କାହିଁ ହେଲା। ଆଉ ଦେଖିବେ ସେତେବେଳେ ସେଇ ସମୟର ଫିଲିଙ୍ଗ, ସେଇ ସମୟର ଚିନ୍ତାଧାରା ପୁରା ଚେଞ୍ଜ ହେଇଯିବ ଆପଣଙ୍କର। କିନ୍ତୁ ଏଟା କରିବାଟା ବହୁତ ଚ୍ୟାଲେଞ୍ଜେସ୍। କେବେ କରିନାହାନ୍ତି ଆପଣ। ଆଉ ମୁଁ କହିବି ଥରେ ଟିକେ କରିକି ଦେଖନ୍ତୁ କଣ ଫିଲିଙ୍ଗସ୍ ଆସିବ ମନ ଭିତରେ। ଯୋଉ ଫିଲିଙ୍ଗସ୍ ଆସିବ ଆପଣ କେବେ ଅନୁଭବ କରିନଥିବେ ସେ ଫିଲିଙ୍ଗ ଆପଣଙ୍କର ବାପାଙ୍କ ସହିତ କିମ୍ବା ମା ସହିତ। କରିକି ଦେଖନ୍ତୁ। ଓକେ, ଓକେ। ଚାଲନ୍ତୁ। ଯାହା ଟିକେ ଟିକେ ଏକ୍ସପିରିଏନ୍ସ ଅଛି ଆପଣଙ୍କ ସହିତ ମୁଁ ସେୟାର କରୁଛି, ରାଇଟ୍। ଚେଷ୍ଟା କରୁଛି କିଛି ଆପଣଙ୍କ ଜୀବନରେ ଭ୍ୟାଲ୍ୟୁ ଆଡ୍ କରିବା ପାଇଁ। ସନ୍ତୋଷ ଦାସ ଅନମ୍ୟୁଟ କରନ୍ତୁ। ସାର୍ କୁହନ୍ତୁ ଆପଣଙ୍କର ଏକ୍ସପିରିଏନ୍ସ। ଭଲ ଲାଗିଲା ସାର୍। କରୁଥିଲେ, ପ୍ରପରଲି କରୁଥିଲେ, ଆଜ୍ଞା ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କଲେ, ହଁ ସାର୍। ଭଲ ଲାଗିଲା, ଆତ୍ମ ଆଜ୍ଞା ଶାନ୍ତି ମିଳିଲା। ହଁ ଚାଲନ୍ତୁ, ବହୁତ ବହୁତ ଠିକ ଅଛି। ପ୍ରଦୀପ କୁମାର ସିଂ ଅନମ୍ୟୁଟ କରନ୍ତୁ ସାର୍। ଆଜ୍ଞା ସାର୍। କୁହନ୍ତୁ ବହୁତ ଆପଣଙ୍କର ଅନୁଭୂତି କୁହନ୍ତୁ। ଆଜ୍ଞା, ମୁଁ ବାପାଙ୍କ ଆତ୍ମା ସହିତ ଦେଖିଲି ଏବଂ ବହୁତ ଶାନ୍ତ ସ୍ୱଭାବରେ ଥିଲେ ଏବଂ ବହୁତ ଖୁସି ଲାଗିଲା, ବହୁତ ଆନନ୍ଦ ଲାଗିଲା। ଆଉ ନିଜ ଆତ୍ମା ସହିତ ବି ଇଏ ହେଲୁ, ବହୁତ ଭଲ ଲାଗିଲା, ବହୁତ ଖୁସି ଲାଗିଲା। ଏଇଆ ମିଶିଥିଲେ କେବେ ଅନୁଭୂତି। ଆଗରୁ? ନା, ଆଗରୁ ଆତ୍ମା, ନିଜ ଆତ୍ମା ସହିତ ତ ମିଶୁଥିଲି, କାରଣ ପ୍ରତିଦିନ ମେଡିଟେସନ କରେ। କଣ ଆଉ ମେଡିଟେସନ କରନ୍ତି? ମେଡିଟେସନ ମୁଁ ଯୋଉ ଗୁରୁଦେବଙ୍କର ଆଶ୍ରିତ, ସିଏ ଯୋଉ ଭଳିଆ କହିଛନ୍ତି ସେଇଭଳିଆ ମୁଁ ନିଜକୁ ଯେ ଆତ୍ମାକୁ, ଜୀବାତ୍ମାକୁ ଛାଡିକି ଆତ୍ମା ସହିତ ଦେଖେ, ତାପରେ ପରମାତ୍ମା ସହିତ ସଂଯୋଗ ହେବା ପାଇଁ ଚେଷ୍ଟା କରେ। ଓକେ ଏଇଟା ହିଁ ଆଗରୁ ଟିକେ ଟିକେ ଚାଲିଥିଲା। ଓକେ, ବହୁତ। ଚାଲନ୍ତୁ, ବହୁତ ସୁନ୍ଦର। ମେଡିଟେସନ ରଖନ୍ତୁ, ସେଟା ଗୋଟେ ପ୍ରକ୍ରିୟା। ମେଡିଟେସନ ଆଜ୍ଞା ମେଡିଟେସନ କୁ ସାର୍। ସବୁବେଳେ ଗୋଟେ ଜୀବନର ପାର୍ଟ, ଯେମିତି ଆପଣ ଖାଉଛନ୍ତି ଆଜ୍ଞା ସାର୍। ଶରୀର ପାଇଁ, ଆତ୍ମା ସହିତ ମେଡିଟେସନ ନିହାତି ଜରୁରୀ। ଆଜ୍ଞା ରାଇଟ୍, ରଖନ୍ତୁ ଆଜ୍ଞା ସାର୍। ମେଡିଟେସନ ବହୁତ ସୁନ୍ଦର ଭାବରେ। ଓକେ, ଥ୍ୟାଙ୍କ ୟୁ। ଯିବା ମୁରଲୀଧର ସାର୍, ଆପଣ ଟିକେ କୁହନ୍ତୁ ଆପଣଙ୍କର ଓପିନିଅନ ଦିଅନ୍ତୁ। ଅନମ୍ୟୁଟ କରନ୍ତୁ ସାର୍। ସାର୍ ନମସ୍କାର। ନମସ୍କାର ସାର୍, କୁହନ୍ତୁ ସାର୍ ଆପଣଙ୍କର ଏକ୍ସପିରିଏନ୍ସ ଟିକେ ସେୟାର କରନ୍ତୁ। ସାର୍ ଏକ୍ସପିରିଏନ୍ସ ମାନେ ମୁଁ ତ ଆଗରୁ ଯେତେବେଳେ ଆପଣ କ୍ଲାସରେ ବି କହିଥିଲି, ମୁଁ ଯେତେବେଳେ ମେଡିଟେସନ କରେ ମୋର ପୁରା ମାଇଣ୍ଡ ପୁରା ମାନେ ବାହାରକୁ ହିଁ ବ୍ଲାଙ୍କ। ଚାଲିଯାଏ, ଏଠି ବ୍ଲାଙ୍କ ହେଇଯାଏ, ଲାଗେନି ମାନେ। କିନ୍ତୁ ଏଥରର ମେଡିଟେସନ ଟା ମୁଁ ଚେଷ୍ଟା କଲି, ହେଲେ ବି କେତେଥର ମାଇଣ୍ଡ ମ୍ୟୁଟ ହେଇଗଲା, ମ୍ୟୁଟ ହେଇଗଲା, ଅନମ୍ୟୁଟ କରନ୍ତୁ। ହ୍ୟାଲୋ। ହଁ। ପରଫେକ୍ଟ କରିବା ପାଇଁ ଚେଷ୍ଟା କଲି, ପ୍ରାୟ 78% କଲି, କିନ୍ତୁ ଫିଲିଙ୍ଗସ ଟା ମାନେ ମୁଁ ଆତ୍ମା ସହିତ ମିଶିଲା ବେଳେ ଏମିତି କିଛି ମତେ ଫିଲିଙ୍ଗ ହେଲାନି। କିନ୍ତୁ ମୋର ଗୋଟେ ହେଲା, ମୁଁ ଯେତିକି ଟାଇମ ମେଡିଟେସନ କଲି, ମୋର ଏଇ ଯୋଉ ଜାଗା ଟା ପୁରା ଟାଣୁଥିଲା, ଏଇ ଜାଗାଟା। ହାଡାଇ, ହାଡାଇ ଜାଗାଟା। ଏ ଜାଗାଟା ପୁରା ଟାଣୁଥିଲା, ମାନେ ଭିତରୁ ଝିକିଲେ ଯେମିତି ଲାଗିବ ସେଇଟା ଫିଲିଙ୍ଗଟା ଆସୁଥିଲା। ହୁଁ ହୁଁ ସେଇଟା ହୁଁ। ଆଉ କିନ୍ତୁ ମାନେ ବାବାଙ୍କ ତ ଡେଥ କରିଦେଇଛନ୍ତି, ଆଉ ବାବାଙ୍କ ଫେସ୍ ଦେଖିଲି, କିନ୍ତୁ ମତେ ମିଶିକି କିଛି ପୁଣି ମ୍ୟୁଟ ହେଇଗଲା। ହଁ, ମିଶିକି ମାନେ ମିଶିଲା ଭଳିଆ ବାବାଙ୍କ ମୁଁ ସହିତ। କିଛି ଫିଲ୍ କରିପାରିଲିନି। ହଁ, ମିଶିଲା ଭଳିଆ କିଛି କିଛି ଅସୁବିଧା ଫିଲ୍ ନାହିଁ, କିଛି କରିପାରିଲିନି। ଅସୁବିଧା ନାହିଁ। ଦେଖନ୍ତୁ, ଇଏ ଆପଣ ଆଗରୁ କଣ ଏକ୍ସପିରିଏନ୍ସ ଅଛି କି ମେଡିଟେସନ ର? ନାଇଁ ନା। ନା ନା ସାର୍, କିଛି ନାହିଁ, କିଛି ନାହିଁ। ତେଣୁକରି ମୁଁ ଯେତିକି ଗାଇଡେନ୍ସ କରିକି କଲି, ବାସ୍ ସେତିକି ଯଦି ଆପଣ ଚେଷ୍ଟା କରନ୍ତୁ ସେଇ ପ୍ରକ୍ରିୟାରେ ଯିବା ପାଇଁ, ଯେତିକି ହେଲା ଠିକ ଅଛି, କିଛି ଅସୁବିଧା ନାହିଁ। ଆଜ୍ଞା, ନାଇଁ ଚେଷ୍ଟା ତ କରିଛି ସାର୍, ଆଗରୁ ଟିକେ ହଁ। ଭଲ ହେଇଛି, ନହେଲେ ମୁଁ ମେଡିଟେସନ କଲା ବେଳକୁ ପ୍ରାୟ 10% ହୁଏ, 90% ମୋର ମାଇଣ୍ଡ ଏପାଖ ସେପାଖ ଚାଲିଯାଏ। ମୁଁ ଆପଣଙ୍କ ଗତରେ ବି କହିଦେଉଛି, ଚାହିଁବେ ମତେ ଟିକେ କଣ କରନ୍ତୁ ସାର୍, ଟିକେ ମୁଁ କେମିତି ରହିପାରିବି, ମାନେ କିଛି ନାହିଁ। ମନକୁ ସ୍ଥିର କରିପାରିବି। ନାଇଁ, ଆପଣଙ୍କୁ ମୁଁ ଏଇ ଯୋଉ ପ୍ରକ୍ରିୟାରେ ନେଉଛି, ବାସ୍ ଆପଣଙ୍କୁ ମନ ଗଲେ ବି ଟାଣିକି ଆଣିବାର ଅଛି, ଗଲେ ବି ଟାଣିକି ଆଣିବାକୁ ପଡିବ। ଆପଣ ପ୍ରେଜେଣ୍ଟ ଅଫ ଆଚ୍ଛା। ମାଇଣ୍ଡ ଟାକୁ ଆକ୍ଟିଭ ଟିକେ ରଖିବେ। ମନ ଯଦି କୁଆଡେ ଯାଉଛି, ତୁରନ୍ତ ନେଇକି ଆସନ୍ତୁ। ଆଜ୍ଞା। କାହିଁକି ନା ଆପଣଙ୍କୁ ମନକୁ କଣ୍ଟ୍ରୋଲ କରିବା ପାଇଁ, ଆପଣ 40 ବର୍ଷ, ଆପଣଙ୍କ ଯେତିକି ବି ବୟସ ହେଲାଣି, ଆପଣ
କେବେ ଚାହିଁ ନଥିଲେ, କେବେ କେବେ ହଁ କରିନାହାନ୍ତି। କଣ ଅଧଘଣ୍ଟା ଭିତରେ ହେଇପାରିବ କି ସାର୍ ସମ୍ଭବ? ଆକ୍ଚୁଆଲି ସାର୍ ମୁଁ ଟିକେ ନାସ୍ତିକଟା ଆକ୍ଚୁଆଲି ମତେ ସାର୍ ଆପଣଙ୍କଠୁ ବଡ ନାସ୍ତିକ ମୁଁ ଥିଲି। ହଁ ମୁଁ ମୁଁ ପୂଜା ରାତି ମାନେ 2ଟାରେ ମନ୍ଦିର ଶୋଉଥିଲି, ସକାଳେ 11ଟାରେ ଉଠୁଥିଲି, ଖରାବେଳେ ଦୂରଦର୍ଶନ ମଟନ ଖାଉଥିଲି, ରାତିରେ ବିରିୟାନୀ ଖାଉଥିଲି। ବଟ୍ ଏବେ ଆଜିକା ଡେଟ ରେ ମୁଁ ବିନା ପିଆଜ ରସୁଣ ନ ମିଳିଲେ ମତେ ଭଲ ଲାଗୁନି। ମୁଁ ମାନେ ମନ୍ଦିରକୁ ବି ଯାଏନି। ମୁଁ କଣ ବୋଲି ସଦାବେଳେ କର୍ମକୁ ବିଶ୍ୱାସ କରେ। ମୁଁ କାମ କରୁଛି ତ ଠିକ ଫଳ ପାଇବି, ଏ ଗୋଟେ ମୁଁ ଚାଲିଥିଲା। କିନ୍ତୁ ଏବେ ଆପଣଙ୍କର ଆଇନ ଆସିଲା ପରେ ମୁଁ ଟିକେ ଚେଞ୍ଜ ହେବା ପାଇଁ ଚାହୁଁଛି। ସେଇଟା ବି କାହିଁକି ଏଜ ବଢିଲା ପରେ ଟିକେ ମନଟା ଯେମିତି ହେଲେ ଏପଟ ହବ, ତାକୁ ଚେଞ୍ଜ କରିବାର ଅଛି ବାଧ୍ୟ ବୋଲି। ତାପରେ ମୁଁ ଚେଞ୍ଜ କରିବା ପାଇଁ ଚାହୁଁଛି ତ ମୋ ମନ ଟିକେ କେମିତି କଣ୍ଟ୍ରୋଲ ହବ, ମୋର ସେ ଗୋଟେ ମେନ୍ କିଛି ନାହିଁ, ପ୍ରୋବ୍ଲେମ। ମନ ଆପଣଙ୍କୁ ମୁଁ ଖାଲି ଯୋଉ ପ୍ରକାର ଗାଇଡେଡ କରୁଛି ପ୍ରତ୍ୟେକ ଦିନ ଏ ପ୍ରୋସେସ ରେ ନେବି, ତାକୁ ଖାଲି ଆପଣ ତାକୁ ପାଳନ କରିକିରି ତାକୁ କରନ୍ତୁ, ଦେଖିବେ 6 ଦିନ ପରେ ଆପଣଙ୍କର ଷ୍ଟେବିଲିଟି ବହୁତ ଚେଞ୍ଜେସ୍ ଆସିବ। ଥ୍ୟାଙ୍କ ୟୁ ସାର୍। ଯଦି ଚାହୁଁଛନ୍ତି ଏଣିକି ନିଜକୁ ଯୋଉ ଯୋଉ ନାସ୍ତିକରୁ ଆସ୍ତିକ ହେବା ପାଇଁ ଚାହାନ୍ତି, ମୁଁ ମୋ ପାଖରେ ଶସ୍ତ୍ର ଅଛି, ଅସ୍ତ୍ର ଅଛି। କାହିଁକି ନା ମୁଁ ସେ ରାସ୍ତା ଦେଇକି ବାହାରିଛି, ମୋ ପାଖରେ ପୁରା ଏକ୍ସପିରିଏନ୍ସ ଅଛି। ଆଜ୍ଞା। ଆଉ ମୋର ଭଳିଆ ଲୋକ ଯଦି ଆପଣ ଯଦି କହୁଛନ୍ତି, ମୁଁ ଆପଣ ବି ଜଣେ ନାସ୍ତିକ, ମୋ ପାଖରେ କିଛି ଅସୁବିଧା ନାହିଁ। ଆପଣ ମୋ ପ୍ରକ୍ରିୟାରେ ଆସିଯାଆନ୍ତୁ, ମୋ ପ୍ରୋସେସ ରେ ପଡିଯାଆନ୍ତୁ, ମୁଁ ଆପଣଙ୍କୁ ଲାଇନ ଅପ୍ କରେଇଦେବି। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଓକେ, ଚାଲନ୍ତୁ ଆଉ ଜଣ ଦି ଜଣଙ୍କ ସହିତ କଥା ହବା, ତାପରେ ଆଗକୁ ଯିବା। ଓକେ, କିଏ ନେବା, କାହା ନେବା? କାଳୀନ୍ଦ୍ର ସେଠ ହଁ ସାର୍। କୁହନ୍ତୁ, ଆପଣଙ୍କର ଏକ୍ସପିରିଏନ୍ସ କୁହନ୍ତୁ। ହଁ, ଦେଖିଲି ମାର ଖୁସି ମତେ 2-3 ଥର ଆପଣ ଯେମିତି ଯେମିତି କହୁଥିଲେ 2-3 ଥର ଖୁସି ତାର ଦେଖି ପାରିଲି। ବାପାଙ୍କର କିନ୍ତୁ ଦାସ ଖୁସି ନାହିଁ କି ଦୁଃଖ ନାହିଁ, ସେ ଏବେ ନାହାନ୍ତି। ଆଉ ମିସେସ୍ ସହିତ ଆତ୍ମା ସହିତ ମିଶିଲି, ତାର ଠିକ ଥିଲା। ଆଉ ଯୋଉ ଯିଏ କଷ୍ଟ ଦେଇଥିଲା, ଯାହାକୁ ମୁଁ କଷ୍ଟ ଦେଇଥିଲି, ସମସ୍ତଙ୍କ ସହିତ ମିଶିଲି, ସମସ୍ତଙ୍କୁ କ୍ଷମା ମାଗିଲି। ଆଉ ଭଲ ଲାଗିଲା ଯାହା ହଉ। ଆଉ ନିଜର ଆତ୍ମା ସହିତ ମିଶିଲି। ଦେଖନ୍ତୁ, ମେଡିଟେସନ ପ୍ରକ୍ରିୟାରେ ଅଛି ଆମେ କ୍ଷମା ମାଗିବା, ବାପାଙ୍କୁ ମାଗିବା, ମାଙ୍କୁ ମାଗିବା, ସାଙ୍ଗକୁ ମାଗିବା, ୱାଇଫ କୁ ମାଗିବା। ସେମାନଙ୍କର ମନ ଦୁଃଖ ଥାଉ କି ସୁଖ ଥାଉ, ଆମେ ତା ପ୍ରକ୍ରିୟାରେ ଯିବାନି। ଆଜ୍ଞା। ମୁଁ କହୁଛି କି ମାଙ୍କର ମୁହଁକୁ ଦେଖିକିରି ମାଙ୍କର ଦୁଃଖ ଅଛନ୍ତି କି ସୁଖ ଅଛନ୍ତି, ଆମେ ମୁଁ ସେଇ ଛବି ଆପଣଙ୍କ ପାଖରେ କ୍ରିଏଟ କରୁନି, କିନ୍ତୁ ଆପଣଙ୍କର ମନ ସିଆଡେ ଯାଉଛି। ହୁଁ। କାହିଁକି ନା ସେଟା ଗୋଟେ ନେଗେଟିଭ ପ୍ରକ୍ରିୟା। ଆଉ ସେଇଟା ଆପଣଙ୍କ ନିଜର ଭୁଲ ନାହିଁ, ଆପଣଙ୍କର ବ୍ରେନ ପାଖରେ ସେ ପ୍ରକ୍ରିୟା ଅଛି। ନିଜର ନେଗଲେକ୍ଟ ଟା ମାନେ ଜଣା ପଡିଲା କି କେତେ ଆମେ ନିଜ ପ୍ରତି କେତେ ଅବହେଳା କରୁଛୁ। ନିଜ କର୍ମ ପ୍ରତି, ନିଜ ଆତ୍ମା ପ୍ରତି ବହୁତ ଜିନିଷ ଅବହେଳାଟା ସେଟା ଫିଲ୍ ହେଲା। ପ୍ରଥମ ଦିନରେ ପଇସା ଅସୁଲ ହେଇଗଲା। ଆଜ୍ଞା। ଚାଲନ୍ତୁ, ବହୁତ ସୁନ୍ଦର। ଏ ପ୍ରଥମ ଦିନ ଏତେ ମାନେ ଆହୁରି ବହୁତ ଦିନ ଅଛି, ଆହୁରି ବହୁତ ପ୍ରକ୍ରିୟା ଅଛି, ସେଥିରେ ଆପଣଙ୍କୁ ଯିବାକୁ ପଡିବ। ରାଇଟ, କଣ୍ଡିସନ କରିଦେବି, କଣ୍ଡିସନ ମାନେ ପୁରା ଆପଣଙ୍କ ବ୍ରେନ କୁ, କିନ୍ତୁ ଆପଣଙ୍କୁ ମୋ ପ୍ରକ୍ରିୟାରେ ପଡିଯିବାର ଅଛି, ସେ ଟ୍ରାକ ରେ ଆସିଯିବାର ଅଛି, ତାହେଲେ ଆଜ୍ଞା। ହେଇଯିବ, କିଛି ଅସୁବିଧା ନାହିଁ। ଓକେ, ଆଉ କାହା ସହିତ କଥା ହବା? ପ୍ରଶାନ୍ତ ପାତ୍ର, ଅନମ୍ୟୁଟ କରନ୍ତୁ। କୁହନ୍ତୁ, କଣ ଏକ୍ସପିରିଏନ୍ସ ଆପଣଙ୍କ, କଣ ଅନୁଭୂତି ରହିଲା ଆପଣଙ୍କର? କାହିଁ କିଛି ଅନୁଭବ କରିପାରିଲିନି। ଆଉ ଆପଣ ଷ୍ଟ୍ରେସ ରେ ଅଛନ୍ତି? ଓକେ, ଆପଣ କରିପାରିଲି। ଆପଣଙ୍କୁ ମୁଁ ଦେଖି ପାରିନଥିଲି, ରାଇଟ? ଆପଣ କଣ କରୁଥିଲେ ମୁଁ ଏକ ତ ଦେଖିନଥିଲି। ମୁଁ ଏଣିକି ୟା ପର ମେଡିଟେସନରେ ଦେଖିବି, ପଚାରିବି। ଓକେ, ଯିବା। ଆଉ କିଏ କହିବେ? ମଧୁସୂଦନ ତ୍ରିପାଠୀ, ଅନମ୍ୟୁଟ କର। କୁହ, ନିଜର ଏକ୍ସପିରିଏନ୍ସ କୁହ। ଭଏସ ଆସୁନି। ନ ବ୍ଲୁଟୁଥ ବାହାର କରିଦିଅ। ହଁ, ଏଥର ଆସିଲା, କୁହ। ମୁଁ ତ ମାନେ ବାବା ବୋଉଙ୍କ ସହିତ କଥା ହେଲି, ତାଙ୍କର ମୁହଁ ତ ଦେଖାଗଲାନି ମତେ, ଆଶୀର୍ବାଦ ତାଙ୍କ ପାଦ ଦିଟା ଦେଖାଗଲା, ମୁଖ୍ୟ ଜିନିଷ। ଆଉ ଯୋଉ ଷ୍ଟେଜରେ ମୁଁ ଗତି କରିକି ଗଲି ଦେଖାଗଲା।
କିନ୍ତୁ ଏତିକି ଲାଗିଲା ମତେ ମୋ ଆତ୍ମା ପ୍ରତି ମୁଁ ବହୁତ ଅବହେଳା କରିଛି। ଏତିକି ଲାଗିଲା। ଆତ୍ମା ଆତ୍ମା ଆଜି କହିଲା ତ ଅବହେଳିତ କରିଛନ୍ତି। ଆତ୍ମା କହିନି କିନ୍ତୁ ମତେ ଲାଗିଲା। ହଁ, ବାସ୍ ସେଇଟା ହିଁ ଆପଣଙ୍କୁ କାହିଁକି ଲାଗିଲା? ଆପଣ ଆତ୍ମା ଆପଣଙ୍କୁ ଜଣେଇଲା ଯେ ମୋ ସହିତ ଏହା ବ୍ୟବହାର ଆପଣ କରିଛନ୍ତି। ହୁଁ। ତେଣୁ ସେଥିରେ ଆମେ ଯଦି ସୁଧାର ଆଣିବା, ଆମ ଆତ୍ମା ଯେତେବେଳେ ମାନେ ତାକୁ ଯେତିକି ସେତେବେଳେ ଶକ୍ତି ମିଳିବ, ସେ ଅଲ୍ଟିମେଟଲି ଆପଣଙ୍କର ଭିତରେ ପାୱାରଫୁଲ ହେଲା ମାନେ ବାହାର ଜିନିଷ ଅଟୋମେଟିକ କ୍ଲିୟର ହବ। ଆଉ ମୋର ମନ ଭିତରେ ଯୋଉ କଥା ଗୁଡାକ ଅଛି ଆସ୍ତେ ଆସ୍ତେ ବାହାରି, ମନ ଭିତରେ ଯୋଉ କାର୍ଯ୍ୟ କରିବାକୁ ଇଚ୍ଛା ଗୁଡାକ ଅଛି ଆଗାମୀ ଷ୍ଟେଜରେ, ସେଗୁଡାକ ସବୁ ସେ ପ୍ରତିଫଳିତ ହବ ଆଉ। ଯଦି ଆତ୍ମା ବଳବାନ ହେଇଯାଉଛି ଆଉ ଆତ୍ମ ବଳ ବୃଦ୍ଧି ନାଇଁ, ପାଇଯାଉ। ଆତ୍ମା ଷ୍ଟ୍ରଙ୍ଗ ହେବା ସହିତ ଆମର ଚିନ୍ତାଧାରା ବି ସେଇ ଲେଭଲ ପର୍ଯ୍ୟନ୍ତ ହେବା ଦରକାର। ମୁଁ ସେଇ ଚିନ୍ତାଧାରାକୁ ଗୋଟେ ଗୋଟେ ରିଚ୍ ପର୍ସନ କରିବା ପାଇଁ ମୁଁ ଆପରେ ମେଡିଟେସନ ଦେବି। ଦେଖିବା ସେ ମେଡିଟେସନ ରେ ନିଜର ପ୍ରତିଛବି ଦେଖିବେ ଯେ କେବେ ଦେଖିନଥିବେ। ଲୋକ ଅଛନ୍ତି ମିରର ସାମ୍ନାରେ ଯାଉଛନ୍ତି, ନିଜକୁ ରୋଗୀ ଦେଖୁଛନ୍ତି। ମିରର ସାମ୍ନାରେ ନିଜକୁ ଦେଖିଲା ବେଳକୁ ଗୋଟେ ମାନେ ବ୍ଲୋର ପିକ୍ଚର ଦେଖୁଛନ୍ତି, ନିଜର ପିକ୍ଚରକୁ ଗୋଟେ ବ୍ଲୋର ପିକ୍ଚର ଦେଖନ୍ତି। ମିରର ସାମ୍ନାରେ ଦେଖିଲା ବେଳକୁ ନିଜକୁ ବ୍ଲାକ୍ ଆଣ୍ଡ ହ୍ୱାଇଟ ରେ ଦେଖନ୍ତି। ରାଇଟ, ନିଜର ପିକ୍ଚରକୁ ଦେଖିଲା ବେଳକୁ ନିଜକୁ ଲାଗୁଛି ଗୋଟେ ଗରିବ ଲୋକ ମୁଁ। ରାଇଟ, ତ ମୁଁ ଏଇ ଯୋଉ ପ୍ରତିଛବି ମେଡିଟେସନ ଅଛି, ମୁଁ ଆଜି ଦେଖିବି ନିଜ ପାଖରେ କଣ ପୋଟେନସିଆଲ ଆପଣଙ୍କ ପାଖରେ ଅଛି। ଆଉ ଦେଖିବେ ଏମିତିକା ପ୍ରତିଛବି ଆପଣ ନିଜର କେବେ ଦେଖିନଥିବେ। ଆଜି ମୁଁ ଆପଣଙ୍କୁ ଦେଖେଇବା ପାଇଁ ଯିବି। ଓକେ, ଆଉ ଯୋଉମାନେ ବି ରହିଲେ, ମୁଁ ନେକ୍ସଟ ମେଡିଟେସନ ରେ ଆପଣଙ୍କ ସହିତ କଥା ହେବି। ରାଇଟ, ଆଉ ମୁଁ ଚାହିଁବି ଯୋଉମାନଙ୍କୁ ମୁଁ ଆଜି 3 ଜଣଙ୍କୁ ପଏଣ୍ଟ ଆଉଟ କଲି, ସେମାନେ ମେଡିଟେସନ କୁ ଏଥର ନେକ୍ସଟ ମେଡିଟେସନ କୁ ଟିକେ ଭଲ ପ୍ରକ୍ରିୟାରେ ଆଗକୁ ନେବା ପାଇଁ। ଓକେ, ଚାଲନ୍ତୁ ବସିଯାଆନ୍ତୁ। ଏବେ ପ୍ରତିଛବି ମେଡିଟେସନ କରିବା। ଯଦି ଗୋଡ ହାତ ଷ୍ଟିଫନେସ୍ ଅଛି, ଟିକେ ଉଠି ଯାଆନ୍ତୁ, ପାଣି ଟିକେ ପିଇ ଦିଅନ୍ତୁ, ଆଉ ଟିକେ ଫ୍ରେଶ ଅନୁଭବ କରିବେ। ରାଇଟ, ଟିକେ ଉଠିକି ବସି ଯାଆନ୍ତୁ, ଫ୍ରି ହେଇଯିବ। କାହିଁକି ନା ଇଏ ଗୋଟେ ଆହୁରି ଅଧଘଣ୍ଟାର ପ୍ରକ୍ରିୟା ରହିବ ଏ ମେଡିଟେସନ। ଟିକେ ବଡିକୁ ରିଲାକ୍ସ କରିଦିଅନ୍ତୁ, ଫ୍ରି କରିଦିଅନ୍ତୁ, ଆରାମସେ ବସନ୍ତୁ। ଗଗନ କୁମାର ଭୋଇ ସାର୍ ନମସ୍କାର, ମୋର ଲେଟ ରେ ଜଏନ କଲି ଡ୍ୟୁ ଟୁ ଜୁମ୍ ପ୍ରୋବ୍ଲେମ। ଓକେ, କୁଆଡେ ଗଲେ ଗଗନ କୁମାର ଭୋଇ? କୁଆଡେ ଗଲେ? ଅନମ୍ୟୁଟ କରନ୍ତୁ ଗଗନ କୁମାର ଭୋଇ, ଅନମ୍ୟୁଟ କରନ୍ତୁ। ନମସ୍କାର ସାର୍ ନମସ୍କାର ସାର୍। କୁହନ୍ତୁ, ଆପଣଙ୍କର ପରିଚୟ ଦିଅନ୍ତୁ, ଆପଣଙ୍କ ଇଣ୍ଟ୍ରୋଡକ୍ସନ ଦେଇ ଦିଅନ୍ତୁ ଟିକେ। ସାର୍ ମୋ ନାଁ ଗଗନ କୁମାର ଭୋଇ, କୋଉଠୁ କଳାହାଣ୍ଡି କହୁଥିଲେ? ଘରଟା। କଳାହାଣ୍ଡି ସରିଆଁ ବୋଲି ଗୋଟେ ଜାଗାରୁ। ଓକେ, କଣ କରନ୍ତି? ସାର୍ ମୁଁ ଆକ୍ଚୁଆଲି ପ୍ରୋଫେସନାଲରେ ସାହାରାର ଏଜେନ୍ସି କରୁଥିଲି, ସେଟା ବନ୍ଦ ହେଇଗଲା। ଓକେ, ଆଉ ଯୋଉଠି ଯାହା ବି କଲେ, ଏବେ ଟ୍ରେଡିଂ ବି କରେ, ଟ୍ରେଡିଂରେ ବି ବହୁତ ଲସ୍। 5 ଦିନ ପ୍ରଫିଟ ପାଇଥିବି, ଗୋଟେ ଦିନ ଯୋଉଟା ଲସ୍ ହେବ, ସେ ପ୍ରଫିଟ ରୁ ବି ଅଧିକା ଲସ୍ ହେଇଯାଉଛି ସେଇଟା। ଟ୍ରେଡିଂ ନିଜେ କରନ୍ତି ନା ଥାର୍ଡ ପାର୍ଟିରେ କରନ୍ତି? ନାଇଁ, ଥାର୍ଡ ପାର୍ଟିରୁ ଶିଖିଥିଲି କିନ୍ତୁ ନିଜେ କରୁଛି ଏବେ। ଓକେ, ଓକେ, ତାହେଲେ କାରଣ ଉଦ୍ଦେଶ୍ୟ କଣ ଜଏନ କରିବାର କ୍ଲାସରେ? ଜଏନ୍ କରିବାର ବୋଲେ ମାଇଣ୍ଡର କନସେନଟ୍ରେସନ ଟିକେ ରହିବ, ଯେମିତି ପିସ୍ ରହିବ। ତାପରେ କେମିତି ପ୍ରଫିଟ ବି ପୁରା, ଯୋଉଠି ବି ହାତ ଦଉଛି ସବୁ କିଛି ଫେଲ ଏକା ହଉଛି ମୋର ପୁରା, କୌଣସି ଜାଗା ହୁଁ, ସକ୍ସେସ ହଉନି। ମୋର ଗୋଟେ ରିକ୍ୱେଷ୍ଟ ରଖିବେ? ସାର୍ ଆପଣଙ୍କ ପଛପଟେ ଗୋଟେ ଲାଇଟ୍ ଲାଗିଛି, ଯୋଉଟା କି ଆପଣଙ୍କ ଚେହେରାକୁ ମୁଁ ଦେଖି ପାରୁନି। ଯଦି ହଁ ବୁଲି ସାର୍ ଲାଇଟ୍ ପଡିବେ ଚାଲୁଛି। ଲାଇଟ୍ ପଟକୁ, ହଁ ସାର୍। ତାହେଲେ ଆପଣଙ୍କ ଚେହେରା ଟା ମତେ ଠିକ ରେ ଦେଖାଯିବ। ସାର୍ ଗୁଡ୍, ଭେରି ଗୁଡ୍। ମତେ ମୋ ଚେହେରା ଦେଖାଯାଉଛି ତ କ୍ଲିନ? ହଁ ପୁରା କ୍ଲିନ୍ ସାର୍। ସେମିତି ଆପଣଙ୍କ ଚେହେରା ବି ମୁଁ ଦେଖିବା ପାଇଁ ପସନ୍ଦ କରିବି। ସାର୍ ସାର୍ ରାଇଟ, ଅନ୍ଧାର ସାର୍ ମାନେ ଅନେଇଛି ଏମିତିଆ ଡାର୍କନେସ୍ ଏମିତିଆ ମୁଁ ଚାହୁଁନି। ରାଇଟ, ସାର୍ ସାର୍ ତ
जो मेडिटेशन करागला मीट योर सोल आपण थिले हेतोळे ନାଇଁ ସାର୍ ନଥିଲି। ନାଇଁ ନଥିଲେ ओके चलंतु एबे आमे मेडिटेशन करिया पे जाउचे प्रति छवि ସାର୍ मेडिटेशन ब्लूटूथ ସାର୍ लगांतु गोटे जगह आराम से बसंतु जो प्रक्रिया रे मु ବ୍ଲୁଟୁଥ୍ कहूची ଲଗେଇଛି ताकू आपण मोर वॉइस को सुनंतु और सेही प्रकार इमेजिन आपणकर पिक्चर मन भीतर क्रिएट करंतु ସାର୍ मन जदि जाउची नाही आज काकू पैसा देबार अछि तुरंत टाणी आनंदु एठी मु जहा कहूची मो कथा ऊपर फोकस करंतु ସାର୍ राइट आज कोठी की ସାର୍ जिबार अछि मन पळेई जिवो पुणी ताकू पुणी टाणी आनंतु मो वॉइस ऊपर रखंतु ସାର୍ राइट मन जीव ସାର୍ आज फेसबुक रे मु या देखिथिली पुणी मन को टाणी आनंतु ସାର୍ राइट पुणी मन जीव मते किए गोटे कोन एमती कहदेला खराब लागुची पुणी ताकू टाणी आनी मो वॉइस ऊपर रखिबे एही प्रक्रिया ସାର୍ रे ही आपन को अभ्यास करियार अछि ସାର୍ राइट मन को आपण अटकेई परिबे नाही तार आमे परसेंटेज कमेई परिबा किंतु आमे कंप्लीटली मन को रोकी परिबा नाही तार परसेंटेज लेवल को आमे कमेई देले आमे सेतळ हमकु इजी हे जियो सब प्रक्रिया राइट चलंतु बसंतु समस्ते आराम से मनोज पानिग्रे कुआडे गले देखा जान ओके एते दूर रे बसचंदी मा को नेकी बसचंदी अनम्यूट करंतु आपण ब्लूटूथ लगेइचंदी आपण वॉइस आसुनी ସାର୍ ଭଏସ ଆସିଲା? हाँ एते दूर रे बसचंदी ଆଜ୍ଞା शुभा होउची सब ठीक ठाक ଆଜ୍ଞା ओके चलंतु प्रॉपर्ली करंतु समस्त कैमरा ऑन करंतु सौभाग्य बस रे बसचंदी ओके जोशना राव कैमरा ऑन करो ओके संजय कुमार मरंडी कुआडे एते लेट रे काहे जॉइन कले अनम्यूट करंतु ସାର୍ संजय कुमार वॉइस आसुनी गुड मॉर्निंग वॉइस आसुनी किसी असुविधा अछि नेटवर्क असुविधा अछि चलंतु मेडिटेशन करिवा ओके जीवा मेडिटेशन स्टार्ट करिवा बसंतु समस्ते आराम से म्यूजिक ओके थैंक यू मने मने धन्यवाद दियंतु निजर अवचेतन मन को एवं कहंतु जीवन रे जेते बेले मु हताश अनुभव करिवि सेते बेले मते बारंबार मने पकाई देबे जे मोर एक अंतर्निहित प्रतिछवि अछि हाँ मते बारंबार कहंतु जे आई हैव वंडरफुल इनर सेल्फ इमेज दुई हाथ को घसी निज आखि उपरे रखंतु एवं किछि समय परे निज आखि खोली दियंतु लॉट्स ऑफ ग्रेटिट्यूड ऑलवेज ब्लेसिंग ऑलवेज थैंक यू सो मच ओके टिके भूल भाल करेक्शन कर दो आबे राइट हम सब लिखी रखे बुझले जार जहाँ प्रॉब्लम रहउछु हम लिखी तुरंत रखे कहीं ना आपन को सुधार करियर अछि एते दिन भितर राइट पवित्र नायक सर आपण थकापन कहीं आसला मझरे थकी गले आपण अनम्यूट करंतु ସାର୍ ଟିକେ ଟାୟାର୍ଡନେସ୍ ଲାଗୁଥିଲା କାରଣ ଅଭ୍ୟାସ ନାହିଁ ଭୋରରୁ ଉଠିବାର ଅଭ୍ୟାସ ନଥିଲା ତ ସେଥିପାଇଁ ଟିକେ ठीक अछि ଆସିଥିଲା ଲେଜିନେସ୍ ताकू टिके मेंटेन करंतु नेक्स्ट डे ठू राइट आपण ठीक करथले बहुत बढ़िया करछन कि मझरे थकी गले पूरा थकी गले राइट किछ असुविधा ना ठीक अछि ओके
ଚିନ୍ମୟ ଚିନ୍ମୟ କୁଆଡେ ଗଲେ? ଚିନ୍ମୟ ଅନମ୍ୟୁଟ କର। କଣ ତମର ଅସୁବିଧା କଣ ହଉଛି? ତମେ ଚାଲି ଯାଉଛ, ଆସି ଯାଉଛ, ଚାଲି ଯାଉଛ, କଣ ଅସୁବିଧା ରହୁଛି? ନାଇଁ ସେ ମାନେ ମୋବାଇଲ କିଛି ଶୁଭା ଗଲାନି, ବନ୍ଦ ହେଇଗଲା ଦିଥର ମଝିରେ। ମୁଁ ଛାତ ଉପରକୁ ଗଲି, ପୁଣି ସେଠି ଚେଷ୍ଟା କଲି, ପୁଣି ତଳକୁ ଆସିଲି, ଏମିତି ଆଉ ବନ୍ଦ ହେଇଗଲା ଦି ତିନି ଥର ମଝିରେ। ନାଇଁ ଆମର ନେଟୱାର୍କ ତାମାନେ ସେଠି ଠିକ ନାହିଁ। ଆମକୁ ନେଟୱାର୍କ ଉପରେ କାମ କରିବାର ଅଛି, ସଜାଡିବାର ଅଛି, ରାଇଟ। ଆମକୁ ଏଇ 5 ଦିନ 6 ଦିନ କାମ କରିବାର ଅଛି, ରାଇଟ। ଆଉ ତା ଉପରେ ଆମେ କନସେନଟ୍ରେଟ ଦେବା ଯେ ନେଟୱାର୍କ କେମିତି ଷ୍ଟ୍ରଙ୍ଗ ହବ। ଯଦି ଏଇ ସିମ୍ ରେ ହେଇପାରୁନି, ତାହେଲେ କୋଉ କମ୍ପାନୀର ସିମ୍ ରେ ହେଇପାରିବ, ସେଥିରେ ଆଟଲିଷ୍ଟ 6 ଦିନ ପାଇଁ ବ୍ୟବହାର କରିବା ପାଇଁ ମୁଁ ଚେଷ୍ଟା କରିବି। ନେଟ ଠିକ ଚାଲେ, ସେ ହଠାତ୍ କଣ ହଉଛି ମାନେ ଦି ତିନି ଥର ଆପେ ଆପେ ଇଏ ହେଇଗଲା, ନହେଲେ ଠିକ ଠାକ ଚାଲୁଛି। ମାନେ ଏମିତି ଆପଣ କହିପାରିବେ କିଛି ପ୍ରୋବ୍ଲେମ ହଉନି, ଠିକ ରେ କ୍ଲିୟର ଆସୁଛି ଭିଡିଓ ବି, କଥା ବି। ଓକେ ଓକେ, ଚାଲ ଟିକେ ଧ୍ୟାନ ଦିଅ। ଓକେ, ଆଜ୍ଞା। ସ୍ମୃତି ରଞ୍ଜନ ରାଉଳ ଅନମ୍ୟୁଟ କରନ୍ତୁ। ସାର୍ ମେଡିଟେସନ ପ୍ରକ୍ରିୟାରେ ମୁଁ କହିଥିଲି ଆପଣଙ୍କର ରିଡ୍ କି ହେଡି ପୁରା ଷ୍ଟ୍ରେଟ ରହିବା ଦରକାର। ହଁ ଆପଣ ରାଉଣ୍ଡ କରିଦଉଛନ୍ତି। ରାଉଣ୍ଡ କରିଦେଲେ ମେଡିଟେସନ ର କୌଣସି ପ୍ରକାର ଜିନିଷ ଆପଣ ଫିଲିଂ କରିପାରିବେନି। କାହିଁକି ନା ବ୍ରେନ କୁ ଅଲ୍ଟିମେଟଲି ସିଗ୍ନାଲ ପଳେଇଲା ଯେ ଯାହା ବି ମୁଁ କରୁଛି ମୋ ପାଇଁ ସେଟା ଇମ୍ପୋର୍ଟାନ୍ସ ନୁହଁ। ବୁଝିଲେ ନା? ମନକୁ ହଁ ଚିହ୍ନିବା ସାର୍ ବହୁତ କଷ୍ଟ। ତେଣୁ ଚିହ୍ନି ଚିହ୍ନି ମୁଁ ଏତେ ଚିହ୍ନିଛି, ମାନେ ଏତେ ତା ଉପରେ ରିସର୍ଚ୍ଚ କରିବାକୁ ପଡିଛି, ଯୋଉଟା କି ମୁଁ ଆପଣ ମାନଙ୍କ ପାଖରେ ସେ ଏକ୍ସପିରିଏନ୍ସ ଯାକ ଟିକେ ଟିକେ କହୁଛି। ତାକୁ ଟିକେ ଯଦି ଆମେ ସିରିୟସ ହେଇଯିବା ସେ କଥା ଉପରେ, ପରବର୍ତ୍ତୀ ସମୟରେ ଆମକୁ କୌଣସି ପ୍ରକାର ଚ୍ୟାଲେଞ୍ଜେସ ଆସିବ ନାହିଁ। ସାର୍ ସାର୍ ମେଡିଟେସନ ମାନେ ଷ୍ଟ୍ରେଟ, କୌଣସି ପ୍ରକାର ରାଉଣ୍ଡ ଅପ୍ ରହିବନି ବଡି ଉପରେ, ଷ୍ଟିଫନେସ୍ ରହିବନି, ପୁରା ହାଲକା ଫ୍ରି। ଯେତେ ଓକେ ନିଜକୁ ସାର୍ ଫ୍ରି କରିଦେବେ। ଯଦି କୋଉଠି ପେନ୍ ହଉଛି ତାକୁ ରିଲାକ୍ସ କରିଦିଅନ୍ତୁ। ମେଡିଟେସନ ପ୍ରକ୍ରିୟା ବହୁତ ଇଜି। ୱାନ୍ସ ସେଇ ପ୍ରକ୍ରିୟାରେ ୱାନ୍ସ ଆସିଗଲେ ମାନେ ଆଉ ଦେଖିବେ ଆପଣ ଆପଣଙ୍କର ଜୀବନ ଅତି ସୁନ୍ଦର ଭାବରେ ଗୋଟେ ଦେଖିପାରିବେ। ଠିକ ଓକେ ଅଛି, ସାର୍ ତାକୁ କରେକ୍ସନ କରିଦିଅନ୍ତୁ। ରାକେଶ ଦାସ କୁଆଡେ ଗଲେ? ରାକେଶ ଦାସ, ୟେସ୍। କୁହନ୍ତୁ କଣ ଅସୁବିଧା ହଉଛି ଆପଣଙ୍କର? ଇୟର ଫୋନ ବାହାର କରିଦିଅନ୍ତୁ। ଇୟର ଫୋନ ବାହାର କରିଦିଅନ୍ତୁ। କଥା ହେଲା ବେଳୁ ବାହାର କରିଦିଅନ୍ତୁ। କୁହନ୍ତୁ ଏଥର। ହ୍ୟାଲୋ। ହଁ, ମୁଁ କହିଲି କଣ ଅସୁବିଧା ହଉଛି କିଛି? ନା ସାର୍ ଅସୁବିଧା କିଛି ହଉନାହିଁ, କିନ୍ତୁ ସାର୍ ମୁଁ କିଛି ଫିଲିଂ କରିପାରୁନି। ନାଇଁ ଆପଣ ତ ହଲୁଛନ୍ତି ନା, ଏମିତି ହଲିଲେ ସେ କେମିତି ଆପଣଙ୍କୁ ଫିଲିଂ କରାଇବ? ଆପଣ କନଷ୍ଟାଣ୍ଟ ହଲୁଛନ୍ତି, ଏପଟକୁ ସେପଟକୁ ଏପଟକୁ ସେପଟକୁ। ହଲିଲେ ତ ସେ ଭାଇବ୍ରେସନ କ୍ରିଏଟ କଲା, ମାଇଣ୍ଡ ସେଟ ଡାଇଭର୍ଟ ହେଲା। ଆପଣ ଏନର୍ଜି ମାନେ କଣ ପ୍ରଡ୍ୟୁସ କରୁଛନ୍ତି ଆପଣଙ୍କ ଶରୀରକୁ ଏପଟ ସେପଟ କରିବା ପାଇଁ। ଆଜ୍ଞା ସାର୍। ଧ୍ୟାନ ତ ଆସିବନି ନା, ମୁଁ ଯାହା କହୁଛି ତା ଉପରେ ଧ୍ୟାନ ଆସିବନି। ସାର୍ ଇଏ ପ୍ରାକ୍ଟିସ ନାହିଁ ତ ସାର୍, କାଲିଠାରୁ ସାର୍ ଠିକ ହେଇଯିବ। ହୁଁ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଯୋଉଟା ଭୁଲ ହଉଛି ମୁଁ କରେକ୍ସନ କରିଦଉଛି। ତେଣୁ ଦ୍ୱିତୀୟ ଥର ସେ ଜିନିଷ ରିପିଟେଡ ମୁଁ କହିବି ଯଦି, ତାହେଲେ ଆପଣ ମୋ କଥାକୁ ଇମ୍ପୋର୍ଟାନ୍ସ ଦଉନାହାନ୍ତି ବୋଲି ମନେ କରିବେ। ଆଜ୍ଞା ଆଜ୍ଞା ଓକେ, ସାର୍। ତେଣୁ ଆଜ୍ଞା ସାର୍। ହଲିବାର ନାହିଁ। ଆଜ୍ଞା ଆଜ୍ଞା ସାର୍। ଯେତେବେଳେ କୁହାହଉଛି ହାତକୁ ଫୋପାଡିବାର ଅଛି, ଦେଖନ୍ତୁ ଯଦି ଆମେ ଡିପଲି ତାକୁ ଯଦି ଭିଜୁଆଲାଇଜେସନ କରୁଛେ, ଇମାଜିନେସନ କରୁଛେ, ଆମ ହାତ ଅଟୋମେଟିକ ୟେସ୍ ୟେସ୍ ଆସିବ। ଆଉ ସେଇ ଏଇ ଯୋଉ ହ୍ୟାଣ୍ଡ ରେସ୍ ଟାକୁ ରୁ ହିଁ ମୁଁ ଜାଣିପାରିବି ଯେ ଆପଣ କେତେ ଡିପଲି ମେଡିଟେସନ କରୁଛନ୍ତି। ଆପଣଙ୍କର ହାତ ଫୋପାଡିଆ ଷ୍ଟାଇଲରେ ହିଁ ଜଣା ପଡିବ ଯେ ଆପଣ କେତେ ଷ୍ଟାଇଲ ମାନେ କେତେ ଡିପଲି ମେଡିଟେସନ କରୁଛନ୍ତି। ଆଉ ଆପଣ ଯେତେ ଡିପଲି ମେଡିଟେସନ କରୁଛନ୍ତି ଆପଣଙ୍କର ହାତ ସେତେ ସ୍ପିଡ ଯିବ। ତାକୁ ଆଜ୍ଞା ଟିକେ ସାର୍। ଧ୍ୟାନ ଦିଅନ୍ତୁ, ସମସ୍ତଙ୍କୁ କହୁଛି ଏଇଟା। ଓକେ, ତ୍ରିଲୋଚନ, ତ୍ରିଲୋଚନ କୁଆଡେ ଗଲେ? ଓକେ, ତ୍ରିଲୋଚନ ନମସ୍କାର। କୁହନ୍ତୁ। ଭଏସ ଆସୁନି, ଯୋଉ ମେଡିଟେସନ ଭଏସ ଆସୁନି, ଆଉ ଟିକେ। ହ୍ୟାଲୋ।
ଓକେ ଅନମ୍ୟୁଟ କରନ୍ତୁ। ଆପଣ ପୋଶ୍ଚରରେ କାହିଁକି ବସୁନାହାନ୍ତି? ଯୋଉ ପୋଶ୍ଚରରେ ମେଡିଟେସନ ବସିବା କଥା। ହ୍ୟାବିଟ ନାହିଁ ତ ଚେଷ୍ଟା କରୁଛି ସାର୍ ନା ବସିବାକୁ। ଏଇଟା ଅଭ୍ୟାସ, ଏଠି ଅଭ୍ୟାସ କେମିତି ହେଲା? ମୁଁ କହୁଛି ଆପଣଙ୍କୁ ସିଧା ବସିବାର ଅଛି, ରାଇଟ? ଆପଣ ଦିଟା ଗୋଡ କଡେଇକି ବସୁଛନ୍ତି, ତେଣୁ ମେଡିଟେସନରେ ତ କଡେଇକି ବସିଲେ ସେ ତ ସେଇ ପୋଶ୍ଚରରେ ଆପଣ ତ ବସିଲେନି, ମେଡିଟେସନ କରିପାରିବେନି ଆପଣ। ବେଶୀ ସମୟ ବସିଲେ ଗୋଡ ଯାକ କାଟୁଛି। ଲାଷ୍ଟ କାଟୁଛି। କୁ ତେଣୁକରି ମେଡିଟେସନ କରିବା ପୂର୍ବରୁ ନା ଟିକେ ପାଣି ଟିକେ ପିଇଦେବେ, ଟିକେ ଏପଟ ସେପଟ ଫ୍ରି କରିକିରି ବଡିଟାକୁ ରିଲାକ୍ସ କରିକି ମେଡିଟେସନ କରିବେ। କାହିଁକିନା ଅଧଘଣ୍ଟା ଆମକୁ ବସିବାର ଅଛି, ରାଇଟ? ଯେତେବେଳେ ଆମେ ଆମର ମନକୁ ପନିଶମେଣ୍ଟ ଦେବା ଏହି ମାଧ୍ୟମରେ, ଅଟୋମେଟିକାଲି ଦିନେ 2 ଦିନ ପରେ 3 ଦିନ ପରେ ଆଉ ଗୋଡ ପେନ୍ ହବ ନାହିଁ। କାହିଁକିନା ମନ ପାଖକୁ ମେସେଜ ପଳେଇଲା ଯେ ମତେ ଅଧଘଣ୍ଟା ବସିବାର ଅଛି, ଏନି ହାଉ ଏନି କଷ୍ଟ ବସିବାର ଅଛି। ଏଠି ମୁଁ ପେନ୍ ଯାହା ବି ଦେଖିଲେ ବି ଏଇ ବ୍ୟକ୍ତିଟି ଅଧଘଣ୍ଟା ବସିବ, ଆଉ ସେତେବେଳେ ପେନ୍ ଆସିବନି। ଓକେ, ଚାଲନ୍ତୁ। ତ ଆପଣ ମାନେ ଟିକେ ୟା ଉପରେ ଧ୍ୟାନ ଦିଅନ୍ତୁ, ଯାହାକୁ ଯାହା କହିଲି। ବାକି ଟିକେ ମେଡିଟେସନ ଉପରେ ଆମେ ଅପଡେଟ ନେଇଯିବା, ତାପରେ ଯିବା ପାଠ୍ୟକ୍ରମ, ରାଇଟ? ଓକେ ଓକେ। ଆଚ୍ଛା, ଆଉ ଜଣେ ରହିଲେ ଆଉ ଜଣେ ରହିଲେ କିଏ? ଓକେ, ସିଂ ସାର୍ କୁଆଡେ ଗଲେ? ସିଂ ସାର୍, ସିଂ ସାର୍ କୁଆଡେ ଗଲେ? ଓକେ ସାର୍, ଅନମ୍ୟୁଟ କରନ୍ତୁ। ମୁଁ ଜାଣିପାରୁଛି ସାର୍ ଆପଣଙ୍କ ଷ୍ଟ୍ରେସ୍ ପାଇଁଲି ଆପଣ ଅଣ୍ଟା ଟିକେ ପେନ୍ ରହୁଛି ସାର୍। ଅଣ୍ଟା ବି ପେନ୍ ରହୁଛି, ରାଇଟ? ଆଜ୍ଞା। ଜାଣିପାରୁଛି। ଆମ୍, ଆପଣ ତଳେ ବସୁଛନ୍ତି ନା ଉପରେ ବସୁଛନ୍ତି? ଖଟରେ ବସିଥିଲେ। ଓକେ, ଆପଣ ନା ଗୋଟେ ଚେୟାର ଉପରେ ବସିବେ, ଆଉ ଧାର ମାନେ ପିଠିକୁ ଗୋଟେ ସପୋର୍ଟ ଦେଇକି ବସନ୍ତୁ। ଖଟ ଠିକ ଉପରେ ଅଛି ବସନ୍ତୁନି କି ତଳେ ବସନ୍ତୁନି। ସାର୍। ସାର୍ ଚକା ପକେଇ ବି ବସିବେନି। ଆପଣ ଚେୟାର ଉପରେ ବସିବେ, ହୁଁ ଅଣ୍ଟାକୁ ଆପଣ ସପୋର୍ଟ ଦେବେ, ଗୋଡ ତଳକୁ କରିବେ। କାଲି ଏଇ ଆଜ୍ଞା ପ୍ରକ୍ରିୟାରେ ଆଜ୍ଞା ଆଜ୍ଞା ବସିବେ, ଠିକ ଅଛି? ଠିକ ଅଛି ସାର୍। ଆଜ୍ଞା। ଚାଲନ୍ତୁ, ଠିକ ଅଛି, ଧନ୍ୟବାଦ। ଓକେ, 2-4 ଜଣଙ୍କର ଏକ୍ସପିରିଏନ୍ସ ନେଇଯିବା, ତାପରେ ଆଜି ପାଠ୍ୟକ୍ରମକୁ ଯିବା। ଓକେ, ଗଗନ ଭୋଇ ଅନମ୍ୟୁଟ କରନ୍ତୁ। ସାର୍ କୁହନ୍ତୁ, ମେଡିଟେସନ ର ଏକ୍ସପିରିଏନ୍ସ କୁହନ୍ତୁ। ମେଡିଟେସନ ପ୍ରତିଛବି ସେ ଜଣେ କରିପାରିଲେ? ଠିକ ରିଚ୍ ରେ ପର୍ସନ କରିପାରିଲେ? ପ୍ରାୟ ଠିକ ହେଲା, ମଝି ମଝିରେ ଟିକେ ଡିଷ୍ଟର୍ବ ହଉଥିଲା, ତଥାପି ବି ଘିଚିକି ସେ ଜାଗାକୁ ନେଇଗଲି ମୁଁ। ଆଉ ମୋର ଯେନ୍ ବଳଦା ଯେନ୍ ତାଙ୍କର ପ୍ରତିଛବି ଟାଇପ ର ଷ୍ଟାର୍ଟିଂ ରେ ହେଲା, ପରେ ମୁଁ ନିଜକେ ନିଜ ଫିଲ୍ କଲି ସେଇଟା ସେ ରିଚ୍ ପର୍ସନ, ହ୍ୟାଣ୍ଡସମ୍ ବି, ସ୍ୱାସ୍ଥ୍ୟବାନ ବି, ଗାଡି ଆଚ୍ଛା, ମଟର ସବୁ ତାଙ୍କ ଘରର ଫିଲିଙ୍ଗ ହେଲା ପୁରା। ତାପରେ ନିଜକୁ ସେ ଜାଗାକୁ ନେଇଗଲି, ଭଲ ଲାଗିଲା। ଭଲ ଲାଗିଲା। ଓକେ, ଠିକ ହୁଁ। ଅଛି। ନିଜ ନିଜ ପ୍ରତିଛବିକୁ ଆଜିର ଯୋଉ ମେଡିଟେସନ ପ୍ରକ୍ରିୟାରେ ନିଜର ପ୍ରତିଛବିକୁ ମୁଁ ଦେଖେଇବା ପାଇଁ ଆପଣଙ୍କୁ ଚେଷ୍ଟା କଲି। ମତେ ଆପଣ ହେଣ୍ଡରାଇଜ କରନ୍ତୁ କି ବେଷ୍ଟ ପ୍ରତିଛବି ନିଜ ଲାଇଫରେ ଆଜି ଦେଖିଛନ୍ତି। ମୁଁ ସେମାନଙ୍କ ସହିତ କଥା ହେଇଯିବି, ଆଗକୁ ଯିବି। ହ୍ୟାଣ୍ଡରାଇଜ କରନ୍ତୁ। ସୁକାନ୍ତ ପ୍ରଧାନ। ଓକେ, ଓକେ ସାର୍। ହଁ କୁହନ୍ତୁ। ହଁ ସାର୍, ମୁଁ ମୋର ପ୍ରତିଛବିକୁ ରିଭାଇଜ ଦେଖିଲି ସାର୍, ବହୁତ ଭଲ ଲାଗିଲା। ତାପରେ ମତେ ଗୋଟେ ଲାଗେ ଯେ ମୋ ବଡିର ଚାରିପଟେ ଗୋଟେ ଅରା ଆଉ ଘୁରୁଛି, ଗୋଲ୍ଡେନ ଲାଇଟ କଲର। ଓକେ, ଆଉ ମତେ କହୁଛି କି ଆଗକୁ ଆହୁରି ଷ୍ଟ୍ରଙ୍ଗଲି ହଉଛି ଯିବାକୁ ପଡିବ, ମାନେ ଗୋଟେ ଦିଶାରେ ସେ ମତେ ଟାଣିକି ନଉଛି। ଓକେ। ନିଜ ପ୍ରତିଛବି ଆଗରୁ କେବେ ଦେଖିଥିଲେ? ଏତେ ଏତେ ସୁନ୍ଦର ପ୍ରତିଛବି? ନା ସାର୍, ମୁଁ ଆଗରୁ ମେଡିଟେସନ କରେ, କିଛି ହନୁମାନଙ୍କ କି କାହାର ଗୋଟେ ମନ୍ତ୍ରକୁ ନେଇକି ଚାଟିଂ କରେ। ଯଦି ମୁଁ କିଛି କର୍ମ କରୁଛି, କେତେ ଦୂର ମୁଁ ସତ୍ କରୁଛି, ଭୁଲ କରୁଛି, ଆଉ ଯାହା ପ୍ରତି କରୁଛି ତାର ପ୍ରତି ଛବିକୁ ଦେଖେ। କିନ୍ତୁ ସେତେବେଳେ ବି ଗୋଟେ ମାନେ ଅରା ଫିଲ୍ କରେ, ଗୋଟେ ଲାଇଟିଂ ଫିଲ୍ କରେ, କିନ୍ତୁ କେବେ ନିଜକୁ ଦେଖେ ସାର୍, କିନ୍ତୁ ଏଇ ଟାଇପ ର ଫିଲ୍ କରିନଥିଲି କେବେ। କିଛି ଡିଫରେଣ୍ଟ ଆଜି ଦେଖିଲେ ନା? ଆଜ୍ଞା।
ଚାଲ ଡିଫରେଣ୍ଟ ଲାଗିଲା ମାନେ ବାପା ମାଙ୍କୁ ଦେଖୁଥିଲି ଦେଖେ ଯେ ମୁଁ କିଛି ତାଙ୍କ ପାଇଁ ଅବହେଳା କରିଛି ବଟ୍ ଆଜି କିନ୍ତୁ ଲାଗିଲା ଯେ ସେମାନେ ଫେସ୍ କୁ ଦେଖିଲି ସେମାନେ ମତେ ଆଗକୁ କେମିତି କଣ କରିବ ସେଇ ଗୋଟେ ମାନେ ଯେମିତି ଗୋଟେ ସନ୍ତାନକୁ ଯେମିତି ଗୋଟେ ପାଇଲେ କିଛି ଖୁସି ଆଉ ଫିଲ୍ କରନ୍ତି ସେଇ ଟାଇପ ର ଚେହେରା ତାଙ୍କ ଦେଖିଲି। ଚାଲ ମଜା ଆସୁଛି, ଖୁସି ଆସୁଛି ମନ ଭିତରେ। ଆଜ୍ଞା। ଚାଲ ବାସ୍ ସେତିକି ଦରକାର। ଓକେ, ହରପ୍ରିୟା ମ୍ୟାଡାମ ଅନମ୍ୟୁଟ କରନ୍ତୁ। ହଁ ମୁଁ କିଛିଟା ମାନେ ପୁରା ଇଏରେ ଦେଖିପାରିଲିନି ବଟ୍ ନିଜକୁ ଅନୁଭବ କରିପାରିଲି କେତେଟା ଜିନିଷ ଗୋଟେ ବିରାଟ ବିରାଟ ବଡ କାରଖାନା ଭିତରେ ପଶିଲା ବେଳେ ବିରାଟ ଲମ୍ବା ପାଚେରୀ ଧଳା ଆଉ କେବଳ ହ୍ୱାଇଟ ଅନୁଭବ କଲି ବଟ୍ ଏଇ ଯୋଉ ଇଏ କରିସାରିଲା ପରେ ହାତ ଛାଟିଲା ପରେ ଅଚାନକ ମୋ ଦେହଟା ଏତେ ଓଜନ ଲାଗୁଥିଲା ବସିଲା ବେଳେ ନା ଆଇ ଏମ୍ ଫ୍ରି। ଆଉ ମୋ ଅନ୍ତର ଭିତର ଟା ଗୋଟେ ଲାଗୁଛି ସତେ ଗୋଟେ ଖୁସିର ପରିବେଶ ସୃଷ୍ଟି ହେଲା। ଆଇ ଫିଲ୍ ମାନେ ବହୁତ ଭଲ ଲାଗୁଛି। ମାନେ ଏତେ ଭଲ ଲାଗୁଛି ମୁଁ ବସିବା ପୂର୍ବରୁ ମତେ ବହୁତ ଇଏ ଲାଗୁଥିଲା ପ୍ରାୟ ଲାଗୁଥିଲା ଏ ସବୁ ହେଲା ଭିତରେ ଏଇ 5 ପ୍ରତିଛବି ଟା ଦେଖିଲି ତ ଅଲଗା ପ୍ରକାର ଜିନିଷ ଭାବରେ ଦେଖିଲି ମଣିଷ ଭାବରେ ଦେଖିଲି। ତ ବହୁତ ବଡ ବଡ ପାଚେରୀ ବହୁତ ବଡ ବଡ ମାନେ ଯୋଉ କୁହନ୍ତି ପାର୍କ ପୁରା ବିରାଟ ବଡ ପାର୍କ ମୁଁ ସେଇଭଳିଆ ପାର୍କ ଦେଖିନି। ଗଛ ବୁଛ ଏ ସବୁ ଜିନିଷ ଦେଖେଇଲି ବଟ ଏବେ ହଠାତ୍ କିନା ମତେ ଲାଗିଲା ଯେ ବହୁତ ଫ୍ରି ହେଇଯାଇଛି ଆଉ ଭିତର ଟା ବହୁତ ଖୁସି ଲାଗୁଛି। ମାନେ ଅନ୍ତର ଭିତର ଟା ଯୋଉ କୁହନ୍ତି ଅନ୍ତର୍ନିହିତ ଗୋଟେ ଖୁସି ସେଇଟା ଅନ୍ତରାତ୍ମା। ଅନୁଭବ ଅନ୍ତରାତ୍ମା ଟା ଖୁସି ଅଛି। ମୁଁ ଏବଂ ଆପଣଙ୍କୁ ଯୋଉ କହିବି ଆପଣ ଯୋଉ ଯୋଉ ପୋଜିସନରେ ଅଛନ୍ତି ଯୋଉ ଷ୍ଟାଟସରେ ଅଛନ୍ତି ୟାକୁ ପ୍ରାକ୍ଟିସ କରନ୍ତୁ। ଦେଖିବେ ବହୁତ କମ ସମୟରେ ଆପଣ ସେଇ ନିଜର ପ୍ରତିଛବି ସେଇ ଜାଗାକୁ ନେଇପାରିବେ ମାନେ ନିଜକୁ ସେଇ ଜାଗାରେ ନେଇପାରିବେ। ସାର୍ କୁହନ୍ତୁ ମୁଁ ମାନେ ଆଖି ବୁଜିଲେ ବି ଏଇ ସମୟରେ ଓନ୍ଲି ଗୋଟେ ହ୍ୱାଇଟ କାନ୍ଥ ବ୍ୟତୀତ ମୁଁ ଆଉ କିଛି ଦେଖିପାରୁନି। ପୁରା ହ୍ୱାଇଟ ମିନ୍ସ ଯୋଉ ସ୍ନୋ ଟାଇପ ର ହ୍ୱାଇଟ ପୁରା ବ୍ରାଇଟ ହ୍ୱାଇଟ। ଆଉ କିଛି ଦେଖୁନି ତା ଦେହରେ ଟିକେ କଳା ଛାପ। ହ୍ୱାଟ ଇଜ ଦିସ୍ ଜାଣିପାରୁନି ମୋ ଆଖି ବୁଝିଲେ ହିଁ ସେଇ ଜିନିଷ ଟା ମତେ ଦେଖାଯାଉଛି। ଥର୍ମୋକୁଲ ଟା ସତେ ଅବା ଲାଗିଛି ଚାରିପଟେ ଏମିତି ସେଇଟା ଲାଗୁଛି। ଧଳା କ ଯୋଉ ଧଳା ଲାଇଟ୍ ଦେଖାଯାଉଛି ନା ଧଳା କଲର ଦେଖାଯାଉଛି? ଧଳା ଲାଇଟ ର କଲର ମାନେ ଗୋଟେ ଥର୍ମୋକୁଲ ଟା ଥୁଆ ହେଇଛି ତା ପଛପଟେ ଲାଇଟ୍ ଟା ରହିଲେ ଯେମିତି ଗୋଟେ ଗ୍ଲେଜ କରିଲା ଗ୍ଲେଜ ଲାଇଟ ନଟ୍ ଜାଣିପାରିଲି ବୁଝିଲି। ହୁଁ ତ ଠିକ ଅଛି ଯୋଉ ଏକ୍ସପିରିଏନ୍ସ ଟା ବି ଏବେ କହିଲେ ନା ଏଇଟା ଆଗକୁ ୟା ପରେ ଆପଣ ତାର ମିନିଂ ବୁଝିପାରିବେ କାହିଁକି ଦେଖାଯାଉଛି। ଆଚ୍ଛା ଠିକ ଅଛି କିନ୍ତୁ ଓକେ। ହାଲକା ଲାଗୁଛି କମ ହାଲକା ଲାଗୁଛି ଭାଇ ମତେ ଏତେ ହ୍ୱାଇଟ ବଢିଆ କଲର ଦେଖାଯାଉଛି ମାନେ କାହିଁକି ଦେଖାଯାଉଛି ତାର ମାନେ ୟା ପରେ ଅଛି ମେଡିଟେସନ ଅଛି ସେ ମେଡିଟେସନରେ ଆପଣ ଆହୁରି ତାକୁ ଫିଲିଙ୍ଗ ର ସହିତ ଦେଖିବେ ରାଇଟ ମୁଁ କହିବି ସେ ପ୍ରକ୍ରିୟା ବହୁତ ଶୀଘ୍ର କରିବା ଅଧଘଣ୍ଟା ପରେ କରିବା ପାଠ୍ୟକ୍ରମ ଷ୍ଟାର୍ଟ ହେଲା ପରେ। ହୁଁ ଠିକ ଅଛି ମୁଁ କହିବି ଆପଣ ଏଇ ପ୍ରତିଛବିକୁ ପ୍ରତ୍ୟେକ ଦିନ ଆପଣ ମେଡିଟେଟରେ ଆପଣ ବ୍ୟବହାର କରନ୍ତୁ। ଆଉ ଦେଖିବେ ବହୁତ କମ ସମୟ ଭିତରେ ଯୋଉ ଯୋଉ ସବୁ ଇମାଜିନେସନ ଆପଣ କରିଛନ୍ତି ବହୁତ ଶୀଘ୍ର ଆପଣ ସେଠି ମାନେ ପ୍ରାକ୍ଟିକାଲି ସେଠି ପହଞ୍ଚି ଯାଇପାରିବେ। କହୁଛନ୍ତି ଆଲିସାନ ବଙ୍ଗଲା ଦେଖ ମୁଁ ଦେଖୁଛି ବିରାଟ ବିରାଟ କାରଖାନା ମତେ କାରଖାନା ସେ ଆପଣଙ୍କ ବାରବଙ୍ଗଲା ମାଇଣ୍ଡରେ ଅଛି ଯେ କିଛି ଗୋଟେ ମତେ କରିବାର ଅଛି କାରଖାନା। ଆପଣଙ୍କ କହିପାରିବିନି ପିକଚର ଅଛି ମନ ଭିତରେ ସବକନସିୟସ ମାଇଣ୍ଡରେ ତେଣୁ ସିଏ କଣ ବୁଷ୍ଟଅପ୍ କରୁଛି ଯେତେବେଳେ ଆପଣଙ୍କୁ କହୁଛି ବିରାଟ ବଡ ଆଲିସାନ ବଙ୍ଗଲା ଦେଖନ୍ତୁ ବୋଲେ ଆପଣଙ୍କୁ କାରଖାନା ପଳେଇ ଆସୁଛି। କାରଖାନା ବି ସେଇଟାକୁ ମୁଁ କହିପାରୁନି ଆଗେ ପୁରୁଣା ପିକଚରରେ ସବୁ ଦେଖିନାହାନ୍ତି ରାଜା ରାଜୁଡାଙ୍କର ହଁ ବିରାଟ ହଁ ବଡ ହଁ 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 ଆଉ ସେଇଟା ତ ଆଲିସାନ ଆଉ କଣ ରାଜା ମହାରାଜା ରହୁଥିଲେ କଣ ଆଲିସାନ ହେଇକି ରହୁଥିଲେ ନା ସେ ଗୋଟେ ବିରାଟ ବଡ ଏରିଆକୁ ନେଇକି ରହୁଥିଲେ। ପୁରୀ ମହାରାଜାଙ୍କ ଘର। ଓକେ ଆରେ ବା ସେ ବା ମାନେ ଆପଣ ଏକ୍ସଟ୍ରିମଲି ଦେଖିଛନ୍ତି ମାନେ ବହୁତ ସୁନ୍ଦର ବିରାଟ ଘର ଭିତରେ ଦେଖୁନୁ ଯେ ଏମିତି ବାହାରୁଛି ତାରି ବିରାଟ ମାନେ ସେ ଫିଲ୍ମ ର ଇମାଜିନେସନ ଟା ଦେଖୁଛୁ ଆଉ। ବହୁତ ସୁନ୍ଦର କରନ୍ତୁ ତାକୁ ଆଉ ଟିକେ କଲର ଦିଅନ୍ତୁ ତାକୁ ଆଉ ଟିକେ ବ୍ରାଇଟ କରନ୍ତୁ ତାକୁ ଆଉ ଟିକେ 3D ମୋଡ କରନ୍ତୁ। ଦେଖନ୍ତୁ ଆମେ ଯୋଉଟା ଭିଜୁଆଲାଇଜେସନ କରିବା ନା ଆମ ଜୀବନରେ ସେ ଜିନିଷ ଯାକ ହବ ଅଟୋମେଟିକାଲି ବଟ ଆମେ କରିପାରୁନେ ମୁଁ ଆଜି ଶିଖେଇବି ଆପଣଙ୍କୁ। ଆମେ ଯୋଉ ଜିନିଷଟାକୁ ପ୍ରଥମେ ଦେଖିବା ତାକୁ ଯେତେ କଲରଫୁଲ
3D ମୋଡ 5D ମୋଡ ଯୋଉ ମୋଡରେ ଆପଣ ଯେତେ ଭଲରେ ଦେଖିବେ ନା ସେ ଜିନିଷ ସେତେ ଶୀଘ୍ର ଆକର୍ଷଣ କରିପାରିବା। ଏଟା ହେଲା ୟୁନିଭର୍ସ ର ପ୍ରୋସେସ। ପ୍ରୋବ୍ଲେମ ହଉଛି ଆମେ ଯେତେବେଳେ ଠିଆ ହଉଛେ ମିରର ସାମ୍ନାରେ ଆମେ ଗୋଟେ ଗରିବ କରିକିରି ସେ ଠିଆ ହଉଛେ, ଭାବୁଛେ ଆମକୁ ବହୁତ ଗରିବ, ଭାବୁଛେ ଆମେ ବହୁତ ରୋଗୀ, ବଡ ରୋଗୀ, ଆମ ମନରେ ସ୍ମାଇଲ ନାହିଁ। ତ ଅଲ୍ଟିମେଟଲି ଆମେ ଯାହା ଭାବୁଛେ ନା ସେହା ହିଁ ଆକର୍ଷଣ କରୁଛେ। ଆପଣ ରୋଗୀ ଅଛନ୍ତି ନା ଆପଣଙ୍କ ସହିତ ରୋଗୀ ହିଁ କନେକ୍ଟ ହେବେ ଚାରିଆଡୁ, ଭଲ ଲୋକ କନେକ୍ଟ ହେଇପାରିବେନି। ଆପଣଙ୍କର ଥଟ୍ ପ୍ରୋସେସ ଭଲ ଅଛି, ଆପଣଙ୍କର ବ୍ରଡ ମାଇଣ୍ଡେଡ, ଆପଣ ସେଇ ବ୍ରଡ ମାଇଣ୍ଡେଡ ଲୋକ ହିଁ ଯୋଡି ହେବେ। ଏଇଟା ହେଲା ପ୍ରକ୍ରିୟା। ଆପଣ ଚୋରି ମାନେ ଚୋର କରୁଛନ୍ତି, ମାନେ ଚୋର କାମ କରୁଛନ୍ତି ଯିଏ ବି, ସେମାନଙ୍କ ଚୋର ସହିତ ସେମାନଙ୍କର କନେକ୍ସନ ରୁହେ। କାହିଁକି? ସେଇ ପ୍ରକାର ଏନର୍ଜି ସେମାନଙ୍କୁ ଆଟ୍ରାକ୍ଟ କରେ। ଥଟ୍ ଟା ଗୋଟା ସବୁ ହେଲା ଏନର୍ଜିର କାମ। ଆମେ ଏନର୍ଜିକୁ ଦେଖି ପାରୁନେ, କିନ୍ତୁ ଏନର୍ଜି ହେଲା ଏଇ ପ୍ରକାର ସବୁ କାମ କରେ। ଆମ ଅଜାଣତରେ ଆମକୁ ଦେଖାଯାଏନି, ବଟ୍ ଏଇ ପ୍ରକ୍ରିୟା ହିଁ ଆମ ଦୁନିଆ ଚାଲିଛି। କିଛି ପାୱାର ଅଛି, ତାକୁ ଏଇ ପାୱାର ଦୁନିଆକୁ ଚଲଉଛି, ଆମକୁ ଚଲଉଛି। ଏଇ ପ୍ରକ୍ରିୟାରେ ଆମେ ସମସ୍ତେ ଚାଲୁଛନ୍ତି, ତେଣୁ ତାକୁ ଆମେ ବିଲିଭ୍ କରିବା ବାଉଣ୍ଡ। ଅଦରୱାଇଜ ଆମେ ତାକୁ ଯଦି ନେଗ୍ଲେକ୍ଟ କରିବା ତାହେଲେ ଆମେ ପଛରେ ରହିଯିବା। ଓକେ, ଚାଲନ୍ତୁ। ବହୁତ ସୁନ୍ଦର ମ୍ୟାଡାମ ଆପଣଙ୍କର ଏକ୍ସପିରିଏନ୍ସ। ରାକେଶ ଦାସ ଅନମ୍ୟୁଟ କରନ୍ତୁ, କୁହନ୍ତୁ। ଆଜ୍ଞା ସାର୍। ନା ସାର୍, ପ୍ରତିଛବିଟାକୁ ସାର୍ ମୁଁ ଭଲ ଭାବରେ ସାର୍ ଫିଲିଂ କରିପାରିଲି। ଆପଣ ହ୍ୟାଲୋ। ତ ହଲୁଥିଲେ, ମୁଁ ତ ଅନୁଭବ କରିପାରୁନି ଯେ ଆପଣ ଠିକରେ କରିଛନ୍ତି। ବଟ୍ ଠିକ ଅଛି, ଯଦି କରିଛନ୍ତି ତାହେଲେ ମୁଁ ବହୁତ ଖୁସି। କଣ ହୁଏ ନା, ବେଳେ ବେଳେ ମୁଁ ଦେଖେ ଆମେ ଯୋଉ ମେଡିଟେସନ କରୁ ବହୁତ ଲୋକଙ୍କ ଭିତରେ, ଭିଡ ଭିତରେ, ମାନେ ପ୍ରାକ୍ଟିକାଲ ଯୋଉଟା ଜଙ୍ଗଲରୁ ହୁଏ, ତା ଭିତରେ କିଛି ବିକୃତ ମନ ଆସିଯାଏ। କଣ ବିକୃତ ମନ? ମାନେ ସେ ଏଇ ପ୍ରକାର ତାଙ୍କର ଆକ୍ଟିଭିଟି ଆସିବ, ଦେଖିଲେ ଗୋଟେ ଲୋକ ଡରିଯିବ। ମାନେ ବିଲିଭ କରିବେନି, ସେ ମାନେ ଯେମିତି ଯୋଉ ଗାଁ ଗହଳି ଯେମିତି ଭୂତ ପ୍ରେତ ଆସିଲେ ଯେମିତି ହୁଏ, ସେଇ ପ୍ରକାର ତାଙ୍କର ବ୍ୟବହାର ଆସିଯାଏ। ସେଟା ସବକନସିୟସଲି ଆସିଯାଏ, ସେଟା ତାଙ୍କର ବ୍ୟବହାରିକ ନୁହଁ। ବଟ୍ ଆମେ ସେତେବେଳେ ନ ଡରିକି ତାକୁ ଗାଇଡ କରିବାର ଅଛି। ମେ ବି ହେଇଥାଇପାରେ ତମେ ଏଇ ପ୍ରୋସେସରେ ହଲୁଛ, ବଟ୍ ମେଡିଟେସନ ଠିକରେ କରିପାରୁଥାଇପାର। କାହିଁକିନା ଅତି ଡିପଲି ବି ଚାଲିଗଲେ ବି ଏଇ ପ୍ରକ୍ରିୟା ହୁଏ, କିଛି ଅସୁବିଧା ନାହିଁ। ମାନୁଛି, ଆଇ ଆକ୍ସେପ୍ଟ। ଓକେ, ତ ନିଜ ପ୍ରତିଛବି ଦେଖିଲ ରାକେଶ? ଆଜ୍ଞା ସାର୍। ଭଲ ଲାଗିଲା, ଖୁସି ଲାଗିଲା? ଅନମ୍ୟୁଟ କର। ହ୍ୟାଲୋ। ହୁଁ, ନିଜର ଆଜ୍ଞା ପ୍ରତିଛବିକୁ ଦେଖିଲ? ଆଜ୍ଞା ସାର୍। ଭଲ ଲାଗିଲା? ଆଜ୍ଞା ସାର୍। ଦେଖିଥିଲ ଆଗରୁ କେବେ ନିଜ ପ୍ରତିଛବିକୁ ଏତେ ସୁନ୍ଦର ଭାବରେ? ନା ସାର୍। ଓକେ, ଆଉ କିଛି? ଓକେ ଓକେ, ସୁଶୀଲ ପ୍ରଧାନ ଅନମ୍ୟୁଟ କରନ୍ତୁ, ଫଟାଫଟ ଯିବା, ପାଠ ପଢିବା ପାଇଁ ଯିବା। ଅନମ୍ୟୁଟ କରନ୍ତୁ, ସାର୍, କୁହନ୍ତୁ। ସେ ମତେ ଖାଲି ବଡ ବଡ ସେ ହୋଟେଲ ଗୁଡାକ ଦେଖାଯାଉଛି। ଆଲିସାନ ଘର କହିଲେ ସେଇଗୁଡା ବଡ ବଡ ମାଇଫେୟାର, ଏଇଗୁଡା ହୋଟେଲ ଗୁଡା ସବୁ ଦେଖାଯାଉଛି। ଆଉ ପ୍ରତିଛବି ତ ଭଲ ଲାଗୁଛି, କିନ୍ତୁ ଫାଷ୍ଟ ଯୋଉ ଥର ଦେଖିଲି ବାବା ମାଆଙ୍କୁ ତ ଦେଖି ପାରିଲିନି, କିନ୍ତୁ ମୋର ଏଇ ଥାର୍ଡ ଆଇଟା ଯେମିତି ପୁରା ଆକ୍ଟିଭ ହେଲା ଭଳିଆ ଏମିତି ଲାଗୁଛି ସାର୍। ଏଇଟା ଥିଲା। ଏଗୁଡା ସବୁ ମନର ବିକୃତି, ଇଏ ହବ, କିଛି ଅସୁବିଧା ନାହିଁ। ହଁ, କିନ୍ତୁ ଆମ ପ୍ରୋସେସ ଆମକୁ କରିବାର ଅଛି, ଭିଜୁଆଲାଇଜେସନ କରିବାର ଅଛି, ସେ ପ୍ରକ୍ରିୟାରେ ଚାଲିବାର ଅଛି। ଯାହା ଗାଇଡେଡ ହଉଛି ସେ ଅନୁସାରେ ଆମେ ଫଲୋ କରି ଆଗକୁ ଯିବା। କିଛି ଅସୁବିଧା ନାହିଁ। ଯାହା ହଉଛି, କାର ମୁଣ୍ଡ ବିନ୍ଧିବ, କାର ଗୋଡ ହାତ ପେନ୍ ହବ, କାର ଥାର୍ଡ ଆଇ କଣ ଭାଇବ୍ରେଟ କରିବ, କାର କ୍ରାଉନ ଚକ୍ର ଭାଇବ୍ରେଟ କରିବ, କାର ହାର୍ଟ ଚକ୍ର ଭାଇବ୍ରେଟ କରିବ, ଛାଡି ଦିଅନ୍ତୁ। ଆମକୁ ମୁଁ ଯୋଉ ହିସାବରେ କହୁଛି ସେଇ ହିସାବରେ ଗାଇଡେଡ ହେଇକି ଆମକୁ ଯିବାର ଅଛି। ଓକେ, ଚାଲନ୍ତୁ। ବହୁତ ସୁନ୍ଦର। କୁଳମଣି ବେହେରା ଅନମ୍ୟୁଟ କରନ୍ତୁ, ସାର୍ ନମସ୍କାର। କୁହନ୍ତୁ। ଆଜ୍ଞା। ତାର ତ ମେଡିଟେସନ ତ ଭଲ ରହିଲା। ମୋ ନିଜଟାକୁ ତ ମୁଁ ଭଲ ଦେଖିଲି। ମୁଁ ଫରେନ ଉପରେ ବାହାରେ ପ୍ରାୟ ମୋର ରହିଲା ବାହାରେ। ଯାଇଛନ୍ତି କେବେ ଫରେନ ଯାଇଛନ୍ତି? ହଁ ସାର୍, ଯାଇଛି। ଗୁଡ୍। ତାହେଲେ ଏବେ ଏବେ ଇଜି ହେଇଗଲା ଏଥର, ମାନେ ଗାଁକୁ ଗଲା ଭଳିଆ ଲାଗିବ ଯିବା ପାଇଁ ଫରେନ। ନାଇଁ ନାଇଁ, ମତେ ତ ବାହାରେ ସବୁବେଳେ ବାହାରେ ମାନେ ଦେଖିଲି, ମୁଁ ସେ ଅଛି ତର୍କି
ଓକେ। ଟର୍କି ଛାଡ଼ିଥିଲି, ଟର୍କିରେ 4 ବର୍ଷ ଥିଲି। ଆଚ୍ଛା, ତ ସେଇଗୁରା ଖାଲି ଦେଖାଗଲା। ଯା ହଉ ବହୁତ ବଢିଆ। ଆଉ କଣ ଦେଖିଲେ? ଆଉ ନିଜକୁ ଫିଲ୍ ଦେଖିଲି, ମୁଁ ଦେଖିଲି ବହୁତ, ମୁଁ ଏବେ ଯେତେ ଦୁର୍ବଳ ଅଛି ମୁଁ ତ ବହୁତ ସୁସ୍ଥ ସବଳ। ଆଉ ମୁଁ ଏବେ କଣ ସେଇଟା ଟିକେ ଅଲଗା ପ୍ରକାର ଫିଲ୍ ହେଲା। ଆଉ ମେଡିଟେସନ ବଢିଆ ଲାଗିଲା। ଭଲ ଲାଗିଲା। ଆଜ୍ଞା। ତ ବହୁତ ସୁନ୍ଦର। ଆଉ ପ୍ରତିଛବି ମେଡିଟେସନ କେମିତି ଲାଗିଲା? ଆପଣଙ୍କୁ ପଚରା ହେଇନି। ନାଇଁ, ପ୍ରତିଛବି ମେଡିଟେସନ ଭଲ ଲାଗିଲା ନା। ବୋଉ ତ ଦେଖିଲେ ବାପା ମୋ ପାଖରେ ଅଛନ୍ତି। ହଁ, ବୋଉ ବାପା ତ ପାଖରେ ଅଛନ୍ତି। ନିଜ ଆଉ ଆତ୍ମା ସହିତ ମୋର ମିଶିଲେ। ଆତ୍ମା ସହିତ ମିଶିଲି। ଆଉ ମୋ ଶତ୍ରୁ ବି ଯିଏ ଥିଲେ ତାଙ୍କ ସହିତ ବି ମିଶିଗଲି। ହେଲା, ସିଏ ବି ବହୁତ ଆଲିଙ୍ଗନ ଆସିକି କଲେ, କହିଲେ ଆଉ ମୁଁ କହିବି ନା, ଗୋଟିଏ ଜିନିଷ କହିବି ଆପଣ ମାନଙ୍କୁ, ମୋର ଏକ୍ସପିରିଏନ୍ସ ରୁ ମୁଁ କହିବି, ନିଜ ଶତ୍ରୁ ମାନଙ୍କୁ ଯଦି ଆପଣ କ୍ଷମା କରିଦେବେ, ଆଜ୍ଞା। ଜୀବନର ଅଧା ଟେନସନ ଚାଲିଯିବ। ଜୀବନର ଅଧା ଟେନସନ ଚାଲିଯିବ ଯଦି ନିଜ ଶତ୍ରୁ ମାନଙ୍କୁ କ୍ଷମା କରିଦେବେ। କରିକି ଦେଖନ୍ତୁ। ମୁଁ ଆପଣ ସାର୍ କରିଛି ତ। ତାକୁ ଭିଡିକି ରଖିଛନ୍ତି, ଯାହା ଦ୍ୱାରା କି ଆପଣଙ୍କର ଜୀବନରେ ଚ୍ୟାଲେଞ୍ଜେସ୍ ଆସୁଛି। ସେ ଗୋଟିଏ ପାଇଲେ ଆପଣଙ୍କର ମନ ଅଶାନ୍ତି ରହୁଛି। ମନ ଅଶାନ୍ତି ଦ୍ୱାରା ଆପଣ ଆଉ 4ଟି ଜିନିଷ ଅଶାନ୍ତି କରୁଛନ୍ତି। କ୍ଷମା କରିଦିଅନ୍ତୁ, ମାଇଣ୍ଡ କୁ ହାଲକା କରିଦିଅନ୍ତୁ। ଦେଖିବେ ଆପଣଙ୍କୁ ବହୁତ ଗୁଡାଏ ରାସ୍ତା ମିଳିବ। ମନ ବି ପୀଡା, ମାନେ ଯୋଉ ମନ ଯୋଉ କଷ୍ଟରୁ ବି କମିଯିବ, ଶରୀର କଷ୍ଟରୁ ବି ଚାଲିଯିବ। ଆପଣ ଭିଡି ଆଜ୍ଞା। ଧରି ସଉଛନ୍ତି, ମତେ ସେ କାହିଁକି କହିଲା, ମୁଁ ତାର ଏହା କରିଦେବି, ମୁଁ ତାର ସେୟା କରିଦେବି। ଏଇ ଯୋଉ ଇଗୋ ଗୁଡାକ ଆମେ ଧରିକିନା ଆମର ଅରାକୁ ଆମେ ଖରାପ କରିଦଉଛେ। ଯାହା ଦ୍ୱାରା କି ଆମ ସହିତ ଯାହା ବି ଆଉ କିଛି ଭଲ ହେବାକୁ ଥିବ ନା, ସିଏ ବି ଖରାପ ହେଇଯାଉଛି। ହଁ ସାର୍। ତେଣୁ ମୁଁ କହିବି, ଦେଖନ୍ତୁ, ଜଣଙ୍କ ପ୍ରତି ଆମେ ଖରାପ ଚିନ୍ତାଧାରା ରଖିବା, ରଖି କଣ କରିପାରିବା? ସିଏ ବି ଦିନେ ଦୁନିଆରେ ଚାଲିଯିବ, ଆପଣ ବି ଦିନେ ଦୁନିଆରୁ ଚାଲିଯିବେ। କଣ ତା ପ୍ରତି ଆପଣ ଖରାପ କରିକିରି କଣ ଖରାପ କରିବେ? ସବୁଠୁ ଏବେ ମାକ୍ସିମମ୍ ହେଲା ଦୁନିଆରୁ ଚାଲିବା। ଆପଣ ଦିନେ ଚାଲିଯିବେ ଚାଲିଯିବ। ଦୁନିଆରୁ, ସିଏ ବି ଦିନେ ଚାଲିଯିବ। ତାହେଲେ ତାଠୁ ଅଧିକା ଆପଣ କଣ କରିପାରିବେ କି? ତାହେଲେ କରନ୍ତୁ। ନାଇଁ ନା, ତାଠୁ ଅଧିକା ତ ବଡ ଜିନିଷ କିଛି ନାହିଁ। ତାହେଲେ ଆମେ କଣ ଅନ୍ୟମାନଙ୍କୁ ସବୁବେଳେ ଫରଗିଭନେସ୍ କରନ୍ତୁ, ଛାଡି ଦିଅନ୍ତୁ, କ୍ଷମା କରିଦିଅନ୍ତୁ। କରିକି ଆଜ୍ଞା। ଦେଖନ୍ତୁ, ଗୋଟେ ଛୋଟିଆ ଜିନିଷରୁ ଆପଣ ଷ୍ଟାର୍ଟ କରନ୍ତୁ କରିକିରି, ଦେଖିବେ ଆପଣଙ୍କ ଭିତରେ କେତେ ଖୁସି ଆସିବ। ଆପଣ ଆଜ୍ଞା। ଆପଣଙ୍କ ତରଫରୁ ଯଦି ତାକୁ କ୍ଷମା କରୁଛନ୍ତି ନା, ସେ ସାମ୍ନା ଲୋକଟି ଆପଣଙ୍କୁ ବହୁତ ଖୁସି କରିବେ। ମାନେ ଯୋଉ ତା ମୁହଁରେ ଯୋଉ ହସ ଆସିବ ନା, ଆପଣଙ୍କୁ ଆହୁରି ଖୁସି ଦବ। କରିକି ଦେଖନ୍ତୁ। ଆଜ୍ଞା। ଓକେ। ତ ଯାହା ଆଜ୍ଞା। ଛୋଟିଆ ମୋଟିଆ ଏକ୍ସପିରିଏନ୍ସ ଅଛି, ମୁଁ ଆପଣଙ୍କ ସହିତ ସେୟାର କରୁଛି। ବାସ୍ ତାକୁ ଯଦି ଆପଣ ବ୍ୟବହାର କରିପାରିବେ, ଅନୁଭବ କରିପାରିବେ। ମନୋଜ ପାଣିଗ୍ରାହୀ ଅନମ୍ୟୁଟ କରନ୍ତୁ। ମନୋଜ ପାଣିଗ୍ରାହୀ ଅନମ୍ୟୁଟ କରନ୍ତୁ। କୁହନ୍ତୁ, ପ୍ରତିଛବିର ମେଡିଟେସନ ଆପଣଙ୍କୁ ଠିକ ରେ କଲେ? ସାର୍, ଠିକ ସେ କଲି ଯେ ମାଇଣ୍ଡ ଟା ଇଆଡେ ସିଆଡେ ହଉଥିଲା। ଆପଣ କାଲି ନା ଦେହ ଟିକେ ଗୋଟେ, ଭଲ ନାହିଁ, ଗୋଡ ହାତ ଶୁଣନ୍ତୁ, ବିନ୍ଧୁଛି। ଆପଣଙ୍କର ଆଜ୍ଞା। ପ୍ରୋବ୍ଲେମ ହଉଛି ଆପଣ ଗୋଟେ ରୁମ ଭିତରେ ନାହାନ୍ତି। ଆପଣଙ୍କର 1% ବି ଆଚ୍ଛା। କନସେଣ୍ଟ୍ରେଟ ଆସିବନି। କାହିଁକି ନା ମା ଆସୁଛନ୍ତି, ବାପା ଆସୁଛନ୍ତି, ସ୍ତ୍ରୀ ଆସୁଛନ୍ତି, ଛୁଆ ଆସୁଛନ୍ତି, ହବନି। ଓକେ। ପ୍ରଥମେ ଆଜ୍ଞା। ଆମେ ଠିକ ହେବା, ତାପରେ ସମସ୍ତଙ୍କୁ ଠିକ କରିବା। ଆଜ୍ଞା। ଯୋଉ ପର୍ଯ୍ୟନ୍ତ ଆମେ ଠିକ ହେଇନେ, ଆମେ 1000 ଲୋକର ଭଲ କରିବା କହିଲେ ସମ୍ଭବ ନୁହଁ। ଆଜ୍ଞା। ପ୍ରଥମେ ନିଜକୁ ସଜାଡିବା, ତାପରେ ଯାଇକି ଆମ ସରାଉଣ୍ଡିଂ ସଜାଡିବା। ଆମ ପାଖରେ ନଲେଜ ନାହିଁ, ଆମେ ତ ନିଜକୁ ସଜାଡି ପାରୁନେ, ଆମେ ସମସ୍ତଙ୍କୁ ଏକାଥରେ ସଜାଡିବା କେମିତି କୁହନ୍ତୁ? ରାଇଟ। ମୁଁ ଆଶା ଆଜ୍ଞା। କରିବି କାଲିଠୁ ଗୋଟେ ରୁମ ରେ, ଆପଣ ଅଲଗା ରୁମ ରେ ବସନ୍ତୁ, ଯେମିତି କି ଆପଣଙ୍କୁ କେହି ଡିଷ୍ଟ୍ରାକ୍ଟ କରିବେ ନାହିଁ। ଆଜ୍ଞା। ଯାହା ଦ୍ୱାରା କି ଯାହା ବି ଏ ପ୍ରକ୍ରିୟାରେ କରାଯାଉଛି, ତାର ଉଚିତ ଫାଇଦା ନିଅନ୍ତୁ, ଆଜ୍ଞା। ସଠିକ ଫାଇଦା ନିଅନ୍ତୁ। ଆଜ୍ଞା। ଓକେ। ଆଜ୍ଞା। ଆଉ ମୁଁ କାଲି ଆପଣଙ୍କୁ ପଚାରିବି ଆପଣଙ୍କର ଏକ୍ସପିରିଏନ୍ସ। ଓକେ। ଆଜି ଆଜ୍ଞା। ବହୁତ ଯାହା ବି ହେଇଛି କିଛି ଅସୁବିଧା ନାହିଁ, ଆମେ ସଜାଡି ନେବା କାଲି। ଓକେ। ଓକେ, କାଳନ୍ଦୀ ସେଠ କୁହନ୍ତୁ।
କଣ କାଲିନ୍ଦ୍ର ସେଠ ନା ସେଠି କଣ ଆପଣଙ୍କର ସେଠ? ସେଟ୍ ଆଜ୍ଞା ଚନ୍ଦ୍ର ସେଠ ସେଟ୍ ନା? ଆଜ୍ଞା। ଓକେ କୁହନ୍ତୁ ସାର୍ ଯେମିତି ଆପଣଙ୍କର ଏକ୍ସପିରିଏନ୍ସ। ଯେମିତି ଯେମିତି ହଉଥିଲା ଆପଣ କହିବା ଅନୁସାରେ ସବୁ ଠିକ ଠିକ ହଉଥିଲା। ମୋ ନିଜ 8 ଫୁଟ ଦୂରତାରୁ ମୁଁ ଦେଖିଲି ନିଜକୁ। ଆଉ ପୁଣି ମିଶିବାକୁ କହିଲେ ମତେ ଲାଗିଲା କି ଯେମିତି ଏଞ୍ଜେଲ ଗୋଟେ ଆସିକି ମୋ ଦେହରେ ପର ଲଗେଇ ଦେଇଛି। ଆଉ ତାପରେ ଯୋଉ ବ୍ୟାଙ୍କ କହିଲେ କଥା କହିଲେ ଗାଡି କଥା କହିଲେ ଗାଡି ପୁରା ହାଇ ଫାଇ ଗାଡି ଗୋଟେ ମାନେ କ୍ଷୀର କଲର ଗୋଟେ ଗାଡିଟେ ଦେଖିଲି। ଆଉ ମାନେ ଯୋଉଟା ବଡ ବହୁତ ବଡ ବିଲ୍ଡିଂ ଟେ ଯେମିତି କି କଣ ଟାୱାର ଥାଏନି ସେମିତି ଗୋଟେ ବଡ ବିଲ୍ଡିଂ ଟେ ଚାରିଆଡେ କାନ୍ଥ ଲାଗିଛି ଗାଡ ଲାଗିଛି। ଆଉ ବହୁତ ସାରା ଲୋକ ଗୋଟେ ଫିଲ୍ଡ ରେ ମାନେ ଚିୟର କରୁଛନ୍ତି। ସେମିତି ସବୁ ଫିଲିଙ୍ଗ ହେଲା। ଯା ହଉ ବହୁତ ସୁନ୍ଦର ବହୁତ ଆଜ୍ଞା ସୁନ୍ଦର ଏକ୍ସପ୍ଲେନ ଆପଣ କରୁଛନ୍ତି ତାମାନେ ଆପଣ ପୁରା ଆଜ୍ଞା। ଡିପରେ ମାନେ ମେଡିଟେଟ କରିଛନ୍ତି। ହଁ, ଏହି ବହୁତ ପ୍ରକ୍ରିୟା ବହୁତ ଲୋକ ଜାରି ମାନେ ରଖନ୍ତୁ ହଁ କଣ୍ଟିନ୍ୟୁ ରଖନ୍ତୁ ଆଜ୍ଞା ଦେଖିବେ 6 ଦିନ ପରେ ଗୋଟେ କନଫିଡେନ୍ସ ଅଟୋମେଟିକାଲି ବିଲ୍ଡ ହେଇଯିବ। କାହିଁକି ନା ଆଜି ଯାଇ ଆପଣଙ୍କୁ କେବେ ମୌକା ମିଳିନଥିଲା ଛକା ମାରିବା ପାଇଁ। ରାଇଟ ଠିକ ଆଜି ହଁ ମୌକା ଆଜ୍ଞା ମିଳିଲା। ଆଜିଠୁ ଯେ ଛକା କେମିତି ମରାଯାଏ ନିଜର ପ୍ରତିଛବି କେମିତି ଆପଣ ଦେଖିପାରିବେ। ରାଇଟ ଆଜି ଯାଏ ହଁ ଦେଖୁଥିଲେ ଗୋଟେ ଗରିବ ରୋଗୀ ବ୍ଲିଅର ବ୍ଲାକ୍ ଆଣ୍ଡ ହ୍ୱାଇଟ ବଟ ଆଜ୍ଞା ଯେତେବେଳେ ନିଜର ପ୍ରତିଛବି ହଁ ମୋ ଭିତରେ ଏତେ ଗୁଣ ଅଛି ମୁଁ କରିପାରିବି। ଆଜ୍ଞା ହନୁମାନଙ୍କ ପାଖରେ ଏତେ ବଡ ପାୱାର ଥିଲା ସେ ନିଜେ ଜାଣିନଥିଲେ। ଜାଣିନଥିଲା। ତାଙ୍କୁ ଜଣେ କହିଲା ପରେ ସେ ତାଙ୍କର ନିଜର ପାୱାରକୁ ଇସ୍ତେମାଲ କଲେ। ସେମିତି ମନୁଷ୍ୟଙ୍କ ପାଖରେ ସମସ୍ତଙ୍କ ପାଖରେ ବହୁତ ପାୱାର ଅଛି ସେ ଲୁଚାୟିତ ହେଇକି ଅଛି। ଆଜ୍ଞା କିଏ ନା କିଏ ତାଙ୍କୁ ଯେତେବେଳେ ଗାଇଡାନ୍ସ କରିଦିଏ ନା ରାସ୍ତା ଦେଖେଇ ଦିଏ ସେତେବେଳେ ସେ ପାୱାର ଟା ଏତେ ବୁଷ୍ଟଅପ୍ ହବ ଆପଣଙ୍କୁ ସବୁ କାମ କରିବାରେ ଆଉ କୌଣସି ବାଧା ସୃଷ୍ଟି ହବନି। ହଁ ଆଜ୍ଞା ରାଇଟ ହଁ ଆଜ୍ଞା ଓକେ ଚାଲନ୍ତୁ ଆଉ ଜଣେ ଦି ଜଣ ସହିତ କଥା ହବା ତାପରେ ଯିବା ପାଠ୍ୟକ୍ରମ ସ୍ୱାଗତିକା କର କୁହନ୍ତୁ। ନାଇଁ ଯଦି କିଏ କଥା ହେବେ ହ୍ୟାଣ୍ଡ ରାଇଜ କରନ୍ତୁ। ଓକେ କୁହନ୍ତୁ। ଆଜ୍ଞା ସାର୍ ମୁଁ ଫିଲ୍ କଲି ମୁଁ ଯେତେବେଳେ କଲେଜ ଯାଉଥିଲି ଯେମିତି ସୁନ୍ଦର ଥିଲି ପୁରା ସେଇ ରୂପ ଟା ମୁଁ ଫିଲ୍ କଲି ଫାଷ୍ଟ। ପୁରା ହେଲ୍ଦି ପୁରା ଗୁଲଗାଲିଆ ପୁରା ସେମିତି ସୁନ୍ଦର ଟା ଫିଲ୍ କଲି। ତାପରେ ବୁଲିବା ପାଇଁ ମୁଁ ପୁରା ଗୋଟେ ବଡ ଗାର୍ଡେନ କୁ ଯାଇଛି ଯେମିତି ପୁରା ସେ ଜାଗାର କିଛି ନାହିଁ ଖାଲି ଗାର୍ଡେନ ଫୁଲ ବଗିଚା ଆଉ ଗୋଟେ ଭଲ ୟୁନିଭର୍ସାଲି ପିକଚର ଟେ ମୋ ମାଇଣ୍ଡ କୁ ଆସିଲା ମୁଁ ସେଠି ବୁଲୁଛି ସେଟା ଫିଲ୍ କଲି। ମଜା ଲାଗିଲା ଖୁସି ଲାଗିଲା। ଆଜ୍ଞା ଚାଲ ବହୁତ ସୁନ୍ଦର। ସୁଶୀଲ ପ୍ରଧାନ ଆପଣ ହ୍ୟାଣ୍ଡ ରାଇଜ ଅଛି। କିଛି ସାର୍ କହୁଛନ୍ତି? ମୋର ମେଡିଟେସନ କଲା ବେଳେ କଣ କଣ ଗୋଟେ ସାର୍ ଫଲ୍ଟ ରହୁଛି ମତେ ଟିକେ ସାର୍ କହିଲେ ମୁଁ ମତେ କହୁନାହାନ୍ତି ମୁଁ ଯାହା ଦେଖୁଛି ପ୍ରାକ୍ଟିକାଲି କହିପାରୁଛି କିନ୍ତୁ ମନ ଭିତରେ ଆପଣଙ୍କ କଣ ଚାଲୁଛି ମୁଁ ତ ଜାଣିନି ନା। ଯଦି ମନ ଭିତରେ କିଛି ଅବଷ୍ଟ୍ରାକ୍ଟ କ୍ରିଏଟ କରୁଛି ତାହେଲେ ମତେ କହିଲେ ମୁଁ ସେଟାକୁ ଆପଣଙ୍କୁ କ୍ଲିୟର କରିବି। ନାଇଁ ଠିକ ତ ସାର୍ ଫାଷ୍ଟ ବେଳେ ଠିକ ଲାଗୁଥିଲା ସେକେଣ୍ଡ ବେଳେ ସାର୍ ଟିକେ କେମିତି ମନ ଇଆଡେ ସିଆଡେ ପଳଉଛି ପୁଣି ତାକୁ ଯେମିତି ଆପଣ ପ୍ରୋସେସ ରେ କହୁଛନ୍ତି ଆଉ ଟାଣୁଛି ପୁଣି ଏପଟ ସେପଟ ଟିକେ ବେଳେ ବେଳେ ହଉଛି ଆଉ। କି ସାର୍ ରହିବ ଏଇଟା ନର୍ମାଲ ପ୍ରୋସେସ ୟା ପାଇଁଲି ଆପଣଙ୍କୁ କନସିୟସ ଲେବଲରେ ମନକୁ ଟାଣି ଆଣିକିରି ପୁରେଇବାର ଅଛି ମନକୁ ଟାଣି ଆଣିବାର ଅଛି ମନକୁ ଟାଣି ଆଣିବାର ଅଛି ମନ ଯିବ ମନ ଦିନକୁ 60-70 ହଜାର ଥଟ ଆଣିବ ମନ ତ ଯିବ କିନ୍ତୁ ଆପଣ ନାଇଁ କନସିୟସ ଆପଣ ଲେବଲରେ ସାର୍ ଦେଖିବା ଭିତରେ ଠିକ ଠାକ ଅଛି କି ମୁଁ ତ ଚେଷ୍ଟା କରୁଛି ସେଟା ଭିତରେ ମୁଁ ଯେମିତି ଦେଖନ୍ତୁ ମୁଁ ତ ଏତେ ଇଏ କରିନି ଯୋଉମାନଙ୍କର ମୁଁ ମେଜର ପାର୍ଟ ଦେଖୁଛି ମୁଁ ସେମାନଙ୍କ ନାଁ ଲେଖୁଛି ମୁଁ ସବୁଦିନ ଦେଖିବି ଏଇ ପ୍ରକ୍ରିୟା ତେଣୁ କିଛି ଅସୁବିଧା ନାହିଁ ଠିକ ଅଛି ନା ଧୀରେ 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 ଯାହାବି ଫିଜିକାଲି ଆକ୍ଟିଭିଟିରେ କୌଣସି ଚ୍ୟାଲେଞ୍ଜେସ୍ ଆସୁଛି ମୁଁ ଧରିପାରିବି କିନ୍ତୁ ଆଜ୍ଞା ସାର୍ ଇଣ୍ଟରନାଲି ଚ୍ୟାଲେଞ୍ଜେସ୍ ଯଦି କିଛି ଆସୁଛି ସେଇଟା ମତେ କହିବାର ଅଛି ଯେ ସାର୍ ମୋ ମନରେ ଏଇଆ ଆସୁଛି ମୁଁ କଣ କରିବି ସାର୍ ଏହା ଆସୁଛି କଣ କରିବି ଆପଣ ମତେ କହିଲେ ମୁଁ ତାର ସଲ୍ୟୁସନ ଦେବି ଆଜ୍ଞା ଓକେ ପ୍ରଦୀପ ସିଂ ସାର୍ ଧ୍ୟାନରେ ବସିଗଲେଣି ଆପଣ ନା କଣ ଅନମ୍ୟୁଟ କରନ୍ତୁ
ଦେଖିଲି କୁହନ୍ତୁ, ଆପଣଙ୍କର ଭଏସ ଆସୁନି। ମୁଁ ସାର୍ ପ୍ରତିଛବି ତ ଦେଖିଲି। ସାର୍ ହ୍ୟାଲୋ। ଆପଣଙ୍କର ଭଏସ ଆସୁନି, ଆଉ ଟିକେ ଜୋର କହିବେ। ହଁ ସାର୍ ଗଲା। ହ୍ୟାଲୋ। ଏତେ କମ କାହିଁକି ଆସୁଛି? ଟିକେ ଇୟରଫୋନ ଗୋଟେ ମିନିଟ ପାଇଁ ବାହାର କରିଦିଅନ୍ତୁ। ହ୍ୟାଲୋ। ହ୍ୟାଲୋ। ହଁ କୁହନ୍ତୁ। ସାର୍ ପ୍ରତିଛବି ଦେଖିଲି। ସାର୍ ଶୁଭୁଛି? ଶୁଭୁଛି, ବହୁତ କମ ସାଉଣ୍ଡ ଆସୁଛି। କୁହନ୍ତୁ, ମୁଁ ହ୍ୟାଲୋ। ଶୁଣି ଦଉଛି, କୁହନ୍ତୁ। ସାର୍ ପ୍ରତିଛବି ଦେଖିଲି, ଯୋଉଟା କି ଆପଣ କହିଲେ ବାହାରୁ ଦୂର 4-5 ଫୁଟ ଆଗରୁ, କିନ୍ତୁ ସେଇଟା ମୋର ଭିତରକୁ ପୁରା ଫିଟ୍ ହେଇଗଲା। ଭିତରକୁ ଦେଖିବା ଆରମ୍ଭ କଲି। ସେଇଟା ସାର୍ ଆଗରୁ ଅଭ୍ୟାସ ଥିଲା ନା, ମାନେ ସେ ପ୍ରତିଛବିଟା ମୁହଁକୁ ଦେଖେ ହଉଛି ମାନେ ଗୌରାମ ଦେବଙ୍କର ମିଳିତ ତନୁ ବିଗ୍ରହଟା। ସେଇଟା ଆଗରୁ ଅଭ୍ୟାସ ହେଇ ରହିଛି ଅର୍ଦ୍ଧନାରୀଶ୍ଵର ଦେହ। ସେତେବେଳେ ମୁଁ ଆଉ ଏ ଦେହ ନଥାଏ, ସେଇ ଦେହରେ ମୁଁ ସେତେବେଳେ ସେଇଟା ଦେଖି ଚାଲେ, ସେଇଟା ହିଁ ଧ୍ୟାନ କରିଚାଲେ। ଆପଣଙ୍କ ସହିତ ଯୋଡ଼ିବା ପାଇଁ ସେଇ ଦେହଟାର ମୁଁ ଅଭ୍ୟାସ ରଖ ହୁଏ। ସେଇ ଦେହଟା ଏବେ ଆସିଗଲା, ଆଉ ସେଇଟା ବି ଖୁସି ଲାଗିଲା, ଆନନ୍ଦ ଲାଗିଲା ସବୁ। এটা হচ্ছে অনুভূতি। ଚलो, ବହୁତ ସୁନ୍ଦର, ବହୁତ ସୁନ୍ଦର, ବହୁତ ସୁନ୍ଦର। ଥ୍ୟାଙ୍କ ୟୁ। ଓକେ, ଆଉ କାହା ସହିତ ମୁରଲୀଧର ସାର୍ ସହିତ କଥା ହବା, ତାହେଲେ ଆମକୁ ଆଗକୁ ଯିବା। ଆଉ ଜଣେ ମଧୁସୂଦନ ତ୍ରିପାଠୀ ସହିତ କଥା ହବା। ସାର୍ କୁହନ୍ତୁ, ସାର୍ ପ୍ରତିଛବିରେ ଆପଣଙ୍କୁ କଣ ଚ୍ୟାଲେଞ୍ଜେସ୍ ଆସିଲା କିଛି? ହଁ ସାର୍, ମୁଁ ତ କିଛି ବି ପ୍ରତିଛବି ଦେଖିପାରିଲିନି। ଦେଖିପାରିଲେନି? କିଛି ଅସୁବିଧା ନାହିଁ। କିଛି ଦେଖିପାରିଲେ ମୁଁ ଚେଷ୍ଟା କରୁଥିଲି ମାନେ ଇମେଜ କ୍ରିଏଟ କରିବା ପାଇଁ ବି ମଧ୍ୟ, କିନ୍ତୁ ମାଇଣ୍ଡ ଡାଇଭର୍ଟ ହେଇଯାଉଛି। ଓକେ, କିଛି ଅସୁବିଧା ନାହିଁ। ଆପଣ ଯେତେବେଳେ ଦିନେ ଦି ଦିନ କରିବେ ନା, ମନ ସେତେବେଳେ ଭାବିଦବ ଯେ ନା, ମୁଁ ଏଥର ହାରିବାକୁ ପଡିବ, ହୁଁ। ମତେ ହାରିବାକୁ ପଡିବ। ସାର୍ ଯାହା ପ୍ରତି ଇମେଜ କ୍ରିଏଟ କରୁଛନ୍ତି ତାଙ୍କୁ ମତେ ଦେଖେଇବାକୁ ପଡିବ। ମନର ଚିନ୍ତାଧାରା ଏଗୁଡା ସବୁ ରହେ। ତେଣୁ କିଛି ଅସୁବିଧା ନାହିଁ। ଆପଣ ଟ୍ରାଏ କରନ୍ତୁ, ବାର ବାର ରିପିଟେଡଲି ଟ୍ରାଏ ପ୍ରୋସେସ ରଖନ୍ତୁ। ଟ୍ରାଏ କରୁଛି ସାର୍, ଆଜି ତ ମୁଁ ହଁ ପୁରା ଟ୍ରାଏ କରୁଛି, କିନ୍ତୁ ହଁ ହଁ ହବ। ଆଉ କହିବେନି, ମତେ ଆଉ କହିବେନି ଯେ ସାର୍ ମୁଁ ଟ୍ରାଏ କରୁଛି ହଉନି। ମତେ କହିବେ ସାର୍ ଏଥର ହେଲା। ଯେତେବେଳେ ଆଜ୍ଞା ହେଲା ବୋଲି କହିବେ ନା, ଆପଣଙ୍କୁ ପିକ୍ଚର ଯିବ ଯେ ହଁ ଏଥର ଇମେଜ ଆସିବ। ମୁଁ ଆଜି ଶିଖେଇବି ଆପଣଙ୍କୁ। ଓକେ, ଆଜ୍ଞା। ତ ଆମେ ଯୋଉଟା ଆଫର୍ମେସନ କରୁଛେ ନା, ଅଲ୍ଟିମେଟଲି ଆମର ବ୍ରେନ ପାଖକୁ ପଳେଇ ଯାଉଛି ମେସେଜ। ଆଉ ସେ ହୁଁ। ସେମିତି କାହିଁ ଜିନିଷ ଆମ ସହିତ କରୁଛି, ଆମର ଜଣା ଅଜଣାନ୍ତରେ। ରାଇଟ। ତ ମୁଁ କହିବି ଆଜି ଆପଣଙ୍କୁ ଗଲେ। ଓକେ ଜୋସ୍ନା, ଅନମ୍ୟୁଟ। ଆକ୍ଚୁଆଲି ମୁଁ ଠିକ କଲି କି ମୁଁ ଜାଣିନି, ବଟ୍ ଫାର୍ଷ୍ଟରେ ମୁଁ ଗୋଟେ ବହୁତ ଦୂରରେ ମୁଁ ଥିଲି। ମାନେ ମୁଁ ଅଛି ଏକୁଟିଆ ଠିଆ ହେଇଛି, ଜଷ୍ଟ ସିଙ୍ଗଲ ଏକୁଟିଆ ଠିଆ ହେଇଛି। ତାପରେ ଯେମିତି ଯେମିତି ଆଗକୁ ଯିବାକୁ କହିଲେ ସେମିତି ଆଗକୁ ଗଲେ। ଗୋଟେ ବହୁତ ବଡ ଘର, ତାପରେ ଯେମିତି ସବୁ ଲୋକ ଆସି ମତେ ଅଟୋଗ୍ରାଫ ମାଗୁଛନ୍ତି ସେଇଟା, ତାପରେ ମୋ ମାନେ ଯୋଉ ୱାଚମ୍ୟାନ, ତାପରେ ଲାଇକ ବହୁତ ବଡ ଗାଡି, ମୁଁ ଡ୍ରାଇଭ କରୁଛି ଗାଡି। ତ ମାନେ ବହୁତ ବହୁତ ସେଟା ବହୁତ ବଢିଆ ଥିଲା। ମୁଁ ଠିକ କରିଛି ନା ମୁଁ ଜାଣିନି ମେଡିଟେସନ, କାହିଁକିନା ଲାଷ୍ଟ ଟାଇମ ମୋର ଟିକେ ମିଷ୍ଟେକ୍ସ ଥିଲା। ବଟ୍ ଏଥର ମୁଁ ମାନେ ଫାର୍ଷ୍ଟ ଟାଇମ ମୁଁ ଏକୁଟିଆ ଥିଲି। ତାପରେ ଯେମିତି ମୁଁ ସବୁ ଜିନିଷ ପାଉଛି, ଗୋଟେ ଗୋଟେ ଜିନିଷ ସମସ୍ତେ ମୋ ସାଙ୍ଗରେ ଅଛନ୍ତି, ଲାଇକ ବାପା ମା ଭଉଣୀ ସମସ୍ତେ ମୋ ସାଙ୍ଗ ପାଖରେ ଅଛନ୍ତି। ସେମାନେ କହୁଛନ୍ତି ତୁ ଭଲ କରୁଛୁ, ତୁ ଭଲ କରୁଛୁ, ସେମିତି ଜିନିଷ ଗୁଡାକ। ତ ସବୁ ଜିନିଷ ତ ଇମାଜିନେସନ ହଉଛି, ଆଉ ଖରାପ ଏଠି କୋଉଠି ଆସିଲା? ଏଠି ଆଫର୍ମେସନ କାହିଁ କରାହଉଛି? ଭଲ କରୁଛି କି ଖରାପ ଉଁ କରୁଛି? ନା ମୋ ମେଡିଟେସନ ରେ ଭୁଲ ଅଛି କି, ମାନେ ମୁଁ ଭାବୁ ଚାଲିଛି, କାହିଁକିନା ଲାଷ୍ଟ ଟାଇମ କହିଲି ନା ତୁ ନାଇଁ, ମେଡିଟେସନ ଏପଟ ଆମେ ସେପଟ ହଉଛି ବୋଲି। ପିକ୍ଚର କୁ ଯୋଉ ଗାଇଡେଡ ଜିନିଷ ଯାକୁ କୁହାଉଛି, ତାକୁ ଯେତେ ଆମେ ଏକ୍ସପାଣ୍ଡ କରିକିରି ପିକ୍ଚରାଇଜ କରିବା, ଫଟୋ ଇମେଜ କ୍ରିଏଟ କରିବା, ଆମକୁ ସେତେ ମଜା ଦବ। ଆଉ ଯେତେ ହୁଁ ଆମେ ତାକୁ ଅତି ଫ୍ଲୋ ରେ କରିଦେବା ନା, ଆଉ ସେଟା ମ୍ୟାନିଫେଷ୍ଟନେସନ ହେବା ପାଇଁ ବହୁତ ଇଜି ହେଇଯିବ। ବହୁତ ଶୀଘ୍ର ଆମ ପାଖରେ ସେ ପୋଟେନସିଆଲ ଆସିଯିବ। ଗୋଟେ କନଫିଡେନ୍ସ ବିଲ୍ଡ ହବ ଯେ ହଁ ହଁ ଏଇ ଛୋଟିଆ ଛୋଟିଆ କାମ ମୁଁ ଆରାମ ସେ କରିଦେବି। ଏଇ ହୁଁ ପ୍ରକାର ଚିନ୍ତା ଆସିଯିବ ମନ ଭିତରେ। ତେଣୁ ଯାହାବି ଇମାଜିନେସନ ଆସୁଛି ବହୁତ ସୁନ୍ଦର ଆସୁଛି, କିଛି ଅସୁବିଧା ନାହିଁ। ତାକୁ ଯଦି ଆମେ କଣ୍ଟିନ୍ୟୁ ସେ ଫ୍ଲୋରେ ରହିପାରିବା, ତାହେଲେ ଆମେ ଯୋଉ ପିକ୍ଚର କ୍ରିଏଟ କରୁଛେ ମନ ଭିତରେ, ତାକୁ ଆମେ ରୂପାନ୍ତରିତ କରିପାରିବା ବହୁତ ଜଲ୍ଦି ଆମ ଜୀବନରେ। ଏଇ ହିଁ ପ୍ରୋସେସ, କିଛି ନାହିଁ।
ରାଇଟ୍। ଆଉ ବାକି ଓକେ। ଆଉ ୟାର ଆମର ପ୍ରତିଛବିର ମେଡିଟେସନ ର ପ୍ରକ୍ରିୟା କେମିତି ରହିଲା? ପ୍ରତିଛବି, ଜ୍ୟୋତ୍ସ୍ନା ରାଓ, ପ୍ରତିଛବିର ହଁ ଏକ୍ସପିରିଏନ୍ସ। ମୁଁ କହିଲି ଫାଷ୍ଟ ସିଙ୍ଗଲ ଠିଆ ହେଇଥିଲି, ନର୍ମାଲ ଯେମିତି ଏବେ ମୁଁ ଅଛି ସେମିତି। ତାପରେ ଯେତେବେଳେ କହିଲେ ଗୋଟେ ସୁନ୍ଦର, ସେ ଟାଇମରେ ମାନେ ମୁଁ ମୋ ପାଷ୍ଟ କୁ ଯାଇକି ମାନେ ସରି, ମୋର ପ୍ରତିଛବି କହିଲି, ମୁଁ କହିଲି ସୋଲ। ସୋଲ ଆକ୍ଚୁଆଲି ପ୍ରତିଛବି ତ କଥା କହିଲି, ସୋଲ ନିଜ soul ଆତ୍ମା ଯେତେବେଳେ ସହିତ ଷ୍ଟାର୍ଟିଂ ଯୋଉ ମିଶିଲ, କଣ ଏକ୍ସପିରିଏନ୍ସ ରହିଲା? ହଁ ମାନେ ମତେ ଲାଗିଲା ମୁଁ ବହୁତ ଭୁଲ କରୁଛି, ମାନେ ମୋ ଆତ୍ମା ବହୁତ କଷ୍ଟ ଦଉଛି। ମତେ ଲାଗିଲା ମୋ ଆତ୍ମା ମୁଁ ବହୁତ କଷ୍ଟ ଦଉଛି, ମାନେ ମୁଁ ଯାହା ବି କରୁଛି ମୁଁ ମୋ ପାଇଁ ମୁଁ ବହୁତ ଖୁସି ଅଛି, କିନ୍ତୁ ମୋ ଆତ୍ମା ନାହିଁ। ମାନେ ମତେ ଫିଲ୍ ହେଲା ମୁଁ ବହୁତ ଭୁଲ କରୁଛି ବୋଧେ। ମାନେ ମୁଁ ମୋ ପାଇଁ ହାପି ଅଛି, ମୁଁ ଯାହା କରୁଛି ମୁଁ ଖୁସି ଅଛି, କିନ୍ତୁ ମୋ ଆତ୍ମା ନାହିଁ। ମାନେ ସେ କହୁଛି ତୁ ଭୁଲ କରୁଛୁ, ତୁ ଯାହା ବି କରୁଛୁ। କ୍ଷମା ସେ ମଗାଲ ଜିନିଷ ଟା ଆତ୍ମାକୁ। ଫିଲ୍ ହେଲା। ଆଁ ମାଗିଲି ଆତ୍ମା ଆଉ କରିବିନି ଆତ୍ମାକୁ ସେ ଭୁଲ। यस। ओके, କ୍ଷମା ମଗାଇଲା। चलो बहुत सुंदर। ଆଉ କିଏ? ମଧୁସୂଦନ ଅନମ୍ୟୁଟ କର, ଯିବା ତାପରେ ପାଠ୍ୟକ୍ରମକୁ। ସମସ୍ତେ ଖାତା ପେନ୍ ବାହାର କରିଦିଅନ୍ତୁ, ନାଲି ପେନ୍, ଆପଣଙ୍କର ନୋଟ୍ସ। ମଧୁସୂଦନ ଅନମ୍ୟୁଟ କର। ଓକେ, କୁହ ଆଚ୍ଛା। କଣ ଏକ୍ସପିରିଏନ୍ସ? କିଛି ସମୟ ତ ମତେ ଟିକେ ଲାଗିଲା ଯେମିତି ମାନେ ମୁଁ ଘୁମେଇଲା ଭଳିଆ ଲାଗିଗଲା। କଣ ଲାଗିଲା? ତା ମାନେ ଘୁମେଇଲା ଭଳିଆ ଲାଗିଗଲା ମଝିରେ ମତେ। ଆଚ୍ଛା, ମାନେ ଟିକେ ମାନେ ଡାଉନ ଫିଲ୍ ହେଲା। ଟିକେ ଡାଉନ ଫିଲ୍ ହେଲା, କିନ୍ତୁ ଯେତେବେଳେ ଲାଷ୍ଟ କୁ ଆସିଲି ମାନେ ତେଲୁଗୁ ଷ୍ଟାଇଲ ର ଯେମିତି ସବୁ ଶଙ୍ଖ ମଲମଲ ଘର ଗୁଡାକ ଦେଖାଯାଏ। ବଡ ବଡ ଘର ଯେମିତି 2 ଏକର 3 ଏକର 4 ଏକରରେ ବଡ ଘର ହେଇଥିବ। ଲମ୍ବା ଲମ୍ବା ଫରାରି ସବୁ ଥିବ, ନାଲି କଲର ର କାର, ଆଉ ସୁଟ ବ୍ଲେଜର ପକେଇ ବୁଲୁଥିବି। ମାନେ ଏମିତି ଗୋଟେ ଫିଲ୍ ହେଲା ଆଉ, ରଜା ଷ୍ଟାଇଲ ର ଫିଲ୍ ହେଲା। ଆଚ୍ଛା ଆଚ୍ଛା ଆଚ୍ଛା। ହଁ। ତାକୁ ଆଉ ଟିକେ ଡିପଲି ଦେଖିବା। ରାଇଟ୍, ଏତେ ଲାଇଟଲି ଦେଖିବାନି। ଆଜି ପ୍ରଥମ ଦିନ ଟା ଠିକ ଅଛି, ହୁଁ। ରାଇଟ୍, କିନ୍ତୁ ତାକୁ ଆମେ ଯେତେ ଆ- ଡିପଲି ଦେଖିବା ନା ସେତେ ମଜା ଦବ, ଆମ ଆତ୍ମାକୁ ମଜା କିନ୍ତୁ ଦବ। ଆଉ ଗୋଟେ କଥା ମତେ ବହୁତ ଖୁସି ଲାଗିଲା, ଆପଣ ଲାଇନ ତ କଟିଗଲା ଏଠି। ଟିକେ ରୁହନ୍ତୁ, ଖୋଲିଦିଏ କବାଟଟା। ଆଉ ଗୋଟେ କଥା, ଭଲ ଲାଗିଲା କି ଯେ ମାନେ ଫରଗିଭନେସ୍ ଟା, ଏଇଟା ଯୋଉ ସବୁଠୁ ମତେ ପ୍ଲସ ପଏଣ୍ଟ ଲାଗିଲା। ମାନେ ମୁଁ ଗୋଟେ ଇଏ ହେଇକିରି ଯିଏ ମତେ, ମୁଁ ଯାହାର ଭୁଲ କରିଛି ତାକୁ ଭୁଲ ମାଗି ଦଉଛି, ଆଉ ଯିଏ ମୋର ଭୁଲ କରିଛି ମୁଁ ତାକୁ କ୍ଷମା କରିଦଉଛି। ଏଇଟା ହିଁ ସବୁଠୁ ମୋ ପାଇଁ ପ୍ଲସ ପଏଣ୍ଟ, ଆଉ କିଛି ଏଇଟା ଦରକାର ନାହିଁ। କରନ୍ତୁ, ସମସ୍ତେ କରନ୍ତୁ। ଏଇଥିରେ ନା ଆପଣଙ୍କର ଜୀବନର ଅଧା ଟେନସନ ହଟିଯିବ, ଅଧା ଟେନସନ। କିନ୍ତୁ ୟାକୁ କରିପାରୁନାହାନ୍ତି କାହିଁକି ନା ଆପଣଙ୍କର ମନ ଆପଣଙ୍କୁ ଆଲାଉ କରୁନି କରିବା ପାଇଁ। କରୁନି ହଁ, କାହିଁକି ନା ମୁଁ ସେଇ କାହିଁ କରିବି, ମତେ ସେ ଏମିତି କହିଛି, ମତେ ସେ ସେମିତି କହିଛି। ଠିକ ଅଛି, ଆପଣ କରିବେନି। ଓକେ, ତାକୁ କ୍ଷମା କରିବେନି। ଆପଣ ତାର କଣ କ୍ଷତି କରିବେ? କ୍ଷତି କରି କରି ଗୋଟେ ଲୋକ ତାର ଗୋଟେ ସମୟ ଅଛି, ସେ ଦୁନିଆରୁ ଚାଲିଯିବ। ଆପଣ ହୁଁ ବି ଚାଲିବେ ଦିନରେ, ସିଏ ବି ଚାଲିବ। ତାଠୁ ବଡ ଜିନିଷ କଣ କରିପାରିବେ କି? ତାହେଲେ କରନ୍ତୁ, ମୁଁ କହିବା କଥା। କିଛି ତାଠୁ ବଡ କିଛି ଜିନିଷ କିଛି କରିପାରିବନି। ନାହିଁ, କିଛି ନାହିଁ। ତାହେଲେ ସେ ବ୍ୟକ୍ତି ପ୍ରତି ଆମର କାହିଁକି ସେ ପ୍ରକାର ଚିନ୍ତା ରହିବ? କାହିଁକି ରହିବ? ହୁଁ। ଯଦି ମୁଁ ଆଜି କହୁଛି ଆପଣଙ୍କୁ, ଲୋକଙ୍କୁ କ୍ଷମା କରିଦିଅନ୍ତୁ, କ୍ଷମା ମାଗି ଦିଅନ୍ତୁ, ସେଇଥିରେ ଅଧା ଟେନସନ ଆପଣଙ୍କର ହଟିଯିବ, ତାହେଲେ ଆପଣଙ୍କର ଚ୍ୟାଲେଞ୍ଜେସ କୋଉଠି ରହିଲା? ମୁଁ କହିବା କଥା, ଆପଣଙ୍କ ଚ୍ୟାଲେଞ୍ଜେସ ରହିବା କଥା ନୁହଁ। ଆପଣଙ୍କୁ ଗୋଟେ ରାସ୍ତା ଦେଖେଇଦେଲି, ସେ ରାସ୍ତାରେ ଆପଣ ଚାଲି ଯାଆନ୍ତେ, ଅଧା ଟେନସନ, ଅଧା ଆପଣଙ୍କର ଷ୍ଟ୍ରେସ୍ କମିଯାଆନ୍ତା। କରନ୍ତୁ। ନିଶ୍ଚିତ ନିଶ୍ଚିତ, ଏଇଟା ସବୁଠୁ ମାନେ ବଡ କଥା ଗୋଟେ। ମାନେ ଆମେ ଯଦି ଜଣକୁ କ୍ଷମା କରିଦବା, କି ନହେଲେ କାହାକୁ ଗୋଟେ କ୍ଷମା ମାଗିଦବା, ମାନେ ଯାହା ଭୁଲ କରିଛ, କିମ୍ବା କିଏ ଭୁଲ କରୁଛି କରୁ, ଯାହା କରୁଛୁ କରୁ, କିନ୍ତୁ ଭଲ ରହ, ଏତିକି କହି ତାକୁ ତା ରାସ୍ତାରେ ଛାଡିଦବା। କିନ୍ତୁ ଏଇଟା ସବୁଠୁ ମାନେ ଗୋଟେ ସାଙ୍ଗେ ସାଙ୍ଗେ ପଡିବନି, କିନ୍ତୁ କିଛି ସମୟ ପରେ ଜଣା ପଡିବ ଯେ ଆମେ ଯାହା କରିଛେ ଠିକ କରିଛେ। ରାଇଟ୍, ଓକେ, ଯିବା ଆଗକୁ ଆମେ। ଥ୍ୟାଙ୍କ ୟୁ ସମସ୍ତଙ୍କର ଥଟ୍ ପ୍ରୋସେସ, ସମସ୍ତଙ୍କର ଏକ୍ସପିରିଏନ୍ସ। ଓକେ, ସୁଶୀଲ ପ୍ରଧାନ କଣ କହିଲେ?
ସାର୍ ମୋର ଡ୍ୟୁଟି ପାଇଁ ମେସେଜ କରିଛନ୍ତି ଗ୍ରୁପରେ ତ ମଝିରେ ଡାକିଲେ ମୁଁ ଯାଇପାରିବି କି ସାର୍? ଆଉ କେତେ ସମୟ ଲାଗିବ? କୁଆଡେ ଗଲେ? କିଏ? ସୁଶୀଲ ପ୍ରଧାନ କୁଆଡେ ଗଲେ? ହ୍ୟାଣ୍ଡ ରାଇଜ କରନ୍ତୁ। ସୁଶୀଲ ପ୍ରଧାନ ଟିକେ ହ୍ୟାଣ୍ଡ ରାଇଜ କରିଦେଲେ ମୋ ପାଖକୁ ଆସିଯିବେ। ଓକେ, ସୁଶୀଲ ପ୍ରଧାନ ଅନମ୍ୟୁଟ କରନ୍ତୁ। ମୁଁ ବୁଝିପାରିଲିନି, କହିଲେ କଣ କହିଲେ? ଆଉଥରେ ଟିକେ କହିଦିଅନ୍ତୁ। ସାର୍ ଏବେ ଡ୍ୟୁଟିରେ ଆମକୁ ଯିବେ ଆପଣ? ହ୍ୟାଲୋ, ଗୋଟେ ଗ୍ରୁପ ହଁ, ଅଛି ଆମର କି ମେସେଜ କରିଛନ୍ତି ମାନେ ଡାକିଛନ୍ତି, ଯଦି ମାନେ ମଝିରେ କ୍ଲାସ ଚାଲୁଥିବ ଡାକିଲେ ମୁଁ ଯାଇପାରିବି କି ସେଟା ପରମିଶନ ମାଗୁଛି। ଦେଖନ୍ତୁ ଅର୍ଜେନ୍ସ କେସରେ ଆପଣ ମେସେଜ କରିଦେବେ, ସାର୍ ମୋର ମେସେଜ ଆସିଲାଣି, ମୁଁ ଲିଭ୍ କରୁଛି, ସାର୍ ଠିକ ଅଛି, କହିକି ଆମର ଟିକେ ଯାଆନ୍ତୁ। ଏମର୍ଜେନ୍ସି ସେଥିପାଇଁ ବୁଝିଲେ ନା? ପଚାରିଲି କି ଆପଣ କିଛି ଅସୁବିଧା ନାହିଁ। ଏବେ କିଛି ମେସେଜ ଆସିଲା କି ଯିବା ପାଇଁ? ହଁ ମେସେଜ ତ କରିଛନ୍ତି, ମେସେଜ କଲା ପରେ ମାନେ ତାପରେ ବି ଡାକନ୍ତି ଆଉ କି ଆସ ବୋଲି, ଯେତେବେଳେ ଡାକିଲେ ମୁଁ କହିବି ଯାଇପାରିବି ଆଉ କି ନାହିଁ। ଅଧଘଣ୍ଟା ରୁହନ୍ତୁ, ଆଉ ଗୋଟେ ଗାର୍ଜିଆନ ଏଞ୍ଜେଲଙ୍କର ମେଡିଟେସନ ଟା ଅଛି, ଯଦି ତାପରେ ଯିବେ, ସେମିତି ଅର୍ଜେନ୍ସ ଠିକ ଅଛି, ସାର୍। ଯିବେ, ଯାଆନ୍ତୁ। ଓକେ, ଓକେ ସାର୍। ଠିକ ଅଛି। ସମସ୍ତଙ୍କୁ ରିକ୍ୱେଷ୍ଟ ଗୋଟେ ରଖିବି, ଟିକେ ଆମେ କିଛି ରୁଲ୍ସ କୁ ଫଲୋ କରିବା, ଯୋଉଥିରେ କି ଆମେ ଆଜି ଗୋଟେ ଫ୍ୟାମିଲି ମେମ୍ବର ହିସାବରେ ଅଛନ୍ତି, ରାଇଟ୍ ଅଛେ। ଆଗକୁ ଆମର ଲମ୍ବା ସଫର ରହିବ। ୱାନ୍ସ ମୋ ସହିତ କନେକ୍ଟ ହେଇଛନ୍ତି ମାନେ ଗୋଟେ ଇଏ ଲମ୍ବା ସଫର ରହିଲା। ତ ମୁଁ କହିବି, ଯେତେବେଳେ ଆପଣଙ୍କ ଘରକୁ କିଏ ଗେଷ୍ଟ ଆସନ୍ତି, ରାଇଟ୍, ଆପଣଙ୍କ ଘରକୁ କିଏ ଜଣେ ଗେଷ୍ଟ ଆସନ୍ତି, ଆଉ ସେ ଗଲାବେଳେ ଆପଣଙ୍କୁ ନ କହିକି ଚାଲି ଯାଆନ୍ତି, ସ୍ୱାଗତିକା କର, ଅନମ୍ୟୁଟ କରନ୍ତୁ। ଆପଣଙ୍କ ମନରେ କଣ ଫିଲ୍ ହବ? ସେ ଆସିବେ, ଖୁସି, ଭଲ ମନ୍ଦ ସବୁ ହେବେ, କିନ୍ତୁ ଗଲା ବେଳକୁ କହିବେନି, ପଳେଇବେ। ମତେ ଲାଗିବ ଯେମିତି ମୁଁ କଣ ଗୋଟେ ଭୁଲ କରିଦେଲି, ସେ ରାଗିକି ପଳେଇଲେ, କହିଲେନି କିଛି। ନହେଲେ ଆଉ କଣ ଅପସନ ଦେଇପାରିବେ? ସେଇଟା ଗୋଟେ ଅପସନ। ଆଉ ଲାଗିବ କଣ ଗୋଟେ ତାଙ୍କୁ ବୋଧେ କିଛି ଭଲ ଲାଗିଲାନି, କି ତାଙ୍କୁ ତାଙ୍କ ମନରେ କଣ ଆସିଲା, ମତେ ତ ଖରାପ ଲାଗିବ ଯେ ମତେ ନ କହିକି ମୋ ଘରକୁ ଆସି ମତେ ନ କହିକି ପଳେଇଲେ। ତାପରେ ଲାଗିବ ସାଇଡ ମୁଁ କଣ କରିଦେଇଛି ବୋଧେ। ଚାଲନ୍ତୁ, ମୁଁ କହିବାର ଏହାର କୋଶ୍ଚିନ୍ ଏହା ହେଲା, ଯେତେବେଳେ ଆମେ ଏଠି ସମସ୍ତେ ବସୁଛେ, ରାଇଟ୍, ଆଜି ଗୋଟେ ଫ୍ୟାମିଲି ମେମ୍ବର ହିସାବରେ ବସୁଛେ, ଯଦି ଆପଣ କୌଣସି ଅର୍ଜେନ୍ସ କାମ ଆସିଲା, ଆପଣ ଏଠୁ ଲିଭ୍ କରିକି ଯାଉଛନ୍ତି, ଆଟଲିଷ୍ଟ ଇନଫର୍ମ କରିଦିଅନ୍ତୁ। ମେସେଜ ମାଧ୍ୟମରେ ବି କରିଦିଅନ୍ତୁ, ଯଦି ମୁଁ ପାଠ୍ୟକ୍ରମ ଚଲେଇଛି, ଯାହାଦ୍ୱାରା କି ମତେ ଲାଗିବ ଯେ ହଁ ଆପଣ ମତେ କମ୍ୟୁନିକେଟ କରିକି ଲିଭ୍ କଲେ, ରାଇଟ୍। ଯଦି ଚାଲିଯିବେ, ମତେ କୋଉଠି ନା କୋଉଠି ମୋ ମନରେ ଗୋଟେ ଦ୍ୱନ୍ଦ୍ୱ ରହିବ, କଣ କିଛି ମୋ ପ୍ରତି କିଛି ଅସୁବିଧା ହଉଛି କି କୋଉଠି ମୋର ଭୁଲ ରହୁଛି କି, ଯାହାଦ୍ୱାରା କି ମତେ ନ ଜଣେଇକି କ୍ଲାସ ରୁ ଚାଲିଗଲେ। ଓକେ, ତ ରିଲେଟ କରିପାରୁଛନ୍ତି ସ୍ୱାଗତିକା ମ୍ୟାଡାମ? ଓକେ, ମୁଁ କିଛି କହିବି ସାର୍, ପ୍ଲିଜ କିପ୍ ମି faithful and dutiful member of this family. ଓକେ, ମୁଁ କିଛି କହିବି, କିଏ? ପ୍ରଶାନ୍ତ ପାତ୍ର। ଓକେ, କୁଆଡେ ଗଲେ ପ୍ରଶାନ୍ତ ସାର୍? କୁହନ୍ତୁ। ମୋର ଏଇ ପ୍ରୋସେସ ଭୁଲ ରହୁଛି, ଗୋଟେ ମୁଁ କିଛି ଫିଲିଂ କରିପାରୁନି। ଆପଣଙ୍କର ମନ ବିଜନେସ ଆଡେ ଯାଉଛି, ରାଇଟ୍? ହଁ ଏଇଥର ଠିକ, ତେଣୁ ମତେ ମୁଁ ଯୋଉ ଅସୁବିଧାରେ ପଡିଛି, ମନଟା ସିଆଡେ ପଳଉଛି ଆଉ। ରାଇଟ୍, ଆମେ ଆଉ ଦେଖନ୍ତୁ, ମୁଁ କହିବି ଆପଣଙ୍କୁ ଯଦି ଜର ହେଇଛି, ସାର୍, ଆପଣ କ୍ୟାନ୍ସର ମେଡିସିନ ଖାଇବେ କି? ନାଇଁ, ନା। ଜର ମେଡିସିନ ଖାଇବାର ଅଛି, ସାର୍, କିନ୍ତୁ ଆପଣ ଖାଉଛନ୍ତି କ୍ୟାନ୍ସର ମାନେ ମେଡିସିନ। ପ୍ରୋବ୍ଲେମ ହଉଛି ସେଠି। ଗୋଟେ ମାଇଣ୍ଡ ଅନ୍ୟ ଆଡେ ପଳଉଛି, ପ୍ରୋସେସ କଣ ଭୁଲ ଅଛି, ତାପରେ ଦେଖନ୍ତୁ, ଯିଏ ମାନେ ପ୍ରୋବ୍ଲେମ ହଉଛି, ଆମ ସମସ୍ତଙ୍କର ପ୍ରୋବ୍ଲେମ ହଉଛି, ଆମେ ଯେତେବେଳେ ଦୁଃଖରେ ରହୁଛେ, ଆମେ କଣ ଶୁଣୁଛେ? ସେଡ୍ ମ୍ୟୁଜିକ। ଯଦି ଦୁଃଖରେ ଅଛନ୍ତି, ଆହୁରି ଦୁଃଖ ହେବା ପାଇଁ କାହିଁ ଚାହୁଁଛନ୍ତି? ଦୁଃଖରେ ଅଛନ୍ତି, ଦୁଃଖରୁ ବାହାରିବା ପାଇଁ ମ୍ୟୁଜିକ ଶୁଣନ୍ତୁ, ହାପି ମ୍ୟୁଜିକ ଶୁଣନ୍ତୁ।
କମେଡି ଦେଖନ୍ତୁ, ତା ପାଇଁ ହେଲା ମେଡିସିନ ସେୟା। ଆପଣ ଦୁଃଖରେ ଅଛନ୍ତି, ମୁଁ ଦୁଃଖରେ ଅଛି, ଟିକେ ସ୍ୟାଡ ସଙ୍ଗ ଶୁଣିବି, ତାମାନେ କଣ? ମାନେ ଆହୁରି ନିଜକୁ ଦୁଃଖ ଦେବା ପାଇଁ ଚାହୁଁଛନ୍ତି ଏମାନେ। ମୁଁ ଭାବିଲି ପ୍ରୋସେସ ମୋର ଭୁଲ ହେଇଯାଉଛି କାଳେ। ନା ପ୍ରୋସେସ ଭୁଲ ନାହିଁ ଆପଣଙ୍କର। ଦେଖନ୍ତୁ ଯୋଉ ପ୍ରକ୍ରିୟାରେ ଆପଣଙ୍କ ଚାଲିଛି 40 42 ବର୍ଷ ହେଲା, କଣ 2 ମିନିଟରେ କଣ ସେ ଠିକ ହେଇଯିବ କି? ତାକୁ ସମୟ ନା ଲାଗିବ, ତା ପାଇଁ ସେଟା ନାଇଁ ଏଇଟା। ଏଫର୍ଟ ଦେବାକୁ ପଡିବ, ତା ପାଇଁ ଆପଣଙ୍କୁ ମେଣ୍ଟାଲି ରେଡି ହେବାକୁ ପଡିବ। ହୁଁ। ମନ ଯାଉଛି ତ କିଛି ଅସୁବିଧା ନାହିଁ, କିନ୍ତୁ ଗ୍ରିଡିନେସ୍ ରହିବନି। ଯାଉଛି 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 କହି ମନକୁ ଖରାପ କରିବେନି। ଏଇଟା ଗୋଟେ ପ୍ରକ୍ରିୟା, ଯିବ ତାକୁ ଆଣିବାକୁ ପଡିବ, ଯିବ ଆଣିବାକୁ ପଡିବ, ଯିବ ଆଣିବାକୁ ପଡିବ। କିଛି ଫିଲିଂ ଅସୁବିଧା କରିପାରିଲିନି ନାହିଁ, ତ ସେଥିପାଇଁ ଦେଲି। ଠିକ ଅଛି ନା? ମୁଁ ଫିଲିଂ କରିପାରିଲିନି ତ କିଛି ସେଥିପାଇଁ ଅସୁବିଧା ନାହିଁ, ଆପଣ କରିପାରିଲେନି କରିପାରିଲେନି କୁହନ୍ତୁନି। ଏଥର କୁହନ୍ତୁ ମୁଁ ମେଡିଟେସନ କରିକି ଦେଖେଇବି, କରିକି ଦେଖେଇବି, କରିକି ଦେଖେଇବି। ଏ ପ୍ରକ୍ରିୟା କୁହନ୍ତୁ, ଅଟୋମେଟିକାଲି ଆପଣଙ୍କ ବ୍ରେନକୁ ମେସେଜ ଯିବ ଏଥର ମେଡିଟେସନ କରିପାରିବେ। ଓକେ। ଓକେ। ସୁକାନ୍ତ ପ୍ରଧାନ କଣ କହିଲେ? ସାର୍ ମତେ 2ଟା ଆଗରୁ ମୋର କର୍ମ କ୍ଷେତ୍ରରେ ପହଞ୍ଚିବାକୁ ପଡିବ, ଆଉ କେତେ ସମୟ ଲାଗିବ? ସୁକାନ୍ତ ପ୍ରଧାନ କିଏ? ସୁକାନ୍ତ ପ୍ରଧାନ, ସୁକାନ୍ତ ପ୍ରଧାନ ଏନରେଜ କରନ୍ତୁ। ଓକେ, 2ଟା ପୂର୍ବରୁ ଆପଣଙ୍କୁ ଯିବାକୁ ପଡିବ ତ ଆମର ଆଉ ଅଧଘଣ୍ଟା ନା ଘଣ୍ଟାଟେ ନା ଲାଗିବ। ନା 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 ସାର୍ 9ଟା ପୂର୍ବରୁ। ଓକେ, 9ଟା ଲେଖା ହେଇଛି, ମୋର 2ଟା ସୁଧା। 9ଟା ଆଚ୍ଛା ପୂର୍ବରୁ ଯିବି ସାର୍। ଆଚ୍ଛା, ଇଂଲିଶରେ 9 ହେଇଯାଇଛି, ମୁଁ ଓଡିଆରେ ଆପଣ ଲେଖିଛନ୍ତି ତ ସେଥିପାଇଁ 2 ଏମିତି। ଆଜ୍ଞା ଆଜ୍ଞା 9ଟା ପୂର୍ବରୁ ଯିବାର ଅଛି, ରାଇଟ? ତାହେଲେ 8ଟା ହେଲା। ଓକେ, ଆମେ 9ଟା ବେଳକୁ ସରିଯିବ। ଆଜିର ପ୍ରକ୍ରିୟା 4 ଘଣ୍ଟା ଲାଗିବ, ମୁଁ କହିଥିଲି ସମୟ ଲାଗିବ ଟିକେ, କାହିଁକିନା ଇଣ୍ଟ୍ରୋଡକ୍ସନରେ ଆଜ୍ଞା ଆମର ଘଣ୍ଟାଟେ ଲାଗିଗଲା। ତ କାଲିଠୁ ଆଜ୍ଞା ଆଉ ଇଣ୍ଟ୍ରୋଡକ୍ସନ ରହିବନି, କାଲିଠୁ 8ଟା ଭିତରେ ଆମର କ୍ଲାସ ସରିବ। ହୁଁ। ଆଜ୍ଞା ଆଜି କିନ୍ତୁ 9ଟା ହବ। ଓକେ, କାହିଁକିନା ଆହୁରି ଆମର ଅଛି ଆଉ ଗୋଟେ ମେଡିଟେସନ ଅଛି, ଆଉ ତାପରେ ପାଠ୍ୟକ୍ରମ ଅଛି, ତାପରେ ଏଞ୍ଜେଲ ବ୍ଲେସିଂ ଅଛି। ଓକେ, ଚାଲନ୍ତୁ ସମସ୍ତେ ଖାତା ବହି ଦେଖେଇ ଦିଅନ୍ତୁ ମତେ। ସମସ୍ତେ ଦେଖେଇ ଦିଅନ୍ତୁ ଖାତା ବହି, ପେନ୍। ରାଇଟ୍ ରାଇଟ୍ ରାଇଟ୍। ଓକେ, ସଞ୍ଜୟ ସିଂ ସାର୍ ଓକେ, ଦୀପକ କୁମାର ସାହୁ ଠିକ ଅଛି, ସନ୍ତୋଷ ସାର୍ ଠିକ ଅଛି, ସୁକାନ୍ତ ଠିକ ଅଛି, କୁଳମଣି ଠିକ ଅଛି, ସ୍ୱାଗତିକା ଠିକ। ସାର୍ ସଞ୍ଜୟ ସାର୍ ଆପଣଙ୍କର ଦେଖାନ୍ତୁ, ଆପଣଙ୍କର ଖାତା ଆଉ ପେନ୍। ଖାତା ଦେଖାନ୍ତୁ। ନା, କୌଣସି ପ୍ରକାର ସ୍କୋପ ଦିଆଯିବ ନାହିଁ। ମୁଁ କହିକି ରଖୁଛି ଆପଣ ମାନଙ୍କୁ, ମୋର ପାଠ୍ୟକ୍ରମ ଟିକେ ଅଲଗା ଷ୍ଟାଇଲ ର। ରାଇଟ, ଆମେ ଏଠି ବୟସକୁ ଦେଖିବା ନାହିଁ। ଏଠି ୟେସ୍ ଗୁଡ୍, ଥ୍ୟାଙ୍କ ୟୁ ସଞ୍ଜୟ ସାର୍। ଏଠି ଆମେ ବୟସକୁ ହଟେଇ ଦେବା। ଆମେ ଏଠି କିଛି ଶିଖୁଛେ କହିକି ବସିବା। ଓକେ, ଠିକ ଅଛି, ଠିକ ଅଛି। ସମସ୍ତଙ୍କୁ ଦେଖିପାରିଲି, ଜ୍ୟୋତ୍ସ୍ନା ରାଓ ଓକେ, ମଧୁସୂଦନ, ସମସ୍ତଙ୍କୁ ମୁଁ ଦେଖିପାରୁଛି। ତ ଏଠି ଆମେ ଛୋଟ ପିଲା ହେଇକରି ଶିଖିଲେ ଆମେ ଶିଖିପାରିବା। ଆଉ ନିଜର ପ୍ରଫେସନକୁ ଯଦି ଦେଖିବା, ନିଜର ବୟସକୁ ଯଦି ଦେଖିବା, ଆମକୁ ଏଠି କୋଉଠି ନା କୋଉଠି ଆମର ମାଇଣ୍ଡ ଆମକୁ ଆଲାଉ କରିବନି। 2ଟା ଜିନିଷ ରହିବ, ତା ଉପରେ ମୁଁ ପ୍ରତ୍ୟେକ ଦିନ ଆପଣଙ୍କୁ ଫଲୋ କରିବି ପାଠ୍ୟକ୍ରମ ଭିତରେ। ଗୋଟିଏ ଜିନିଷ ହେଲା, ଯାହାବି ନୋଟ ଆପଣଙ୍କୁ ପାଠ୍ୟକ୍ରମ ରହିବ, ଡିଟେଲ ଆପଣଙ୍କୁ ନୋଟ ଲେଖିବାକୁ ପଡିବ। ମୁଁ ଆପଣଙ୍କୁ ଏତେ ଇଜି କରିଦେଇଛି ଏ ପାଠ୍ୟକ୍ରମକୁ, ଡିଟେଲ ଭାବରେ ଆପଣ ସ୍କ୍ରିନରେ ଦେଖିପାରିବେ। ଆଉ ଯାହା ସ୍କ୍ରିନରେ ଦେଖାଯାଉଛି ତାକୁ ଲେଖିବେ। ରାଇଟ, ଆପଣ କେବଳ ଲେଖିବା ପାଇଁ ମୁଁ ସବୁ ଡିଟେଲ ରଖିଛି। କାହିଁକି ରଖିଛି ଡିଟେଲ? ପରବର୍ତ୍ତୀ ମୁହୂର୍ତ୍ତରେ ମୋର କୌଣସି ଆବଶ୍ୟକ ପଡିବନି ଏଇ ପାଠ୍ୟକ୍ରମ ଭିତରେ କୌଣସି ହେଲ୍ପ ନେବା ପାଇଁ। ଏତେ ଇଜି କରିଦେଇଛି ଆପଣଙ୍କ ପାଇଁ, ଏତେ ଇଜି କରିଦେଇଛି, କୌଣସି ହେଲ୍ପ ଦରକାର ପଡିବ ନାହିଁ। ଆଉ ଆପଣଙ୍କର ନୋଟ ଯାହାବି ବନେଇବେ ଆଜି, ରାଇଟ, କ୍ଲାସ ସରିଲେ ତାର ଗୋଟେ ଭିଡିଓ ରେକର୍ଡିଂ କରିବେ, ଗ୍ରୁପରେ ସେୟାର କରିବେ। ଯାହାବି ନୋଟ୍ସ ଆଜି ବନେଇବେ, ଫଟୋ ଉଠେଇବେନି, ତାର ଗୋଟେ ରେକର୍ଡିଂ କରିବେ, ଜଷ୍ଟ ରେକର୍ଡିଂଟା ଗ୍ରୁପରେ ଛାଡିବେ। ଏହି ପ୍ରକ୍ରିୟା ସମସ୍ତଙ୍କୁ ଫଲୋ କରିବା ବାଉଣ୍ଡ, ନହେଲେ ମତେ ପୁଣି କାଗଜ ପେନ୍ ଧରିକି ବସିବାକୁ ପଡିବ, କାହାର ଆସିଛି କାହାର ନାହିଁ ମୁଁ ତାଗିଦ କରିବାକୁ ପଡିବ, ପୁଣି ଆପଣଙ୍କୁ ଲାଇନ ଅପ୍ କରିବାକୁ ପଡିବ। ଏଇ ଜିନିଷକୁ ଆପଣ ଡିନାଏ କରିପାରିବେ ନାହିଁ। ଆଟଲିଷ୍ଟ 6 ଦିନ ମୋ ସହିତ କୋପରେଟ କରନ୍ତୁ।
राइट 6 दिन भितर मु चेंज करने चाहिए जो सब जिनस आमर ब्रेन भितर जो पुराना पैटर्न गुड़ा पड़ी नकारात्मक चिंताधारा गुड़ा पड़ी हटाइबा चाहिए राइट आउ गोटे कौन करेंगे जहाँ आज पढ़ाई जो पाठ्यक्रम काली मु समस्त को गोटे गोटे क्वेश्चन पचारि छोट पिला राइट समस्त को गोटे गोटे क्वेश्चन पचारि जो जो पाठ्यक्रम आप स्कूल रे मजा नौले आज ये मजा ना ठीक अच्छे तो से हिसाब रे हमको प्रथम रू हमको मेंटली से प्रकार रेडी हो जातु काली स्टार्टिंग हैला माने हमरो एही पाठ्यक्रम आगे क्वेश्चन आंसर तापर मेडिटेशन तापर पाठ्यक्रम तापर आपनकर गार्जियन एंजल मेडिटेशन तापर आपनकर एंजल ब्लेसिंग राइट प्रत्येक दिन एंजल ब्लेसिंग दिया जिवो तो चलंतु आरंभ करिया हमें 1 मिनिट ओके छोटिया कामड़े करिया टिके एक्साइटमेंट हेबा छोट पिला ना हमें सब आज ओके गोटे छोटिया माने एक्साइटमेंट करिया एक्सरसाइज करिया राइट निज ପାଇଁ ଟିକେ ଆଜି ତାଳି ମାରିବା ରାଇଟ ନିଜ ପାଇଁ ତାଳି ମାରିବା ମ୍ୟୁଜିକ ଦେବି ମୁଁ ମ୍ୟୁଜିକ ସହିତ ଗୋଟେ ମିନିଟ ର ତାଳି ନେବା ସମସ୍ତ କ୍ୟାମେରା ଅନ୍ କରିବେ ତାଳି ମାରିବେ ଆଉ ନିଜକୁ ଏକ୍ସାଇଟମେଣ୍ଟ କରିବେ ଜାଣିଛନ୍ତି ତାଳି ମାରିବା ହେଲା ସବୁଠୁ ଗୋଟେ ପାୱାରଫୁଲ ଟୁଲ ନିଦ ଆସୁଛି ଆପଣ ତାଳି ମାରନ୍ତୁ ନିଦ ପଳେଇଯିବ ବୋରିଂ ଲାଗୁଛି ତାଳି ମାରନ୍ତୁ ଚାଲିଯିବ ରାଇଟ ତ ଏଇଟା ଏଇଟା ବି ଗୋଟେ ଟେକ୍ନିକ ଆଉ ନିଜକୁ ଏକ୍ସାଇଟମେଣ୍ଟ କରିବା ପାଇଁ ଗୋଟେ ତାଳି ମାଧ୍ୟମରେ ଆମେ ତାପରେ ପାଠ୍ୟକ୍ରମ ଷ୍ଟାର୍ଟ କରିବା ଓକେ ଚାଲନ୍ତୁ 1 ମିନିଟ ମ୍ୟୁଜିକ ଶୁଭା ଯାଉଛି ମ୍ୟୁଜିକ ଦେଖା ଯାଉଛି ଓକେ ସୁଶୀଲ ପ୍ରଧାନ ଆପଣଙ୍କର ଦେଖାଯାଉନି ତାଳି ସଞ୍ଜୟ ସାର୍ ଆପଣଙ୍କର ଦେଖାଯାଉନି सुशील प्रधान आपनकर देखा प्रशांत पात्र सर आपनकर देखा यस गुड संजय सर बहुत बढ़िया मनोज पाणिग्राही ओके थैंक यू मनोज पाणिग्राही आपण अनम्यूट करंतु आपनकर प्रॉब्लम मु जानि पड़छ आपण जदि सेही वातावरण रे रहिबे आपण निजुको एक्साइटमेंट कर परिबेनी आपनकर ध्यान जीवो कि आसला कि मो कथा सुनुचंती कि राइट जहाँ पाठ पढ़ा होची काले किए शुणुची कि एई प्रकार चिंताधारा आसीबो कालीठु ए जिनसटा हटाइबे ओके शुभागला आपण वॉइस आसुनी चलंतु एई शो जो एई जो जिनसटा आपनकर प्रॉब्लम रहउची तेनु मु कहूची गोटे सिंगल रूम रे रहंतु जोटा कि आपनको डिस्ट्रैक्ट करिवोनी ओके ताको डी फॉलो करो ओके ओके डे 1 रे हमें शिखिबा पे जाउचे बहुत जिंस शिखिबा नुवा जिंस ओके चलंतु
संतोष सर देखा मोर पीपीटी गुड थैंक यू ओके आमे प्रथम दिन रे आज स्टार्ट करूचे एंजल पाठ्यक्रम को राइट आ पूर्व बहुत एक्सपीरियंस कले निज सोल सहित मिसिले राइट निज घर लोकंकर सोल सहित मिसिले सेमानकु सरी कहले जो माने शत्रु थिले सेमानक सहित मिसिले तांको सरी कहले निज प्रतिछवि देखिले निज प्रतिछवि को आज पर्यंत देखि नथिले निजर पोटेंशियल को निजे आज पर्यंत अनुभव कर नथिले निजर पावर को आज पर्यंत आपण इस्तेमाल कर नथिले आज मु चेष्टा करछि मो माध्यम रे आपनको से पिक्चर सामना रे देखिबा पई आ आपण माने देखिचंदी आ तार मजा भी उठेइचंदी ओके एई प्रकार मते सपोर्ट करथलो चलंतु मु आगु आगु आपनको बहुत जिंस या ऊपर एक्सपेरिमेंट करिया पे चेष्टा करबी ओके ଏହି ପ୍ରକୃତି ଆପଣଙ୍କୁ ସବୁବେଳେ ମିଠା ପାଣି ଦଉ ଆଉ ଏହି ଆଶୀର୍ବାଦ ସହିତ ଆମେ ପୁଣି ଥରେ ମିଶିବା lots of gratitude blessing always thank you so much ओके कहार एक्सपीरियंस शेयर करिवे संतोष दास कोंतो का एक्सपीरियंस शेयर करिवे किछि तार कोडी किछि प्रॉब्लम हला चैलेंजेस आछि कोन सर मुरली सर सर मते शक्ति बोली नाम आसले सर ओके और से दुई जनकर ना बाहरिबो ने मते गोटे फास्ट आइला देव तापर आसले शक्ति सुनंतु मु गोटे कथा कहबी गार्जियन एंजल कर ना बाहर करे पे नरेंद्र मोदी सर्टिफाइड करिवो नाही निज गार्जियन एंजल को निजे बाहर करियर अछि कोनोसी व्यक्ति ताको सर्टिफाई करिवे नै सर्टिफाई की करियो आपण निजे करिवे ओके तनकरी मते जदि कहबे सर ए दीटा ना मते रखिबार अछि माने ए दीटा ना आसु माने मोर गार्जियन एंजल का ना हला ए दीटा बस सीधा कथा आउ किछि भाबियो नै कि सर एटा आसु सेटा आसु सेटा रखिया ना एटा रखिया किछि नै आपण इनर सेल्फ को पचरंतु मो गार्जियन एंजल का ना कोन जोटा आपण को लागुची सेटा ही आपनकर गार्जियन आउ सेटा तो किछि नै आसले सर और से लेटर भी क्यों केमति लेबो सेटा लेखा बस बहुत लेटर भी सुंदर दिसला भाବରେ ଆପଣ ତାକୁ ନିଜ ଇନର ସେଲ୍ଫ କୁ ପଚାରନ୍ତୁ ଆଉ ତାକୁ ଡିସିସନ ନେଇକି ଆପଣ ତାକୁ ରୂପାନ୍ତରିତ କରନ୍ତୁ ନାରେ କିଛି ଏଥିରେ ଲଜିକ ଲଗାଇବା ନାହିଁ ସାର୍ ଏଇଟା ଏମିତି ଆସୁଥିଲା ଆକୁ ରଖିବାଟା ଠିକ ହବ କି ଏପରି କହିବେ ନାହିଁ ଯାହା ନା ଆସୁଛି ଆପଣଙ୍କୁ ଯାହା ଦେଖନ୍ତୁ ଯୋଉଟା ବି ଆପଣଙ୍କର ଗାର୍ଜିଆନ ଏଞ୍ଜେଲ କିଛି ନା କିଛି ମାଧ୍ୟମ ଦେଇକି ଆପଣଙ୍କୁ ସେ ଆପଣଙ୍କୁ ଏକ୍ସପୋଜ କରାଉଛନ୍ତି ଆପଣଙ୍କର କର୍ତ୍ତବ୍ୟ ହେଲା ତାକୁ କ୍ୟାଚ୍ କରିବା କିଛି ନାହିଁ ଯେ କିଏ ମତେ ସାର୍ ମତେ କହିବେ ଏଇଟା ହଁ ବୋଲି କହିଲେ ଏକା ମୁଁ ରଖିବି ସେମିତି କିଛି ନାହିଁ ଯୋଉଟା ଲାଗିବ ତାକୁ ରଖିଦେବାର ଅଛି ଆଉ ସେଇଥିରେ ହିଁ ଆପଣଙ୍କର ଗାର୍ଜିଆନ ଏଞ୍ଜେଲ ଆଉ କିଛି ନାହିଁ ଆଉ ଦ୍ୱିତୀୟ କଥା ଭାବିବାର ନାହିଁ ବାସ୍ ସେବୁଠୁ ମୋର ଗାର୍ଜିଆନ ହେଲେ ଦୁଇ ଜଣ ରାଇଟ୍ ଲେଜର ଆଉ ରୋଶନୀ ମୁଁ ସବୁବେଳେ ଯେତେବେଳେ ମେଡିଟେସନ ମୁଁ ସେ ପ୍ରକ୍ରିୟାରେ ଯାଉଥିଲି ଆଗରୁ ଆପଣ ମାନଙ୍କୁ ତ ମୁଁ ବହୁତ ଇଜି କରିଦେଇଛି ନହେଲେ ଆମକୁ 2 ମାସ 3 ମାସ ଲାଗୁଥିଲା ଏ ଯୋଉ ମେଡିଟେସନ ପ୍ରକ୍ରିୟା ମୁଁ ଆପଣ ମାନଙ୍କ ପାଖରେ ରଖିଛି ବହୁତ ଇଜି କରିଦେଇଛି ଆପଣଙ୍କର ଗାର୍ଜିଆନ ଏଞ୍ଜେଲ ବାହାର କରିବା ପାଇଁ ଆପଣଙ୍କୁ ମୁଁ ଦେଖିବେ 6 ଦିନ ଭିତରେ ମ୍ୟାକ୍ସିମମ୍ 90% ନାଁ ବାହାରି ଯାଇଥିବ ଆମକୁ 60 ଦିନରେ ବି ଆମର ବାହାରୁ ନଥିଲା ମୁଁ ଏତେ ଇଜି କରିଦେଇଛି ଆପଣଙ୍କୁ ଏ 6 ଦିନ ଭିତରେ ହିଁ ଆପଣଙ୍କ ନାଁ ବାହାରିଯିବ ଓକେ चलतु आगु ଯିବା ଦେଖିବା ଆଉ କାର କଣ ଏକ୍ସପିରିଏନ୍ସ ଅଛି ରାକେଶ ଦାସ हेलो सर ହଁ କୁହନ୍ତୁ
ହଁ ସାର୍ ପ୍ରଥମେ ତ ସାର୍ ରାଧେ ରାଧେ ଦେଖା ହେଲା ତା ହ୍ୟାଲୋ ହଁ କୁହନ୍ତୁ। ହଁ ତାପରେ ସାର୍ ଓମ୍ ଦେଖା ହେଲା ଆଉ ଜୟ ଜଗନ୍ନାଥ ଟା ସାର୍ ବହୁତ ଟାଇମ ସାର୍ ଦେଖା ହେଲା। ଠିକ ଅଛି, ଆପଣ ଇନର ସେଲ୍ଫ କୁ ପଚାରନ୍ତୁ ମୋର ଗାର୍ଜିଆନ ଏଞ୍ଜେଲଙ୍କର ନାଁ କଣ। ଦିଟା ହେଇପାରେ, ତିନିଟା ହେଇପାରେ, ପାଞ୍ଚଟା ହେଇପାରେ, ମିନିମମ୍ ଦିଟା ରହିବା ଦରକାର। ଓକେ। ସେଇଟା ସାର୍ କେତେ କଥା ଜାଣିବେ ସାର୍? ଇଏ ମୁଁ ଡେଲି କରେଇବି ଏବେ ପ୍ରାକ୍ଟିସ। ଏ ମେଡିଟେସନ ଡେଲି ପ୍ରାକ୍ଟିସ ହବ, ସେମିତି ନାହିଁ ଯେ ଆଜି ଗୋଟେ ଦିନ ହେଲା। ଏ ଡେଲି ପ୍ରାକ୍ଟିସ ସେସନରେ ଯୋଉଟା ରିପିଟେଡଲି ଆସୁଛି ସେଇଟା ହିଁ ଆମକୁ ସିଲେକ୍ସନ କରିକିରି ଇଏ ସେଲ୍ କରି ଆଗକୁ ଯିବାର ଅଛି। ଆଜ୍ଞା ଆଜ୍ଞା ସେଇ ନାଁକୁ ହିଁ ବ୍ୟବହାର କରିକିରି ଏଣିକି ଆମର ଗାର୍ଜିଆନ ଏଞ୍ଜେଲଙ୍କ ନାଁ ଏଇଆ। ଯେତେବେଳେ ମୁଁ ମେଡିଟେସନ କରିବି ସେଇ ପ୍ରକ୍ରିୟାରେ ସେ ଦିଟା ଗାର୍ଜିଆନ ଏଞ୍ଜେଲଙ୍କ ନାଁକୁ ହିଁ ଅନୁଭବ କରିବି। ଆଜ୍ଞା ଓକେ। ଆଜ୍ଞା ସାର୍। ଚଲନ୍ତୁ ସୁଶୀଲ ପ୍ରଧାନ ସାର୍ ଅନମ୍ୟୁଟ କର। ସାରେ ମୁଁ ତ ଆକ୍ଚୁଆଲି ମତେ ଗୋଟେ ଇନର ଲାଗିଲା ମା ଆଚ୍ଛା ସାରେ ଜାଣିପାରୁନି କିଛି, କଣ ଗୋଟେ ଆୱାଜ ଆସିଲା ସେଟା ବୁଝି ବି ପାରିଲିନି କାରଣ କିଛି ଅସୁବିଧା ସାଉଣ୍ଡ ନାହିଁ, ଆସିଲା। କିଛି ଛାଡିଦିଅନ୍ତୁ। କିନ୍ତୁ ସାର୍ ମୋର ଏତିକି ବିଶ୍ୱାସ ଅଛି ଆପଣ ଯୋଉଟା କହୁଛନ୍ତି କି ଇନର କଲେ ସେଇଟା ହେଇଯିବ। ସାର୍ ପ୍ରାକ୍ଟିସ ଟା ଯେତେବେଳେ ହେଲେ କଲେ ହବ ନା ତାର କିଛି ଟାଇମ ଟେବୁଲ ସାର୍ ପ୍ରାକ୍ଟିସ କିଛି? ମୁଁ କରାଇବି ଏବେ 6 ଦିନ ପ୍ରାକ୍ଟିସ ମୁଁ ଆପଣଙ୍କୁ କରାଇବି ସାର୍ ହେଲା। ଠିକ ଅଛି ସାର୍ କିନ୍ତୁ ଯାଉଛି। ଲାଇଭ ରେ ନ ଆସିଲେ ଆପଣଙ୍କୁ ପ୍ରାକ୍ଟିସ ସେସନ ମିଳିବ ନାହିଁ। ରେକର୍ଡିଂ ରେ ଏସବୁ ଜିନିଷ ପ୍ରାକ୍ଟିସ ସେସନ ମିଳିବ। ସାର୍ ଟିକେ ଟାଇମ ଭିତରେ କଲେ ଭଲ ହବ। ନା ଟାଇମ ମାନେ ସାର୍ ଆଜି 1.5 ଘଣ୍ଟା ଘଣ୍ଟେ 1.5 ଘଣ୍ଟା ଏକ୍ସଟ୍ରା ହେଲା, ମୁଁ ତ କହୁଛି ନା 8ଟା ଯାଏ ଆମର କ୍ଲାସ ରହିବ। ରାଇଟ 3 ଘଣ୍ଟା ସାର୍ ତ ଠିକ ଅଛି। ରହିବ। ଆଜି ଯେହେତୁ ଓକେ ଆମର ସାର୍ ଟିକେ ଥ୍ୟାଙ୍କ ୟୁ। ପର୍ସନାଲ ସମସ୍ତଙ୍କ ସହିତ ଡିସକସନ ହେଲେ ଘଣ୍ଟେ 2 ଘଣ୍ଟା ଟାଇମ ନିଆହେଲା, ନହେଲେ ଆମର 8ଟା ଭିତରେ ସରିଯିବ। ଓକେ। ସାର୍ ଆଜି ଥ୍ୟାଙ୍କ ମୋଷ୍ଟ ଓନ୍ଲି ଆଜି ମଣ୍ଡେ ଅଛି ନା। ଓକେ ହଁ ୟୁ। ଠିକ ଅଛି। ଆପଣ ଏବେ ଯଦି ଚାହିଁବେ ଯାଇପାରିବେ, ରେକର୍ଡିଂ ଦେଖିପାରିବେ ପର ମୁହୂର୍ତ୍ତରେ ହେଲା। ହଁ ସାର୍ ଏଇଟା ସେ ଟିକେ ପ୍ରାୟୋରିଟି ଥିଲା। ଓକେ ଥ୍ୟାଙ୍କ ୟୁ ସାର୍। ଓକେ ସନ୍ତୋଷ ଦାସ ପ୍ଲିଜ ସାର୍ ଟାଇମ ଲେଟ୍ ହେଲାଣି, ଆପଣ ଯାଇପାରିବେ। ୟା ପରେ ପ୍ରକ୍ରିୟାଟାକୁ ଆପଣ ରେକର୍ଡିଂ ଦେଖିଦେଇ ପାରିବେ, କିଛି ଅସୁବିଧା ନାହିଁ। ମୁଁ ଏଇ ମେଡିଟେସନ ପାଇଁ ଆପଣଙ୍କୁ ରଖିଥିଲି ଟିକେ, ରାଇଟ। ଓକେ ଆଉ କିଏ ବିଷୟ ଟିକେ ବୁଝିଦବା କାର ସାର୍ ମୁଁ ଜାଣି ମେଲ ଏଞ୍ଜେଲଙ୍କ ପିକ୍ଚର ଦେଖିଲି କିଏ ସ୍ୱାଗତିକା। ଓକେ ଓକେ ହରପ୍ରିୟା ଓକେ ସ୍ୱାଗତିକା ଓକେ ସ୍ୱାଗତିକା ମ୍ୟାଡାମ ଅନମ୍ୟୁଟ କରନ୍ତୁ। କୁହନ୍ତୁ। ସାର୍ ମୁଁ ଫାଷ୍ଟ ଜଣଙ୍କର ଯୋଉ ମେଲ ଏଞ୍ଜେଲଙ୍କ ପିକ୍ଚର ଦେଖିଲି ପୁରା ହ୍ୱାଇଟ, ସେ ଏତିକି ଚୁଟି ରଖିଛନ୍ତି, ଗୋଟେ ଖଣ୍ଡା ଧରିଛନ୍ତି। ତାପରେ ନେମ୍ ଆସିଥିଲା, ମୁଁ ଆଗରୁ ଦେଖିଥିଲି ପିକ୍ଚର, ସେଇ ନେମ୍ ଟା ଥାଏ ମୋ ମନକୁ ଫାଷ୍ଟ ଆସିଲା ଆର୍କଏଞ୍ଜେଲ ମାଇକେଲ। ତାପରେ ଆଉ ଜଣେ ମେଲ ଏଞ୍ଜେଲକୁ ଦେଖିଲି, ତାଙ୍କ ନାଁ ଟା ମୁଁ ଜାଣିପାରିଲିନି। ତାଙ୍କର ଏତିକି ଚୁଟି, ଆଗ କଟା ହେଇଛି ବାକି ଲମ୍ବା ଅଛି, ସିଏ କଣ ମୁଁ ଜାଣିପାରିଲିନି। କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଏବେ ଡେଲି ପ୍ରକ୍ରିୟାରେ ଦେଖନ୍ତୁ, ରିପିଟେଡଲି ଯୋଉଟା ଆସିଲେ ସିଏ ହିଁ ତମ ଆପଣଙ୍କର ଗାର୍ଜିଆନ ଏଞ୍ଜେଲ। ଓକେ କିଛି ବ୍ୟସ୍ତ ନାହିଁ, 6 ଦିନ ଅଛି। ଆଜି ଗୋଟେ ଦିନ ହେଲା, ଆହୁରି ଅଛି 6 ଦିନ ପ୍ରାକ୍ଟିସ କ୍ଲାସ କରିବା। ହଁ ଯୋଉଟା ଆପଣଙ୍କୁ ବାର ବାର ରିପିଟେଡଲି ଆସୁଛି ଆମେ ତାକୁ କ୍ୟାଚ୍ କରିନେବା। କିଛି ମତେ ପଚାରିବେନି ସାର୍ ଏଇଟା ରଖିବା ନା ସେଇଟା ରଖିବା, ଏଟା ଲଜିକ ମାଇଣ୍ଡ ର କ୍ୱେଶ୍ଚିନ୍ ରହିବ। ଓକେ ଧରିଦେବେ ନା ମୋର ଗାର୍ଜିଆନ ଏଞ୍ଜେଲଙ୍କର ନାଁ ଏଇଟା, ବାସ୍ ମୁଁ ଆକୁ ରଖିବି, ବାସ୍ ଆଉ କିଛି ନାହିଁ। ଆଉ କିଏ ଆପଣଙ୍କୁ ସାର୍ଟିଫାଇ କରିବାର ନାହିଁ, ଆପଣଙ୍କୁ ହିଁ ଡିସିସନ ନେବାର ଅଛି ଆପଣଙ୍କ ଗାର୍ଜିଆନ ଏଞ୍ଜେଲଙ୍କ ନାଁ। ଓକେ ଆଜ୍ଞା ଓକେ ହରପ୍ରିୟା ମ୍ୟାଡାମ କୁହନ୍ତୁ। ହଁ ସାର୍ ଇଏ କଣ ଦେଖିଲେ? ମୋର ଏକ୍ସପିରିଏନ୍ସ, ମୁଁ ଜଷ୍ଟ ଇଏ କଲି ଯେ ପୁରା ଗୋଟେ ପେପରରେ ବହୁତ ଗୁଡେ ମାନେ ଜଣାଣ ଫଣାଣ ଟାଇପ ର ଓଡିଆରେ ଆସିଲା, ତାପରେ ତେଲୁଗୁ ଆଣ୍ଡ ତାପରେ ହିନ୍ଦୀ ପୁରା ସ୍ପଷ୍ଟ। ଆଉ ବାକି ପୁରା ଗୋଟେ ୟେଲୋ କଲରରେ ମା ଆଦିମାତା, ଆଉ ଆରେ ତାରା କି ଆରେ ତାରା, ତାପରେ କୃଷ୍ଣ ରାଧା। କୃଷ୍ଣ ପୁରା ୟେଲୋ କଲର ପିନ୍ଧିକି ଜଣେ ପୁରା ଇଏ, ଆଉ ଜଣେ ପୁରା ହ୍ୱାଇଟ ର, ଆଉ 3 ଜଣ ଛିଡା ହେଇଛନ୍ତି, ହ୍ୱାଇଟ 2 ଜଣ। ଆଚ୍ଛା ଆଚ୍ଛା ଓକେ ଓକେ କିଛି ଡିସିସନ ନେଲେ ନା ଆହୁରି ପ୍ରକ୍ରିୟାରେ ଆମେ ଯିବା? କଣ ଡିସିସନ କହୁନ? ନା ଡିସିସନ ତ ମୁଁ ଡିସିସନ ମାନେ ଆପଣ ଆପଣଙ୍କର ଗାର୍ଜିଆନ ଏଞ୍ଜେଲଙ୍କର ନାଁ ବାହାର କଲେ ସେ ଭିତରୁ, ୟା କନଫ୍ୟୁଜନ ରେ ଅଛି ଆହୁରି ମେଡିଟେସନ କରିକି ତାକୁ ପିଓର କରିବା? ମେଡିଟେସନ କରିବା, ପିଓର କରିବା, ବଟ ଠିକ ସେ ଗିଭ୍ ସିଗ୍ନାଲ ଆଇ ହଁ ଏମ୍ ୱିଥ ୟୁ।
I ଓକେ am with ୟୁ ଓକେ right ଠିକ ଅଛି life. ଠିକ ଅଛି କାଲି ବି କରିବା କାଲି କଲାବେଳେ ବି ଯଦି ସେ ଜିନିଷ ବାର ବାର ଆସୁଛି ତାହେଲେ ଆମେ ସେଥିରୁ କିଛି ନା କିଛି ଗୋଟେ କନକ୍ଲୁଜନ ବାହାର କରିବା ମୋର ରାଇଟ୍ ଗୋଟେ ପରେ କଥା ହବା। ଓକେ ଓକେ ସିଂ ସାର୍ କୁଆଡେ ଗଲେ ସଞ୍ଜୟ ସାର୍ ଅନମ୍ୟୁଟ କରନ୍ତୁ ସାର୍ ସାର୍ କୁହନ୍ତୁ ସାର୍ ସେଠି ତ ଖାଲି ମା ତ ଏକ୍ସପାୟାର କରି ଯାଇଛନ୍ତି, ହଁ 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 ତାଙ୍କ ଫଟୋଟା ଖାଲି ଆସିଲା ଆଉ ମା ଦେଖାଗଲା ଓକେ ଗାର୍ଜିଆନ ମା ଆଣିଛନ୍ତି। କିଛି ଅସୁବିଧା ନାହିଁ ଆମକୁ ଦିଟା ନାଁ ବାହାର କରିବାର ଅଛି ପକ୍କା ତ ଓକେ ରାତିରେ ଆଜ୍ଞା ତେଣୁ ପ୍ରାକ୍ଟିସ କରିବା ମା ଆସିଲେ ତ କିଛି ଅସୁବିଧା ନାହିଁ ବାକି ଦେଖିବା ଆଉ କଣ ତା ଭିତରୁ ଆମେ ଆଜ୍ଞା। ପ୍ରକ୍ରିୟାରେ ବାହାରୁଛି ସେ ଅନୁସାରେ ଆଗେ ଯିବା ଆମେ କାଲି କାଲିକି ଦେଖିବା ଆଜ୍ଞା। ହଁ କାଲି ପରଦିନ ପ୍ରତ୍ୟେକ ଦିନ ଏଇ ମେଡିଟେସନ ହବ ଆଜ୍ଞା ଆଜ୍ଞା ଠିକ ଅଛି ନା ସାର୍ ଠିକ ଅଛି ତ୍ରିଲୋଚନ ହଉ ସାର୍ ତ୍ରିଲୋଚନ କୁଆଡେ ଗଲେ ୟେସ୍ ତ୍ରିଲୋଚନ 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 ଓକେ କୁହନ୍ତୁ କଣ ହେଇଛି କୁହନ୍ତୁ ସାର୍ ମୁଁ କିଛି ଫିଲ୍ କରିପାରୁନି ସାର୍ ସେଥିରେ। କିଛି ଅସୁବିଧା ନାହିଁ ଫିଲ୍ କରିପାରୁନାହାନ୍ତି ହେଲେ ଆଜି ପ୍ରଥମ ଦିନ ନା ଆମେ ଆ, ହଁ ତେଣୁକରି ଏତେ ଆମେ ଗ୍ରିଡିନେସ୍ ରହିବନି ମନ ଭିତରେ ମୁଁ କରିପାରୁନି ମୁଁ କରିପାରୁନି କରିପାରୁନି ରାଇଟ୍ ଠିକ ମାନେ ଅଛି ସ୍ମୁଥଲି ଆମେ ଯିବା କିଛି ଅସୁବିଧା ନାହିଁ ମୁଁ 6 ଦିନରେ ବାହାର କରିଦେଇଥିବି ଠିକ ଅଛି 6 ଡେ ରେ ଭିତରେ ଆପଣଙ୍କୁ ବାହାର କରିଦେବି ବାସ୍ ଏତିକି କନଫିଡେନ୍ସ ରଖନ୍ତୁ ଗଙ୍ଗା ସାର୍ ପ୍ରଶ୍ନ ଗଗନ କୁମାର ଭାଇ ଅନମ୍ୟୁଟ କରନ୍ତୁ ଆଉ ଟିକେ ସାର୍ 5-10 ମିନିଟର ପାଠ୍ୟକ୍ରମ ଅଛି ସାରିଦବା କୁହନ୍ତୁ ସାର୍ ଗୋଟେ ଗାଈ ଗାଈଟା ଆସିଲା, ଗାଈର ଗୋ- ପିକ୍ଚର ଆସିଲା, ଗାଡି ଗାଈ 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 ଓକେ ଗାଈର ଓକେ ହୁଁ, ହୁଁ। ଗାଈର ପିକ୍ଚରରୁ କଣ ଅନୁମାନ କରିପାରୁଛନ୍ତି କିଛି ହଁ ଟିକେ ସେମିତି ଫିଲ୍ ହେଲା ଗାଈ ଚାଲନ୍ତୁ କିଛି ଅସୁବିଧା ନାହିଁ ଆମେ କରିବା ହ୍ୱାଇଟ୍ ପ୍ରତ୍ୟେକ ଦିନ କରିବା ହ୍ୱାଇଟ୍ କଲର ହ୍ୱାଇଟ୍ କଲର ଗୋଟେ ଗାଈ ହୁଁ ଗାଈ ଓକେ ଚାଲନ୍ତୁ ଓକେ ଓକେ କୁଳମଣି ଅନମ୍ୟୁଟ କରନ୍ତୁ ସାର୍ କିଛି ଅନୁଭବ କଲେ ଗାର୍ଜିଆନ ଏଞ୍ଜେଲକୁ ସାର୍ ଅନୁଭବ କଲି କିନ୍ତୁ ନାଁ ଟା ତ କ୍ଲିୟର ହେଇପାରିଲାନି, ଗୋଟେ ଲାଇଟିଂ ଟା ଖାଲି ଆସିଲା ମୋ ପାଖକୁ, ହ୍ୱାଇଟ୍ ଲାଇଟିଂ, ଆଉ ସେଥିରୁ ଗୋଟେ ତ ଫାଷ୍ଟ ମୋର ତ ଆସିଗଲା ରାମ ରାମ, ଆଉ ଦ୍ୱିତୀୟ ଟା ମୁଁ ଜାଣିପାରିଲିନି ସାର୍, ଲାଇଟିଂ ଖାଲି ରହିଲା ଆଉ ଜାଣିପାରିଲିନି। ହଉ କିଛି ଅସୁବିଧା ନାହିଁ ଆମେ ଦେଖିବା କାଲି ପ୍ରକ୍ରିୟାରେ ତାକୁ ଆହୁରି ପିଓର କରିବା ହେଲା ୟେସ୍ ସାର୍। ଓକେ ପ୍ରଦୀପ କୁମାର ସିଂ ସାର୍ ଅନମ୍ୟୁଟ କରନ୍ତୁ ଫଟାଫଟ ସମସ୍ତଙ୍କ ଟିକେ କଥା ହେଇଯିବା ଆଗକୁ ଯିବା ଆଜ୍ଞା ସାର୍ ମୋର ତ କୁହନ୍ତୁ ପୂଜା କଣ ଘରେ ସାର୍ ପୂଜା ଘରେ ଗୁରୁଦେବ ବି ଅଛନ୍ତି ଅନ୍ୟ ଠାକୁର ବି ଅଛନ୍ତି କିନ୍ତୁ ଶ୍ରୀକୃଷ୍ଣ ଛନ୍ଦାଚରଣ ଗାଈ ପାଖରେ ଛିଡା ହେଇଛନ୍ତି ମୁରଲି ଧରିକି ସେଇ ପିକ୍ଚର ଟା ସବୁବେଳେ ଆସିଲା। ଓକେ ଆଜ୍ଞା ସାର୍ ଠିକ ଅଛି ତା ଭିତରୁ ଖୋଜିବା ପାଇଁ ଚେଷ୍ଟା କରିବେ ଯଦି ଆଜ୍ଞା ରିପିଟେଡଲି ଆସିବ କାଲି ଆମେ ସେ ପ୍ରକ୍ରିୟା କରିବା ଓକେ ଆଜ୍ଞା ଆଜ୍ଞା ସାର୍ ଓକେ ମଧୁସୂଦନ ଅନମ୍ୟୁଟ କର ସାର୍ କୁହନ୍ତୁ ମତେ ତ ଫାଷ୍ଟ ଗୋଟେ ପାଦ ଦେଖାଗଲା, ଓକେ ତାପରେ ଜଣେ ତାପରେ ଜଣେ ପାଦଟା ଘୋଡାରେ ବସି ଆପଣଙ୍କର ରିପିଟେଡଲି ଆସୁଛି ଆପଣଙ୍କର ମାଙ୍କର ପାଦ ବି ଆସିଥିଲା ବୋଲି କହୁଥିଲେ ନା ହଁ ମେଡିଟେସନରେ ତେଣୁ ହଁ ଆପଣଙ୍କର କୋଉଠି ନା କୋଉଠି ସବକନସିୟସ ମାଇଣ୍ଡରେ ସେ ପାଦର ପିକ୍ଚର ଥୁଆ ହେଇଛି ତେଣୁକରି ମେଡିଟେସନ କଲା ମାନେ ପାଦର ହିଁ ଆସୁଛି ଠିକ ଅଛି କିଛି ଅସୁବିଧା ନାହିଁ ଆମେ ଲଜିକ ଲଗେଇବାନି ବଟ୍ ଦେଖିବା ତାକୁ ପ୍ୟୁରିଫାଇ କରିକି ବାହାର କରିବା ନା କୁହନ୍ତୁ ଆଉ କଣ ଦେଖିଲେ ପାଦଟା ଆସୁଛି ଆଉ ଜଣେ ମାନେ ଦେବୀ ଜଣେ ଘୋଡାରେ ବସିକି ଯାଉଛନ୍ତି ହୁଁ ଆଉ ତାଙ୍କ ପଛରେ ହେଇକି ଚାଲିଛି ଆଉ ଖଣ୍ଡା ଧରିକି ଯାଉଛନ୍ତି ଏତିକି ଆସିଲା ଯେ ଆଉ ଟିକେ ମେଡିଟେସନ କରିବା ତାପରେ କଣ ହଉଛି ଦେଖିବା। ଠିକ ଅଛି କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ଓକେ ଓକେ ଜୋସ୍ନା ଜୋସ୍ନା କବିର ସାର୍ ଅନମ୍ୟୁଟ କରନ୍ତୁ
कबीर सर, कालिंद्री सेठी सेठ सब कैमरा बंद करी कुआडे पळेइछन बोले ठीक बुझिबार अछि लेट रे। ସାର୍ ମତେ କହିଲେ କି? हाँ କୁହନ୍ତୁ। ସାର୍ ମତେ ଡାକିଲେ କି? ହଁ ମୁଁ ଡାକିଲି ଆପଣଙ୍କୁ। ହଁ ସାର୍ ଟିକେ ମାନେ ଫ୍ରେଶ ହେବା ପାଇଁ ପଳେଇଥିଲି। କୁହନ୍ତୁ ଆପଣ ମେଡିଟେସନ କଲେ ନା ନାଇଁ? ସରି ସାର୍। ଗାର୍ଜିଆନ ଏଞ୍ଜେଲଙ୍କର ମେଡିଟେସନ ଟା କଲେ ନା ନାଇଁ? ହଁ ସାର୍। କଣ ଅନୁଭବ କଲେ କୁହନ୍ତୁ? କଲି ସାର୍ ମୁଁ ଗୋଟେ ମାନେ ପାଇଲି ଆଉ ଗୋଟାଙ୍କର ପାଇଲିନି। ଠିକ ଅଛି, ବ୍ୟସ୍ତ ନାହିଁ, ଆମେ ଆରାମ ସେ କରିବା। ଆଜ୍ଞା ଠିକ ଅଛି। ମୁଁ ଜଣଙ୍କ ନାଁ ଗୋଟେ ଗାର୍ଜିଆନ ଏଞ୍ଜେଲଙ୍କ ନାଁ ପାଇଲି, ଆଉ ଜଣଙ୍କର ଟ୍ରାଏ କରିକି ବି ପାଇଲିନି। ନାଇଁ କିଛି ଅସୁବିଧା ନାହିଁ, ଆମେ ଆଉ ଥରେ ଟ୍ରାଏ କରିବା। କାଲି ପରଦିନ ଅଛି, ସମୟ ଅଛି, ଆଜି ଗୋଟେ ଦିନରେ କିଛି ଅସୁବିଧା ନାହିଁ, ଆହୁରି ଅଛି ସମୟ ହେଲା। ସାର୍ ଅଫିସ ଟା ହଁ ଠିକ ଅଛି, ଯଦି ଅଫିସ ଟାଇମ ହେଲାଣି ଆପଣ ଯାଆନ୍ତୁ, ରେକର୍ଡିଂ ଦେଖିଦେବେ। ୟା ପରେ ଆଉ 10 ମିନିଟର ପାଠ୍ୟକ୍ରମ ରହିବ, ତାପରେ ରେକର୍ଡିଂ ଆପଣ ଦେଖିଦେବେ, ରେକର୍ଡିଂ ଦେଇଦେବି। କୁହନ୍ତୁ କାଳିନ୍ଦ୍ର ସେଠି। ମୋର ହେଲା ଯେ ବାକି ପରେ କହିବି କନଫର୍ମ ହେଇକି। କାଲି କହିବେ। ସାର୍ ଆଜ୍ଞା ଆଜ୍ଞା ଆଉ ଟିକେ କନଫର୍ମ ହେଇକି କହିବି ଓକେ, ଆଉ ଟିକେ କନଫର୍ମ ହେଇକି କହିବେ, ରାଇଟ, ଗୁଡ୍ ଗୁଡ୍, ଓକେ। ହଁ ତାପରେ କିଏ ରହିଲା? ମୁଁ ଜୋସ୍ନା। ମୁଁ ଗୋଟେ ନାଁ ପାଇଲି ଆଉ ଗୋଟେ ନାଁ ପାଇନି। ଓକେ ଠିକ ଅଛି, କିଛି ଅସୁବିଧା ନାହିଁ, ଆମ ଆହୁରି ପ୍ରକ୍ରିୟା ଚାଲିବ। 6 ଦିନ ମତେ ଦିଟା ନାଁ ବାହାରିବ, ସମସ୍ତେ କହିବେ, ମତେ ଖୁସି ଅନୁଭବ ହବ। ସମସ୍ତେ ଯେତେବେଳେ ବାହାରିଲା ସାର୍ ମୁଁ ବାହାରିଲା ଦୁଇଟା ନାଁ ଏଥର, ଆଉ ଏଥିରେ ଆଉ କିଛି ଦୁମତ ନାହିଁ, କନଫର୍ମ ବାସ୍, ମୁଁ ଯେତେବେଳେ ଜାଣିବା ପାଇଁ ଚାହିଁବି। ଓକେ ହରପ୍ରିୟା ମ୍ୟାଡାମ କିଛି କହୁଥିଲେ, କୁହନ୍ତୁ କୁହନ୍ତୁ, ତାପରେ ଯିବା ପାଠ୍ୟକ୍ରମକୁ। ଆଚ୍ଛା ସାର୍, କଥା କଣ କି ମୋର ଯୋଉ ଏଇ 17 ମସିହାରେ ଘର ପ୍ରତିଷ୍ଠା କଲା ଦିନ ଜଷ୍ଟ ସକାଳୁ ସଫା କରିକି ଘର ଗେଟ୍ କବାଟ ଖୋଲିଲା ବେଳକୁ ଗୋଟେ ମୟୂର ପୁଚ୍ଛଟେ ଖାଲି ଉଡିଲା ଚାରି ଉଡିକି ରଖିଲା। ମୁଁ ସେଇଟା ଠାକୁର ଘରେ ରଖିଛି, ସେଇଟା କିଛି ପ୍ରୋବ୍ଲେମ କୋଉଠୁ ଆସିଲା ଆମେ ଜାଣିନୁ ମୟୂର ପୁଚ୍ଛଟା। ଡେ 3ରେ ଆପଣ ଶିଖିବେ। ଆଜ୍ଞା ଡେ 3ରେ ଆପଣଙ୍କୁ ଶିଖିବାକୁ ମିଳିବ, ମାନେ ପିଞ୍ଛ ମିଳୁଛି। ସେଇଟାକୁ ଯୋଉ ପର ପାରାର ପର ସବୁବେଳେ ତ ଘରେ ପଡୁଛି, ଛାଡନ୍ତୁ ମୁଁ ଭାବୁଛି ପାରା ଅଛନ୍ତି ବୋଲି, କିନ୍ତୁ ସେଇଟା ମୁଁ ଠାକୁର ଘରେ ରଖିଛି। କିଛି ପ୍ରୋବ୍ଲେମ ହବ କି? କିଛି ନା ବାହାର ପ୍ରୋବ୍ଲେମ ହବନି, ଏଞ୍ଜେଲଙ୍କର ପ୍ରେଜେନ୍ସ ସେ ଦେଖଉଛନ୍ତି ପର ମିଳିଲା ମାନେ। ବାକି ଡିପେଣ୍ଡ କରୁଛି କୋଉ ଏଞ୍ଜେଲ ଆପଣଙ୍କ ପାଖରେ ପ୍ରେଜେନ୍ସି ଶୋ କରୁଛନ୍ତି। ସାର୍ ଡିପେଣ୍ଡ କରୁଛି ମୁଁ କଲର ଗୋଟେ ଉପରେ, ଖାଲି ଆଜ୍ଞା ପରର କଲର ଉପରେ ଡିପେଣ୍ଡ କରୁଛି ସେଇ ଏଞ୍ଜେଲ। ଯୋଉ କଲର ସେଇ କଲର ଟା ଆପଣ ଶିଖିବେ, ଆଗକୁ ଗଲେ ଶିଖିପାରିବେ, ମୁଁ କହିବି ସବୁ ଜିନିଷ। ମୁଁ କହୁଛି, ଧର କୁଆଡେ ଯାଉଛି କି ଘରେ ବସିଛି, ମାନେ ଗୋଟେ ଶବ୍ଦ କେତେବେଳେ ନାନୀ, କେତେବେଳେ ହରପ୍ରିୟା, କେତେବେଳେ ନିକ୍ ନେମ୍ ଦୁର୍ଗା, କେତେବେଳେ ମ୍ୟାଡାମ, ଏଇ ଟାଇପ ର ଶବ୍ଦ, କେତେବେଳେ କିଏ କହୁଛି ମୁଁ ଆସିଗଲି ଗୋଟେ ବହୁତ ବଡ ଆୱାଜ କରିକି, ତ ମତେ ଡର ଲାଗେ ଭୂତ ପ୍ରେତ କି କଣ କିଏ ଘର ଭିତରେ ପଶିଗଲା ଡରନ୍ତୁନି, କି। ଏମାନେ ଆର୍କଏଞ୍ଜେଲ ମାନେ ଆପଣଙ୍କର ସେମାନଙ୍କର ପ୍ରେଜେନ୍ସ ଶୋ କରୁଛନ୍ତି, ମୁଁ ଶିଖେଇବି ଆପଣଙ୍କୁ। ଏଟା ଆଜ୍ଞା ଡରିବାରେ ନାଇଁ କିଛି ଯୋଉ ନାହିଁ। କହୁଛନ୍ତି କିଛି ପ୍ରୋବ୍ଲେମ ନାହିଁ। ମୁଁ କିଛି ଡରି ପ୍ରୋବ୍ଲେମ ଯାଉଛି। ନାହିଁ, ଆହୁରି ଆପଣଙ୍କର ଷ୍ଟ୍ରେନ୍ଥ ବଢିଆ ଦରକାର। ଏବେ ଆପଣ ଏଜୁକେସନ ନଥିଲା ବୋଲି ଆପଣ ଡରୁଥିଲେ, ଏବେ ଏଜୁକେସନ ନଲେଜ ନେଇଗଲା ପରେ ଆଉ ଡର ଆସିବନି। ସେମାନଙ୍କର ହଁ ପ୍ରେଜେନ୍ସି ଅଛି, ସେମାନେ ଆପଣଙ୍କୁ ସପୋର୍ଟ କରୁଛନ୍ତି, ଆପଣଙ୍କୁ କ୍ଷତି କରିବେନି। ସପୋଜ ମୁଁ ସେ ଘରେ ବସିଛି, ଏ ଘରେ ମତେ ଲାଗୁଛି କି ଗୋଟେ ଚଳ ପ୍ରଚଳ ହଉଛି, କି ଆସି ଦେଖିଲା ବେଳକୁ କେହି ନାହିଁ। ମୁଁ ଶିଖେଇବି ଡିଟେଲ ଭାବରେ, ସେଠି ମୁଁ କହିବି। ଆପଣ ଘରେ ଥିବେ ବହି ପଡି ଯାଉଛି, ଆଉ ମୁଁ ରାଇଟ, ଆଜ୍ଞା ହଁ କିଚେନ ହଁ ଘରେ ଥିବ ଗିନା ପଡି ଯାଉଛି, ଶିଖେଇବି, ସେଟା ସବୁ ଶିଖେଇବି, କହିବି, ପାଠ୍ୟକ୍ରମ ଅଛି ଆଗକୁ। ମୁଁ ଭାବେ ନେଗେଟିଭ ବୋଲି, ସେଇଟା ଡରିଯାଏ ଟିକେ। ଏଜୁକେସନ ଆପରେ ଆପଣ ନେଇନାହାନ୍ତି, ଠିକ ଅଛି, କିଛି ଅସୁବିଧା ନାହିଁ। ଦେଖନ୍ତୁ ଆମେ ଯୋଉଟା ଜାଣିନେ ଆମକୁ ସେଇଟା ସେଥିପାଇଁ ସେ ନେଗେଟିଭରେ ଆସିଯାଏ, ଏଇଟା କମନ ଜିନିଷ, ଏଇଟା ଆପଣଙ୍କ ପାଇଁ, ମୋ ପାଇଁ, ସମସ୍ତଙ୍କ ପାଇଁ ସମାନ। ତେଣୁ ସାର୍ ମୁଁ ଯୋଉ ଯେତେବେଳେ ଏଜୁକେସନ ମିଳିଯାଏ, ସେ ଜିନିଷଟା ହିଁ ନେଗେଟିଭ ଟା ପଜିଟିଭରେ ଆମେ ସେ ଆଖିରେ ଦେଖି ଦଉଛେ, ନା ନା ଏଇଟା ପଜିଟିଭ। ଏଇ କଥାଟା କହୁଥିଲି 3 ବର୍ଷର, ମୁଁ ଆପଣଙ୍କୁ କେତେବେଳେ ସେ ଫଟୋଟା ଦେଖେଇବି ଆପଣଙ୍କୁ, ଏବେ ନୁହେଁ।
ମୁଁ ଅଲଗା ସମୟରେ ଦେଖେଇବି। ଠିକ ଅଛି ଠିକ ଅଛି। ସିଏ ବର୍ତ୍ତମାନ କଣ କରୁଛି ନା ସପୋଜ ମୁଁ ବାହାରୁଛି ଆସିବି ବୋଲି ତୁ ଏବେ ଯାଆନି, ତତେ ମନା କଲି ଏବେ ଯାଆନି, ଆଉ ଯଦି ତା ରୋକାକୁ ମାନିକି କିଏ ଆସିଲା କିଛି ନା କିଛି ଗୋଟେ ଇନସିଡେଣ୍ଟ ଘଟିଯାଏ, ସେଟାକୁ ଡର ଲାଗେ ବେଳେ ବେଳେ। ଏଇ ଟାଇପ ର ସେ ବହୁତ ଗୋଟେ ଜିନିଷକୁ ରୋକି ଦଉଛି। ବଟ୍ ଆଇ ଡୁ ନଟ୍ ନୋ ହ୍ୱାଟ ଇଜ ହର ଇଣ୍ଟେନସନ କଣ ଆମେ ନା 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 ଜାଣିନୁ। ନା, ଏଇଟା ହେଲା ଆପଣଙ୍କର ଇଣ୍ଟୁଇସନ। ଆପଣ ଦେଖନ୍ତୁ ଏଇ ଯୋଉ ଇଣ୍ଟୁଇସନ ପାୱାର ନା, ଏଇଟା ସମସ୍ତଙ୍କ ପାଖରେ ରୁହେନି। ଦୂରଦୃଷ୍ଟି ଯୋଉଟା କୁହାଯାଏ, 3 ବର୍ଷର ସେଟା ଯଦି ଛୁଆ ସେ ସେଟା ଅଛି ମାନେ ଆପଣ ତାକୁ ବ୍ୟବହାର କରନ୍ତୁ ଜୀବନରେ, ଦେଖିବେ ସବୁ ଜିନିଷ ଆପଣଙ୍କର ବହୁତ ସୁନ୍ଦର ଭାବରେ ରୂପାନ୍ତରିତ ହବ। କିନ୍ତୁ ଚିତ୍ର ଆମେ ପଛରେ ସାର୍ ଏଞ୍ଜେଲ ସେଟା ଯୋଉ ଛିଡା ହେଇଛନ୍ତି ତ, ଆଜ୍ଞା ଆଜ୍ଞା ସେଇ ଆପଣଙ୍କ ଚିତ୍ର ପାଖରେ ଯୋଉ ଚିତ୍ରଟି ରହିଛନ୍ତି, ମା ଏଞ୍ଜେଲ ଯୋଉ ଅଛନ୍ତି, ତା ଜନ୍ମ ପୂର୍ବରୁ ସେଇ ଗୋଟେ ଲଙ୍ଗଳା ଛୁଆକୁ ଆଣିକି ମୋ ଘରେ ଛାଡି ଦେଇକି ଗଲେ। ତ ତା 15 ଦିନ ପରେ 4 ଦିନ ପରେ ଆମେ ଜାଣିଲୁ ଝିଅ ପ୍ରେଗନାଣ୍ଟ ଅଛି। ତାପରେ ସେ ଝିଅ ଆସିଲା ଆଉ ମତେ କହିକି ଗଲେ ଯେ ମୁଁ ଆକୁ ଛାଡିକି ଯାଉଛି, ତା ଦାୟିତ୍ବ ତୁ ନବୁ। ବଟ୍ ସେଇ ଝିଅ କଥା କହୁଛି। ଆଉ ତାପରେ ମୋର ସେଇ ଯୋଉ କଳସରେ ଛାଡି ଦେଇ ଗଲେ ତାକୁ, ସେ କଳସ ଉପରେ ଗୋଟେ ନଡିଆ ମୁଁ ଦେଖେଇବି କେତେବେଳେ ଫଟୋଟା ଛାଡିବି। ଆଖି, କାନ, ନାକ, ମୁହଁ ପୁରା ଗୋଟେ ଫେସ୍ ଭଳିଆ ହେଇଛି। ମୁଁ ସେଇଟା ପୂଜା କରୁଛି ଘରେ। ବଟ୍ ବହୁତ କିଛି ଠିକ ଅଛି, ଆଉ ମୁଁ ତ ଶିଖେଇବି କହିହଉନି ଏତେ। ଶିଖେଇବି। ବହୁତ ଜିନିଷ ଆପଣ ସାର୍ ଶିଖିବେ ଆପଣଙ୍କ ଯୋଉଟା ସହିତ ପ୍ରାକ୍ଟିକାଲ। 10 ମିନିଟ ମୋ ସହିତ କେତେବେଳେ, ମୁଁ ଆପଣଙ୍କୁ 2 ଥର ଲଗେଇଲିଣି, ଟିକେ କଥା କେମିତି ହେବି। ହଁ ହଁ ହଁ, ନାଇଁ ଆପଣ ବହୁତ ବଡ ଲଗେଇ ଦେଇଛନ୍ତି ସେ ଅଫିସ ନମ୍ବରରେ ଲଗେଇ ଦେଇଛନ୍ତି, ଯୋଉଟା କି ମୁଁ ଦେଖୁଛି। ସେଦିନ ରାତିରେ ମୁଁ ବାଇ ମିଷ୍ଟେକଲି ଗାଡ଼ିରେ ଥିଲା ବୋଲି ମୁଁ ଦେଖିଦେଇଥିଲି। ବଟ୍ ସେ ନମ୍ବରଟା ମୁଁ ଧରେନି ନା, ତେଣୁ ଯୋଉ ନମ୍ବରରେ ମୁଁ ଆପଣଙ୍କୁ ପଠେଇଥିଲି ଆପଣଙ୍କର ଡିଟେଲ ଦିଅନ୍ତୁ, ସେଇ ନମ୍ବରରେ କଲ୍ କଲେ ମୁଁ ଫ୍ରି ଥିବି, ଉଠେଇଦେବି, କଥା ହେଇଯାଇପାରିବି। ଓକେ। ଖାଲି ଜଷ୍ଟ 5 ମିନିଟ, ବହୁତ ହଁ ବଡ ହଉ, ଗୋଟେ ମୁଁ ଆଜି କଥା ହେବି, ଆଜି ମୁଁ ଟ୍ରାଏ କରିବି। ଆଜି ଟିକେ ମୁଁ ଫ୍ରି ଅଛି ମୁଁ ବି। ଓକେ, ମୁଁ କଥା ହେବି। ଓକେ, ଚାଲନ୍ତୁ, ଆଉ 10 ମିନିଟ ଅଛି, ଆମେ ପାଠ୍ୟକ୍ରମ ଶିଖିଦବା। ମୋର ବି ସମୟ ହେଲାଣି, ମୁଁ ଯାଇପାରିବି। ମଧୁସୂଦନ ତ୍ରିପାଠୀ, ୟେସ୍, ଯାଇପାରିବ, କିଛି ଅସୁବିଧା ନାହିଁ। ରେକର୍ଡିଂ ଦେଖିଦେଇ ପାରିବ। ଆଉ 10 ମିନିଟ ରହିଲା, ଆମେ କମ୍ପ୍ଲିଟ କରିଦବା। ଆଜିର କ୍ଲାସ୍ କେମିତି ଲାଗିଲା? କ୍ଲାସରେ ଅପଡେଟ କରିବେ, ଆଉ ସମୟ ନେବିନି, ରାଇଟ୍? ନହେଲେ ଅପଡେଟ ନିଅନ୍ତି। ଆଜିର କ୍ଲାସ୍ କେମିତି ଥିଲା ସମସ୍ତେ ଗ୍ରୁପରେ ଲେଖିବେ। ଓକେ, ମୁଁ ଜାଣିବା ପାଇଁ ଚାହିଁବି ଆପଣ ମାନଙ୍କର ଫିଲିଂସ୍ କଣ ଆଜିର କ୍ଲାସରେ, ରାଇଟ୍? ସମୟର ଅଭାବ ଯୋଗୁଁ, କାହିଁକିନା ଆମେ ଆଜି 4 ଘଣ୍ଟା, ମୋର ଏକ୍ସପେକ୍ଟେସନ ଥିଲା, କିନ୍ତୁ 5 ଘଣ୍ଟା ହେଇଗଲା। କାଲି ଯୋଉ ସନ୍ଧ୍ୟାରେ କ୍ଲାସ ଥିଲା 4 ଘଣ୍ଟା, 4.5 ଘଣ୍ଟା ଭିତରେ ହେଇଯାଇଥିଲା। ବଟ୍ ଆଜି ବୋଧେ ସକାଳେ ଟିକେ ଅଧିକା ଆପଣଙ୍କ ସହିତ କଥାବାର୍ତ୍ତା ହେଇଗଲି, ଅଧଘଣ୍ଟା ଏକ୍ସଟ୍ରା ହେଇଗଲା, 5 ଘଣ୍ଟା। ଓକେ, କିଛି ଅସୁବିଧା ନାହିଁ। ଦେଖନ୍ତୁ, ଯାହା ବି ହେଇଛି ଆପଣଙ୍କର କିଛି ଭ୍ୟାଲ୍ୟୁ ଆଡ୍ କରିବା ପାଇଁ କରାହଉଛି। ସମୟ ଟିକେ ଲାଗିଗଲା ଆଜି, କିନ୍ତୁ କାଲି 8ଟା ରେ କମ୍ପ୍ଲିଟ ହେଇଯିବ ମୋର ଏକ୍ସପେକ୍ଟେସନ, ରାଇଟ୍? ଆମେ ସେ ଅନୁସାରେ ଚାଲିବା, ଗୋଟେ ଡାଇଗ୍ରାମ ନେଇକି। ଓକେ, ତ ମୁଁ ଚାହିଁବି ଆପଣ ମାନଙ୍କର ଯାହାବି ଆଜିର କ୍ଲାସର ଏକ୍ସପିରିଏନ୍ସ ନିଶ୍ଚୟ ଭାବରେ ଗ୍ରୁପରେ ସେୟାର କରନ୍ତୁ। କାଲି ସକାଳେ ପୁଣି ଆମେ ମିଶେଇବା, ରାଇଟ୍? ସକାଳେ ଯଦି ଉଠିବାର ଅସୁବିଧା ହଉଛି, ମୋ ସହିତ କଥା ହୁଅନ୍ତୁ। ମୁଁ ଭାବୁଛି ଅସୁବିଧା କାହାର ହଉନଥିବ, କାହିଁକି ନା କଲ୍ ଯାଉଛି। ତାଠୁ ବଡ ଜିନିଷ କିଛି ନାହିଁ, କଲ୍ ଯାଉଛି ମାନେ, ରାଇଟ୍? ତଥାପି କିଛି ଅସୁବିଧା ହଉଛି, ମତେ ଫୋନ କରନ୍ତୁ, ମୁଁ ତାର ସଲ୍ୟୁସନ ବାହାର କରିବି। ନମସ୍କାର, ଗୁଡ ମର୍ଣ୍ଣିଂ ସମସ୍ତଙ୍କୁ। ପୁଣି ଆଉଥରେ ଦେଖାହବା କାଲି ସକାଳେ। ଓକେ।